वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। everyone, welcome you to way to m classes। तो पिला माने आज होची आंध्र प्रदेश बीएड फर्स्ट सेमेस्टर क्लास टी होची पर्सपेक्टिव इन चाइल्ड डेवलपमेंट। तो आज होची मैराथन क्लास फॉर द यूनिट 1 फुल कांसेप्ट कवर करा जिवो। आपनकर मैराथन क्लास क्वेश्चन आंसर बेस्ड रे। तो ए क्लास टी कंटिन्यू करंतु। आपण मैराथन बेस्ड क्लास टी आपण स्किप करंतु नाही, कंटिन्यू करंतु। जदि आपण चैनल को प्रथम थर विजिट करथबे, सब्सक्राइब करनबे और बेल आइकन को प्रेस कर देबे। जेतेबेले कोनोसी नुवा वीडियो अपलोड होची आपण सर्वप्रथम नोटिफिकेशन माध्यम रे पाई परिबे। तो एठी रहिछि आपनकर जोटा कि फर्स्ट सेमेस्टर आपनकर चाइल्ड डेवलपमेंट रो प्रथम यूनिट रो आपनकर होछि कंटेंट जोटा कि एटा डिस्कस करा जिवो क्वेश्चन आंसर मेथड माध्यम रे। माने एटा होछि आपनकर यूनिट 1। तो आमे जानिबा एतारे पर्सपेक्टिव इन चाइल्ड डेवलपमेंट कोन। तो आमे जतबेले पिला माननकु एज अ टीचर पढिया को जिबा, तो पिला माननकर डेवलपमेंट विषय रे प्रथमे तो हमकु बुझिया पडिबो। तो पिला माननकर विकास वृद्धि किपरि होइताय, हां मैच्योरेशन किपरि होइताय, ए सब बुझिया पडिबो। तापर आमे भल भाबरे पिला माननकु पढाई परिबा। तो फर्स्ट यूनिट रो प्रथम क्वेश्चन होछि आपनकर एक्सप्लेन द कांसेप्ट ऑफ ग्रोथ डेवलपमेंट एंड मैच्योरेशन। तो प्रथमे हमकु बुझिया पडिबो ग्रोथ का कुआ जाउछि, डेवलपमेंट का कुआ जाउछि और मैच्योरेशन का कुआ जाउछि। The concept of growth, development, and maturation are often used interchangeably for everyday language, but they are refers to the distinct process in biological, psychological progression of the organism. These terms are especially relevant in the study of human being, but they apply across many different species, and understanding the difference between them and crucial in the fields such as biology, psychology, medicine, and education। ତ ଏଇ ସବୁ କ୍ଷେତ୍ରରେ ଆମକୁ ପ୍ରଥମେ ତ ଗ୍ରୋଥ, ଡେଭଲପମେଣ୍ଟ ଆଉ ମ୍ୟାଚୁରେସନ ବିଷୟରେ ପ୍ରଥମେ ବୁଝିବାକୁ ପଡିବ। ତ ଗ୍ରୋଥ କାହାକୁ କୁହାଯାଉଛି, ଆ ଆଉ ମ୍ୟାଚୁରେସନ ବା ଡେଭଲପମେଣ୍ଟ ମ୍ୟାଚୁରେସନ କାହାକୁ କୁହାଯାଉଛି, ଆମେ ସେ ବିଷୟରେ ଜାଣିବା। ତ ପ୍ରଥମେ ଆମକୁ ଜାଣିବା ଏଇଠି କନସେପ୍ଟ ଟିକେ ସର୍ଟ ଫର୍ମରେ ଦେଇଛି। ତ ପ୍ରଥମେ ହଉଛି କଣ ଗ୍ରୋଥ କାହାକୁ କହିବା ନା, ଗ୍ରୋଥ ରେଫର୍ସ ଟୁ ଦ ଫିଜିକାଲ ଆଣ୍ଡ ବାୟୋଲୋଜିକାଲ ଚେଞ୍ଜେସ୍। ଯେତେବେଳେ ଗୋଟେ ପିଲାର ଫିଜିକାଲ ଆଉ ବାୟୋଲୋଜିକାଲ ଚେଞ୍ଜେସ୍ ହଉଛି, ତାକୁ ଆମେ କହୁଛନ୍ତି ଗ୍ରୋଥ। ସୋ ଏଠି ପିଓରଲି କ୍ୱାଣ୍ଟିଟେଟିଭ ଆସ୍ପେକ୍ଟ, ଏଟାକୁ ଆମେ କ୍ୱାଣ୍ଟିଟେଟିଭ ଆସ୍ପେକ୍ଟ ବୋଲି କହୁଛନ୍ତି। ଯେମିତିକି ଆମ ସାଇଜ, ଲେନ୍ଥ, ୱେଟ୍ ଆଣ୍ଡ ହାଇଟ୍। ଗୋଟେ ପିଲାର ଆମେ ପଚାରିବା ମାନେ ଆମର ଲେନ୍ଥ କେତେ ବା ସେ କେତେ ହାଇଟ ର, ହଁ ବା ତାର ଉଚ୍ଚତା। ଯେତେବେଳେ ଆମେ କୌଣସି ଜିନିଷ କ୍ୱାଣ୍ଟିଟେଟିଭଲି ମାପୁଛନ୍ତି ବା କୌଣସି ସଂଖ୍ୟା ପରିପ୍ରକାଶ ପାଉଛି, ଯେତେବେଳେ ଆମେ କୌଣସି ଜିନିଷକୁ ଗ୍ରୋଥ ଟାକୁ ଆମେ ମେଜର କରୁଛନ୍ତି, ସେତେବେଳେ କଣ କୁହାହଉଛି, ଏଟା ହଉଛି ଗ୍ରୋଥ କୁ ବୁଝଉଛି। ଏଟା ହଉଛି ଫିଜିକାଲ ଆଉ ବାୟୋଲୋଜିକାଲ ଚେଞ୍ଜେସ୍। ତ ଗୋଟେ କ୍ଲାସରେ ପିଲା ଅଛନ୍ତି, ଷଷ୍ଠ ଶ୍ରେଣୀର ଗୋଟେ ପିଲା ଅଛନ୍ତି ବା ସପ୍ତମ ଶ୍ରେଣୀର ପିଲା ଅଛନ୍ତି। ଆମେ କଣ କରୁଛନ୍ତି ନା, ଯେତେବେଳେ ଆମେ ଦେଖୁଛନ୍ତି ଯେ ସବୁ ପିଲାଙ୍କୁ ଓଜନ କରିବା, ତ ସମସ୍ତଙ୍କର ଡିଫରେଣ୍ଟ ଆସିବ। ହଁ, ତ ଗ୍ରୋଥ ରେ କଣ ହଉଛି ନା, ଗୋଟେ କେତେ ଡିଫରେନ୍ସ ଆସିବ ଆମେ ଜାଣିବାକୁ ହେଲେ ଆମେ କ୍ୱାଣ୍ଟିଟେଟିଭଲି ଆମେ ମେଜର କରୁଛନ୍ତି। ଲେନ୍ଥ, ୱେଟ୍, ହାଇଟ୍, ସାଇଜ ଏସବୁ ମେଜର କରୁଛନ୍ତି। ତ ଏଇଟା କୁହାହଉଛି ଫିଜିକାଲ ବା ବାୟୋଲୋଜିକାଲ ଚେଞ୍ଜେସ୍ କୁ ବୁଝଉଛି। ତାପରେ ଡେଭଲପମେଣ୍ଟ କାହାକୁ ବୁଝିବା ନା, ଡେଭଲପମେଣ୍ଟ refers to the function and behavioral changes। ଯେତେବେଳେ ଆମେ ଗୋଟେ ବଡିଲି ଫଙ୍କସନ କୁ ବୁଝଉଛନ୍ତି ବା ବିହେଭିୟରାଲ ଚେଞ୍ଜେସ୍ କୁ ବୁଝଉଛନ୍ତି, ଏଟାକୁ ଆମେ ଡେଭଲପମେଣ୍ଟ କହୁଛନ୍ତି। ସୋ ଇଟ୍ ଇମ୍ପ୍ଲାଇଜ୍ ଦ ଓଭରଅଲ୍ ଚେଞ୍ଜେସ୍ ଇନ୍ ଦ ସେପ୍ ଆଣ୍ଡ ଚେଞ୍ଜ ଇନ୍ ଦ କ୍ୱାଲିଟି। ଏଟା କ୍ୱାଲିଟି ଇନ୍ ନେଚର। ତ ଡେଭଲପମେଣ୍ଟ ଟା ହଉଛି କ୍ୱାଲିଟି ନେଚର। ପିଲାଟା କେତେ ଭଲ ହ୍ୟାଣ୍ଡ ରାଇଟିଂ କରିପାରୁଛି, କେତେ ଭଲ ଆର୍ଟ କରିପାରୁଛି, ସିଏ କେତେ ଭଲ ହ୍ୟାଣ୍ଡ କୁ ମୁଭ କରିକି ବୋଲିଂ କରିପାରୁଛି, ଦ୍ୟାଟ୍ ଇଜ ଦ ଡେଭଲପମେଣ୍ଟ ପ୍ରୋସେସ କୁ ବୁଝଉଛି। ଯେତେବେଳେ ପିଲାଟି ଛୋଟରୁ ବଡ ହୁଏ, ତ ଯେତେବେଳେ ଛୋଟ ଥାଏ ସେ ଯେତେବେଳକୁ ପେଟେଇବା ଶିଖିଥାଏ, କିନ୍ତୁ ଆଉ ଟିକେ ବଡ ହେଇଗଲା ପରେ ସେ ଛିଡା ହବା ଶିଖେ, ତାପରେ ଚାଲିବା ଶିଖେ। ତ ଇଏ ହଉଛି ଗୋଟେ ଡେଭଲପମେଣ୍ଟ ପ୍ରୋସେସ କୁ ବୁଝଉଛି। ଦ ଫଙ୍କସନ ଆଣ୍ଡ ବିହେଭିୟରାଲ ଚେଞ୍ଜେସ୍ ଅଫ ଦ ପର୍ସନ, ଏଟାକୁ ବୁଝଉଛି। ସୋ ଦ୍ୟାଟ ଇଟ୍ ଇଜ କ୍ୱାଲିଟେଟିଭ। ଏକୁ ଆମେ କେବେ ମାପି ପାରିବାନି, କୌଣସି ମେଜରମେଣ୍ଟ ଗୋଟେ ଓଜନରେ ହଉ କି ହାଇଟ ହଉ ଲେନ୍ଥ ରୁ ମାପି ପାରିବାନି। ପିଲାଟା କେତେ ଭଲ ଦୌଡୁଛି, ପିଲାଟା କେତେ ଭଲ ଚାଲୁଛି, ପିଲାଟା କେତେ ଭଲ ହାତକୁ ଫଙ୍କସନ କରିପାରୁଛି, ତ ସେଟାକୁ ଆମେ କୌଣସି କ୍ୱାଣ୍ଟିଟେଟିଭଲି ଆମେ ମାପି ପାରିବାନି। ସୋ ଇଟ୍ ଇଜ ଦ ଡେଭଲପମେଣ୍ଟ କୁ ଆମେ ବୁଝୁଛନ୍ତି। ତାପରେ ମ୍ୟାଚୁରେସନ କଣ ନା, ମ୍ୟାଚୁରେସନ ଇଜ ଏ ଷ୍ଟେଜ କମ୍ପ୍ଲିଟିଂ ଦ ଗ୍ରୋଥ ଆଣ୍ଡ ଷ୍ଟ୍ରେଙ୍ଗଥେନିଂ ଦ ଏକ୍ୱାର୍ଡ ମେଣ୍ଟାଲ, ସୋସିଆଲ, ଇମୋସନାଲ ଡେଭଲପମେଣ୍ଟ କୁ ବୁଝଉଛି। ଯେତେବେଳେ ଗୋଟେ ପିଲାଟି ସେ ତା ମ୍ୟାଚୁରେସନ କୁ କେତେବେଳେ ପହଞ୍ଚାଏ, ଯେତେବେଳେ ଗ୍ରୋଥ ଆଉ ଡେଭଲପମେଣ୍ଟ ବୋଥ ଦ ଆସ୍ପେକ୍ଟ କୁ ସେ ମିଟ୍ କରିଥାଏ ଆଉ କମ୍ପ୍ଲିଟ କରିଥାଏ। ତ ମ୍ୟାଚୁରେସନ ଇଜ ଏସେନ୍ସିଆଲ ପ୍ରୋଗ୍ରେସ ଫର ଦ ରିଫାଇନମେଣ୍ଟ ଆଣ୍ଡ ମୋଟିଫିକେସନ ଫ୍ରମ ଦ ୱିଦିନ ଦ ଇନବର୍ନ ରାଇପନିଂ। ତାମାନେ ଯେତେବେଳେ ସେ ଜନ୍ମ ହେଇ ସାରିଲା ପରେ, କିଛି ଦିନ ବଢି ସାରିଲା ପରେ, ଯେତେବେଳେ ଗ୍ରୋଥ ଆଉ ଡେଭଲପମେଣ୍ଟ ତାର ହେଇଯାଉଛି, ସେତେବେଳେ ଯୋଉ ତାର ସମାଜକୁ ବା ଆମର କୌଣସି ଜିନିଷକୁ ବୁଝିବାର
ତାର କ୍ୟାପାବିଲିଟି ପଳେଇ ଯାଉଛି, ସେତେବେଳେ ଆମେ ତାକୁ ମ୍ୟାଚୁରେସନ୍ ପିରିୟଡ ବୋଲି ଆମେ କହୁଛନ୍ତି। ହଁ, ତ ବଡିର ଡେଭଲପମେଣ୍ଟ, ବଡିର ଗ୍ରୋଥକୁ ବି ବୁଝଉଛି। ହଁ, ଯେତେବେଳେ ଗୋଟେ ବୟସ ଅନୁସାରେ ତାର ଗୋଟେ ବୟସ ଅନୁସାରେ ତାର ଏତିକି ଗ୍ରୋଥ ହବା କଥା, ଏତିକି ଡେଭଲପମେଣ୍ଟ ହବା କଥା, ସେଟା ହେଇଯାଇଛି, ତାମାନେ ଆମେ କହୁଛନ୍ତି ମ୍ୟାଚୁରେସନ୍ ପିରିୟଡ। ହଁ, ତ ପ୍ରୋଗ୍ରେସ୍ କାପାସିଟି ଅଫ୍ ଅର୍ଗାନିଜମ୍, ମ୍ୟାଚୁରେସନ୍ ଇଜ ଦ ଏସେନ୍ସିଆଲ ପ୍ରି କଣ୍ଡିସନ ଅଫ ଲର୍ଣ୍ଣିଂ। ଲର୍ଣ୍ଣିଂ ପୂର୍ବରୁ କୌଣସି ଜିନିଷ ଆମେ ପଢୁଛନ୍ତି ତା ପୂର୍ବରୁ ମ୍ୟାଚୁରିଟି ଆସିବା ଦରକାର। ଯେମିତିକି ଗୋଟେ ସପ୍ତମୀକୁ ଯିବା, ତ ଷଷ୍ଠ ଶ୍ରେଣୀର ପାଠଟା ପଢିବେ, ମାନେ ପଢିକି ଯିବାକୁ ପଡିବ, ଆଉ ବୁଝି ବି ଥିବା ଦରକାର, ତ ସେଟାକୁ ମ୍ୟାଚୁରିଟି କହୁଛି। ଯଦି ତମେ ଷଷ୍ଠ ଶ୍ରେଣୀ ପାଠ କ୍ଲିୟର ଅଛ, ସପ୍ତମୀ ପାଠ ବୁଝିପାରିବ। ତ ଦ୍ୟାଟ୍ ଇଜ ଦ ଷଷ୍ଠ ଶ୍ରେଣୀର ଯୋଉ ପାଠଟା ତମେ ମନେ ରଖିଲ ବା ବୁଝିଲ, ସେଟାକୁ ଆମେ କହୁଛନ୍ତି କଣ, ମ୍ୟାଚୁରେସନ୍। ଯେମିତିକି ଆମେ ବେଳେ ବେଳେ ସବୁ ପିଲାମାନେ ଘରେ ଶୁଣିଥିବ ଯେ ତମର ମ୍ୟାଚୁରିଟି ହେଇନି, ମା ବାପା କୁହନ୍ତି, ତୁ ଏମିତି କଥା କହୁଛୁ, ତୋର ମ୍ୟାଚୁରିଟି ହେଇନି। ତାମାନେ ଯୋଉ ବୟସରେ ଯେମିତି କଥାବାର୍ତ୍ତା କରିବା ଦରକାର ସୋସାଇଟିରେ, ଯେପରି ମୋରାଲ ବିହେଭିୟର ଦେଖେଇବା ଦରକାର, ଯେମିତି ଇମୋସନାଲ ବାଲାନ୍ସ ଥିବା ଦରକାର, ହଁ, କଗ୍ନିଟିଭର ଯୋଉ ପ୍ରୋସେସ ଥିବା ଦରକାର, ତ ସେଇଟା ଯଦି ନଥିବ ତାହେଲେ ମ୍ୟାଚୁରିଟି ନାହିଁ। ହଁ, ଗୋଟେ ପିଲାଟେ 10 କ୍ଲାସରେ ପଢୁଛି, ତା ମାନେ ହାଇଟ୍ ହେଲ୍ଥ ଟିକେ ଭଲ ଥିବା ଦରକାର, ଯଦି ନାହିଁ ତାମାନେ ଆମେ କହୁଛନ୍ତି ମ୍ୟାଚୁରିଟି ହେଇନି। ହଁ, ତ ସେଇଟାକୁ ଆମେ କହୁଛନ୍ତି କଣ, ମ୍ୟାଚୁରିଟି। ତ ଏଇଟା କେତେବେଳେ ହବ ନା, ଗ୍ରୋଥ ଅଫ ଡେଭଲପମେଣ୍ଟ ପରେ ଏଇଟା ହୋଇଥାଏ, ହେଲା। ତ ଏଇଟା କନସେପ୍ଟ ମୁଁ ଆପଣଙ୍କୁ ଫାଷ୍ଟ ତ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟର ଟିକେ କନସେପ୍ଟ କ୍ଲିୟର କରିଦେଲି। ତାପରେ ଆମେ କ୍ୱେଶ୍ଚନ ଆନ୍ସର ବେସ୍ଡକୁ ଆସିବା। ଏଠି ବି ଗ୍ରୋଥ କଣ କୁହାଯାଇଛି ଏଠି ଲେଖା ହେଇଛି। ଏଇଭଳି ଆମର ଯେତେବେଳେ ଆନ୍ଧ୍ରର ଏକ୍ଜାମ ଦଉଛନ୍ତି, ତ ଆପଣ କ୍ୱେଶ୍ଚନ ଆସିବ ମାନେ ଏଇଭଳିଆ ଆପଣ ଷ୍ଟେପ୍ ବାଇ ଷ୍ଟେପ୍ କରିବେ, କାହିଁକିନା ଏଇଟା ସବଜେକ୍ଟିଭ ଏକ୍ଜାମ। ସବଜେକ୍ଟିଭରେ ଆପଣଙ୍କୁ କଣ କରିବେ, ଷ୍ଟେପ୍ ବାଇ ଷ୍ଟେପ୍ ଭଲ ଭାବରେ ଆପଣ ପଏଣ୍ଟ ଦେଇକି ଲେଖିବାକୁ ପଡିବ, ନହେଲେ ମାର୍କ ମିଳିବା ଟିକେ କଷ୍ଟସାଧ୍ୟ। ତେଣୁ ଆପଣମାନେ ଟିକେ ପଏଣ୍ଟ ବେସ୍ଡରେ ଲେଖିବାକୁ ଚେଷ୍ଟା କରିବେ। ମୁଁ ଯେମିତି ଆପଣ ନୋଟ୍ ପ୍ରିପାରେସନ ବା ପିଡିଏଫଟା ଆପଣଙ୍କୁ ଦେଖଉଛି। ହଁ, ତ ଆପଣ ଯଦି ପିଡିଏଫ୍ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆମର ଟେଲିଗ୍ରାମରେ ଚ୍ୟାନେଲ ଅଛି, ୱେ ଟୁ ଏମ୍ କ୍ଲାसेସ୍ ସୋମସା। ସେଠିକି ତମେ ଏଇ ଯୋଉ ଭିଡିଓର ଡେସ୍କ୍ରିପସନରେ ଲିଙ୍କ ଅଛି, ସେଠି ଜଏନ୍ ହେଇଯିବ। ସେଠି ଆପଣଙ୍କର କ୍ଲାସ ସଇଲା ପରେ ଆପଣ ଯାହା ବି ନୋଟ୍ ଅଛି ସେଠି ଦିଆ ହେଇଥାଏ, ଆପଣ ପାଇପାରିବେ ଆରାମସେ, ହେଲା। ତ ଆମେ ଜାଣିବା ଗ୍ରୋଥ, ତ ମୁଁ ଅଲରେଡି କହିସାରିଲିଣି ଏକ୍ସାମ୍ପଲ ଦେଇକି ଆପଣଙ୍କୁ ସେଠି। ତ ଗ୍ରୋଥ ଇଜ ଏ ଫିଜିକାଲ ଇନକ୍ରିଜ ଇନ ସାଇଜ ମାସ୍ ଅଫ ଅର୍ଗାନିଜମ ଜେନେରାଲ ରେଫରିଂ ମେଜରେବୁଲ ଚେଞ୍ଜେସ୍ ଇନ ଦ ବଡିରେ ଯେତେବେଳେ ମେଜରେବୁଲ ଚେଞ୍ଜେସ୍ ହଉଛି, ତାକୁ ଆମେ ଗ୍ରୋଥ କହୁଛନ୍ତି। It involves the process such as the cell division କୁ ବୁଝଉଛି, enlargement, and the accumulation of materials such as the protein and fats କୁ ବୁଝଉଛି। Growth is typically quantitative, measurement term of height, weight, size in the specific body part. Example, duration of the childhood, adolescence, the person's body increase in size, the bones and length। ତାମାନେ ବୋନ୍ ର ସାଇଜ ବଢିବ, ମସଲ୍ସ ଗ୍ରୋଥ କରିବ, ଅର୍ଗାନିଜମ ଏନଲାର୍ଜ ହବ, ତ ଅର୍ଗାନ୍ସ ଗୁଡାକ ଏନଲାର୍ଜ ହବ। ତ ଏଇଗୁଡାକ ହଉଛି କଣ ନା, ଏଇଟା ହଉଛି ଗ୍ରୋଥ କୁ ବୁଝଉଛି। ପ୍ରତ୍ୟେକ ପିରିୟଡ ଅନୁସାରେ ଗ୍ରୋଥ ଡେଭଲପ ହୋଇଥାଏ, ମାନେ ଏଟା ଗ୍ରୋଥ ବଢିଥାଏ। ହଁ, ତ ଗ୍ରୋଥ ଇଜ ହେଭିଲି ଇନଫ୍ଲୁଏନ୍ସଡ ବାଇ ଦ ଜେନେଟିକ ଫ୍ୟାକ୍ଟର। ଜେନେଟିକ ଫ୍ୟାକ୍ଟରରେ ବି ଗ୍ରୋଥ ଥାଏ। ଗୋଟେ ପଞ୍ଜାବୀ ଲୋକ ଆସିବ, ଦେଖିବ ତା ହାଇଟ୍, ୱେଟ୍, ଗ୍ରୋଥ ବହୁତ ହାଇଟ୍, ମାନେ ଅଧିକ ଥାଏ। ଗୋଟେ ଅଲଗା ଲୋକ ଦେଖିବ ତାର କମଜୋର ଥାଏ, ତା ଜେନେଟିକ। ଯଦି ସେ ହାଇଟ୍ କମ ଥିବ, ଜେନେଟିକାଲି ସେ ତା ଫ୍ୟାମିଲିର ବ୍ୟାକଗ୍ରାଉଣ୍ଡ ବି ସେୟା ଥିବ। ହଁ, ତ ଆଜ ୱେଲ୍ ଏଜ୍ ଦ ଏନଭାୟରନମେଣ୍ଟ କଣ୍ଡିସନ ବି ଫ୍ୟାକ୍ଟର ପକାଏ। ଯେମିତିକି ଆମ ନର୍ଚରିଂ ଯୋଉ କ୍ଲାଇମେଟ, ପ୍ରେଜେନ୍ସ ଇନ ଦ ଡିଜିଜ, ଯଦି ରୋଗ ଥିବ ତ ସେଠି ଗ୍ରୋଥ ହୁଏ ନାହିଁ। ହଁ, ଯଦି କାହାର ଗୋଟେ ରୋଗ ଅଛି, ତାର ଗ୍ରୋଥ ହବନି। ତ ଗ୍ରୋଥ ପ୍ୟାଟର୍ନସ୍ ଟେଣ୍ଡ ଟୁ ଫଲୋ ଦ ପ୍ରେଡିକ୍ଟେବଲ ଷ୍ଟେଜ। ପ୍ରେଡିକ୍ଟ ବି କରିହୁଏ ଗ୍ରୋଥଟାକୁ, କେତେ ଗ୍ରୋଥ ହବ ସେ ପିଲାର ଆଗକୁ, ତ ଆମେ ଗ୍ରୋଥଟାକୁ ପ୍ରେଡିକ୍ଟ କରିପାରିବା। ସଚ୍ ଆଜ୍ ଇନଫାନ୍ସି, ଚାଇଲ୍ଡହୁଡ, ଆଡୋଲସେନ୍ସ ଆଣ୍ଡ ଆଡଲ୍ଟହୁଡ ପିରିୟଡରେ ବି ଆମେ ତାକୁ ଜଜ୍ କରିପାରିବା। ଗୋଟେ ଇନଫାନ୍ସି, ଛୋଟ ପିଲାଟେ, ତାପରେ ଚାଇଲ୍ଡହୁଡ, ତାପରେ ଆଡୋଲସେନ୍ସ, କୈଶୋର ଅବସ୍ଥା ଆମେ କହୁଛନ୍ତି, ଆଡଲ୍ଟହୁଡ। ହଁ, ତ ଆମେ ଯେତେବେଳେ କହୁଛନ୍ତି ଏଇ ସବୁ ଷ୍ଟେଜରେ ଆମେ ପ୍ରେଡିକ୍ଟ କରିପାରିବା। ତ ହାଉଏଭର ଦ ଗ୍ରୋଥ ଇଜ ନଟ୍ ଅଲୱେଜ ଲିନିୟର। ସବୁବେଳେ ସମାନ ଚାଲିବ ସେମିତି କିଛି ମାନେ ନାହିଁ, ଫ୍ଲକ୍ଚୁଏଟ ବି ହେଇପାରେ। ଦେୟାର ମେ ବି ପିରିୟଡ ଆଣ୍ଡ ରିପିଟ ଗ୍ରୋଥ। କେତେବେଳେ ରିପିଟ ଗ୍ରୋଥ ବି ହେଇପାରେ, କେତେବେଳେ ଫ୍ଲକ୍ଚୁଏଟ ବି ହେଇପାରେ। ଇନ ଦ ଡ୍ୟୁରେସନ ଅଫ ପୋଭର୍ଟି, ପୁବର୍ଟି ବା ଆମେ ଯୌବନ ଅବସ୍ଥା ଯେତେବେଳେ ପ୍ରାପ୍ତ କରୁଛନ୍ତି, ଆଣ୍ଡ ପିରିୟଡ ଅଫ ସ୍ଲୋର ଡାଉନ ସଚ ଆଡଲ୍ଟହୁଡରେ ବି କଣ ହେଇଯାଏ ନା, ଯେତେବେଳେ ଆଡଲ୍ଟହୁଡ ହେଇଯାଏ ସେତେବେଳେ ବି କଣ ହୁଏ ନା, ସ୍ଲୋ ଡାଉନ ବି ହେଇପାରେ ଗ୍ରୋଥଟା। ଏଇଟା ବୁଝଉଛି। While growth is essential part of development, ତ growth ବି essential part ହଉଛି development ର ଗୋଟେ essential part. It does not encompasses the full range of changes in organism experience. It is more about the physical attributes and can be seen as the subset and broader concept of the development. ତା concept ବଡ, development ର concept ଟା ଟିକେ ବଡର ଅଛି growth ଠାରୁ। ଆମେ development concept ଆଗେ ବୁଝି ନେବା। ଅଲରେଡି ମୁଁ ଡିସ୍କସ କରିଛି କିଛି ସମୟ ପୂର୍ବରୁ। ତ development is a constant to growth and it is broader, more comprehensive concept that refers to the overall progression of organism life stage include the physical, cognitive, emotional, social changes କୁ ବୁଝାଉଛି। ତା ମାନେ ସାମାଜିକ ପରିବର୍ତ୍ତନ,
ଇମୋସନାଲି ଆଉ କଗ୍ନିଟିଭ୍ ଫିଜିକାଲି ଯୋଉ ଓଭରଅଲ୍ ଲାଇଫ୍ ଗୋଟେ ପର୍ସନର ଲାଇଫ ସ୍ପାନରେ ଯୋଉ ପରିବର୍ତ୍ତନ ହଉଛି ବା ଯୋଉଟା ଚେଞ୍ଜେସ୍ ହେଇ ହେଇକା ଯାଉଛି ସେଇଟାକୁ ଆମେ ଡେଭଲପମେଣ୍ଟ ବୋଲି କହୁଛନ୍ତି। ଇଟ୍ ଇଜ୍ କ୍ୱାଲିଟେଟିଭ୍ ପ୍ରୋଗ୍ରେସ୍ ଏଟାକୁ ଆମେ କଣ କହୁଛନ୍ତି ସବୁବେଳେ କ୍ୱାଲିଟେଟିଭ୍ କହୁଛନ୍ତି। ହଁ ପ୍ରୋସେସ୍ that not only involve the changes in the size structure but also function of capability ତା ମାନେ ଆମେ ଗ୍ରୋଥ୍ ରେ କଣ କହୁଛନ୍ତି ସାଇଜ ର ବା ୱେଟ୍ ର ହାଇଟ୍ ର ଚେଞ୍ଜେସ୍ ହଉଛି ସେତିକି ନୁହେଁ ଏଠି କଣ ହଉଛି ନା କ୍ୟାପାବିଲିଟି ବି ଚେଞ୍ଜେସ୍ ହଉଛି। ହୁଁ ତ ଗ୍ରୋଥ୍ ଥିବ କିନ୍ତୁ ଯଦି ତାର ବଡି ଫଙ୍କସନ୍ କରିପାରୁନଥିବ ଭଲସେ ଚାଲି ପାରୁନଥିବ ପଡି ଯାଉଥିବ ତା ମାନେ ଆମେ କଣ ଜାଣିଲେ ଡେଭଲପମେଣ୍ଟ ହେଇନି। ତ ଡେଭଲପମେଣ୍ଟ ଟା ବି ଗୋଟେ ପାର୍ଟ ଯୋଉଠି ଏଟା ଆମେ କହୁଛନ୍ତି କମ୍ପ୍ରେହେନ୍ସିଭ୍ ପାର୍ଟ ଏଟା ଡେଭଲପମେଣ୍ଟ ବିନା ପିଲାଟି କଣ ହେଇପାରିବନି ନା ଆଗକୁ ବଢିପାରିବ ନାହିଁ ତାର ସବୁ ଆସ୍ପେକ୍ଟ ଗୁଡା ହ୍ୟାମ୍ପର ହବ। ହେଲା ତ ଡେଭଲପମେଣ୍ଟ ଏନକମ୍ପାସ ଦ ରେଞ୍ଜ ଅଫ କମ୍ପ୍ଲେକ୍ସ ପ୍ରୋସେସ କଣ ନା କଗ୍ନିଟିଭ ଡେଭଲପମେଣ୍ଟ କୁ ଆମେ ବୁଝଉଛନ୍ତି ଗୋଟେ ପିଲାର କଣ ନା ବୌଦ୍ଧିକ ବିକାଶ ଆମେ କହୁଛନ୍ତି ମେଣ୍ଟାଲ ପ୍ରୋସେସ କୁ ବୁଝଉଛନ୍ତି ସେ କେମିତି ଥିଙ୍କ କରୁଛି ରିଜନିଂ କରୁଛି ଅଣ୍ଡରଷ୍ଟାଣ୍ଡ କରୁଛି ତ ହ୍ୟୁମାନ ପ୍ରୋସେସ ରେ କିପରି ସେ ଲାଙ୍ଗୁଏଜ ଏକୁଜିସନ କରୁଛି କିପରି ଲାଙ୍ଗୁଏଜ ଶିଖୁଛି ପ୍ରୋବ୍ଲେମ କିପରି ସଲଭିଂ ସ୍କିଲ୍ ଶିଖୁଛି ଏଗୁଡା ସବୁ କଗ୍ନିଟିଭ ଡେଭଲପମେଣ୍ଟ କୁ ବୁଝଉଛି। ତାର ଇମୋସନାଲ ଡେଭଲପମେଣ୍ଟରେ ପିଲାଟି କେମିତି ଇମୋସନାଲି ସିଏ ବାଲାନ୍ସ ମେଣ୍ଟେନ କରୁଛି ନିଜ ଭିତରେ। ହୁଁ ତ ଗୋଟେ ଇମୋସନାଲି ବଣ୍ଡିଙ୍ଗ ତିଆରି କରିପାରୁଛି ତ ଏଇଟାକୁ ବୁଝିବାକୁ ପଡିବ। ସୋସିଆଲ ଡେଭଲପମେଣ୍ଟ ସମାଜରେ କିପରି ସେ ମିଳାମିଶା କରୁଛି କିପରି ନିଜକୁ ସମାଜରେ ଖାପ ଖୁଇ ଚଳିପାରୁଛି ତାକୁ ବୁଝଉଛି। ତାର ମୋରାଲ ଡେଭଲପମେଣ୍ଟ ନୈତିକତାର ବିକାଶ କୋଉଟା ଭୁଲ କୋଉଟା ଠିକ ରୁଲସକୁ କେମିତି ଆମେ ମାନିବା କୋଉଟା ଠିକ ଜିନିଷ ଜଷ୍ଟିସ କୋଉଟା ସେଟାକୁ ଆମେ ବୁଝିପାରିବା ଏଟା କୁହାହଉଛି କଣ ନା ମୋରାଲ ଡେଭଲପମେଣ୍ଟ କୁହାହଉଛି ପିଲାମାନଙ୍କ ଭିତରେ ଏଟା ଦରକାର ତ ଇଏ ସବୁ ଡେଭଲପମେଣ୍ଟର ଆସ୍ପେକ୍ଟକୁ ଆମେ ବୁଝଉଛନ୍ତି। ତ ଡେଭଲପମେଣ୍ଟ ଇଜ ଏ ସେଟ୍ ବାଇ ବୋଥ୍ ଜେନେଟିକାଲି ବି ରହୁଛି ଆଉ ଏନଭାରନମେଣ୍ଟରେ ଲୋକଙ୍କ ସହିତ ମିଶିଲା ପରେ ଆମେ କିଛି ଶିଖିଥାନ୍ତି ସେଟା ବି ଡେଭଲପମେଣ୍ଟର ଗୋଟେ ପ୍ରୋସେସ। ହଁ ତ ଡେଭଲପମେଣ୍ଟ ସେ ତା ଦ୍ୱାରା ବି ହୋଇଥାଏ ତ ଅନଲାଇକ୍ ଗ୍ରୋଥ it is not only tied to an increased size but instant cognitive and social development can occur without the noticeable increase in physical size। ଖାଲି ଫିଜିକାଲ ସାଇଜକୁ ଦେଖିଲେ ହବନି ଫିଜିକାଲ ସାଇଜ ସହିତ ତାର ସୋସିଆଲ କଗ୍ନିଟିଭ ଜିନିଷଟାକୁ ବି ବୁଝଉଛି ହେଲା। ତାପରେ ହ୍ୱାଇଲ୍ ଗ୍ରୋଥ୍ ଇଜ୍ ଟାଇପିକାଲି ସିନ୍ ଇନ୍ ଦ ଆର୍ଲି ଲାଇଫ୍ ଗ୍ରୋଥଟା ଆମେ ଆର୍ଲି ଲାଇଫରେ ଦେଖିଥାନ୍ତି କିନ୍ତୁ ଡେଭଲପମେଣ୍ଟଟା କଣ୍ଟିନ୍ୟୁଅସ୍ ଥ୍ରୁ ଆଉଟ୍ ଦ ପ୍ରସନ୍ନ ଲାଇଫ୍ ସାରା ଚାଲିଥାଏ। ତ ଆର୍ଲି ଲାଇଫରେ ପିଲାଟି ଜନ୍ମ ହେଲା ପୁଣି କିଛି ଦିନ ଗଲା ପରେ ଦେଖିବ ପିଲାଟା ହଠାତ୍ ଟିକେ ଟିକେ ବଢି ଯାଇଥିବ ବା ଟିକେ ବଡ ପିଲା ଭଳିଆ ଦେଖାଯାଉଥିବ। ତାପରେ ଯେତେବେଳେ ଧୀରେ ଧୀରେ ସେ ବୟସ ବଢି ଚାଲିବ ପିଲାଟିର ତାପରେ ତାର ଡେଭଲପମେଣ୍ଟର କଣ୍ଟିନ୍ୟୁଅସ୍ ପ୍ରୋସେସ ଦେଖାଯିବ। ଯେ ସେ ପିଲାଟି ପେଟଉଥିଲା ତାପରେ ହାମଡେଇଲା ତାପରେ କୌଣସି ଜିନିଷକୁ ଧରିକି ଛିଡା ହବା ଶିଖିଲା ତାପରେ ଚାଲିବା ଶିଖିଲା ତାପରେ ଦୌଡିବା ଶିଖିଲା ତାପରେ ଜବ୍ କରିବା ଶିଖିଲା। ଦ୍ୟାଟ୍ ଇଜ୍ ଦ ପ୍ରୋସେସ୍ ଯୋଉଟା କି ଥ୍ରୁ ଆଉଟ୍ ଦ ଲାଇଫରେ ଚାଲେ। ଏଟାକୁ କୁହାଯାଉଛି ଆମେ ଡେଭଲପମେଣ୍ଟ। ଇଭେନ୍ ଇନଟୁ ଦ ଲେଟ୍ ଆଡଲ୍ଟହୁଡ ୱେର୍ ଦ ଚେଞ୍ଜ ଇନ୍ କଗ୍ନିଟିଭ୍ ଫଙ୍କସନ୍ ବି ଚେଞ୍ଜ ହୁଏ। ଆଡଲ୍ଟହୁଡ ହେଇଗଲା ପରେ ଧୀରେ ଧୀରେ ଆମର ମେଣ୍ଟାଲ ବା ପ୍ରୋସେସଟା ସ୍ଲୋ ଡାଉନ୍ ହୁଏ। ଇମୋସନାଲ ରେଗୁଲେସନ ହୁଏ। ସୋସିଆଲ ରୁଲକୁ ଆମେ ବେଶୀ ମାନନ୍ତି। ତ ସେଇ କ୍ଷେତ୍ରରେ ଅନଲାଇକ୍ ଦ ଗ୍ରୋଥ୍ ହୁଇଚ୍ ଇଜ୍ ଟେଣ୍ଡ ଟୁ ଦ ସ୍ଲୋ ଡାଉନ୍ ଯେତେବେଳେ ଗ୍ରୋଥଟା ଧୀରେ ଧୀରେ କଣ ହେଇଯାଏ ସ୍ଲୋ ଡାଉନ୍ ବି ହୁଏ। ଆଫ୍ଟର ଦ ସର୍ଟନ୍ ପଏଣ୍ଟରେ ଆମର ସ୍ଲୋ ଡାଉନ୍ ହେଇଯାଏ। ହେଲା ତ ଏଟାକୁ ବୁଝଉଛି। ତାପରେ ଆମେ ବୁଝିବା ମ୍ୟାଚୁରେସନ କାହାକୁ କୁହାଯାଉଛି। ମ୍ୟାଚୁରେସନ ରେଫର୍ସ ଟୁ ଦ ମୁଁ କହିଲି ଗ୍ରୋଥ୍ ଆଉ ଡେଭଲପମେଣ୍ଟ ପରେ ହୋଇଥାଏ। ଗୋଟେ ଅର୍ଗାନିଜିମର ଡେଭଲପମେଣ୍ଟକୁ ବୁଝଉଛି। ଥିଙ୍କିଂ କ୍ୟାପାବିଲିଟିର ବୁଝଉଛି। ତ ମ୍ୟାଚୁରେସନ ରେଫର୍ସ ଟୁ ଦ ପ୍ରୋସେସ through which the organism reaches the genetically determined and state functional potential ଯେତେବେଳେ ଗୋଟେ ଆମେ କୌଣସି ଡେଭଲପମେଣ୍ଟ ହେଇଯାଇଛି ଅର୍ଗାନିଜିମ ବା ଆମର ବଡିର ପାର୍ଟ ବା ଆମେ ଆମ ଥିଙ୍କିଂ ତ ଆମେ କଣ କରୁଛନ୍ତି ନା ଆମେ ଗୋଟେ ଫୁଲ ପୋଟେନସିଆଲ ସେ କାମଟା କରିଥାନ୍ତି। ତ ଇଟ୍ ଇଜ ଲାର୍ଜଲି ଗଭର୍ନ ବାଇ ଦ organisms genetical blueprint in the unfold of the trait are genetically programmed and maturation is often used to describe the natural progression of physical mental and emotional capability occur with age ତା ମାନେ ଏଜ ଅନୁସାରେ ପିଲାଙ୍କର କେମିତି ମେଣ୍ଟାଲ ପ୍ରୋସେସ ରହିବ। ତମେ ତ ବଡ ପିଲା ହେଇଗଲାଣି ଗୋଟେ ଆଡୋଲେସେନ୍ସ ବା ଆଡଲ୍ଟ ପୋଜିସନ ପରେ ଛୋଟ ପିଲାଙ୍କ ଭଳିଆ ତମେ ଚକୋଲେଟ ଖାଇବା ପାଇଁ କାନ୍ଦୁଛ ଡ୍ରେସ କିଣିବା ପାଇଁ କାନ୍ଦୁଛ। ତ ତା ମାନେ କଣ ତମର ମେଚୁରେସନ ହେଇନି ତମେ ମେଚୁରେସନ ମାନେ ତମେ ଆଡଲ୍ଟହୁଡରେ ତମେ ଚକୋଲେଟ ପାଇଁ କାନ୍ଦିବନି। ତ ସେମିତି ତ ମେଚୁରେସନ ଟା ବୁଝାଏ ନା ମେଚୁରେସନ ପ୍ରପର ଷ୍ଟେଜ ଆଉ ଏଜ ଅନୁସାରେ ହୋଇଥାଏ। ହେଲା ତ ସେଇ କଥା କୁହାଯାଉଛି ଏଠି। The key idea in the maturation is that the follow distinct timetable that largely independent factor in nurturing and training. Training ଆଉ nurturing ଦ୍ୱାରା କଣ ହବ ନା ଆମର maturation ଟା ଆହୁରି ପ୍ରଭାବିତ ହୋଇପାରିବ। For example, child ability to walk, talk and develop the basic motor skill in the part of maturation ରେ ଡେଭଲପ ହେଲା କାହିଁକିନା କଥା କହିବା ହଉ ଲେଖିବା ହଉ ଚାଲିବା ହଉ ଏସବୁ ଶିଖିଲା।
This ability typically emerge according to the predictable sequence throughout the can be individual variation। ତା ମାନେ individual ଅନୁସାରେ ଏଟା ଭେରି କରେ। ତ ଏଟାକୁ maturation କୁହାଯାଉଛି। maturation influence the both growth and development। ତ influence କରୁଛି କାହାକୁ? both growth and development କରୁଛି। influence କରୁଛି। କେମିତି? ନା child matures, they may experience the growth and sports and undergo the development of change like the ability to think abstractly and reasonably logically। ତା ମାନେ ଆମେ କହୁଛନ୍ତି କଣ? ଯେତେବେଳେ ପିଲାଟିର ମେଚୁରିଟି ପଳେଇ ଯାଉଛି, ସେ କଣ କରୁଛି ନା ଲଜିକାଲି ହଉ ବା abstractly ଚିନ୍ତା କରିପାରୁଛି। In many ways, maturation set the setup for the rest of development unfold because the prepares of organism for the capability required for subsequent stage of life। ତା ମାନେ subsequent stage of life ଅନୁସାରେ ମୁଁ ଏଇ ଟିକେ ପୂର୍ବରୁ ଯୋଉଟା କହିଲି, ଡେଭଲପମେଣ୍ଟ ଅନୁସାରେ maturation ବି ଧୀରେ ଧୀରେ ଚେଞ୍ଜେସ୍ ହୋଇଥାଏ। The maturation is also often constructed with the learning, which involve the acquisition of new skills and knowledge through the experience। ଆମେ କଣ କହୁଛନ୍ତି? ନା ଏଠି ଆମେ ଏହା କହୁଛନ୍ତି ଯେ ଯେତେବେଳେ ବୟସ ବଢି ଚାଲୁଛି, ଯେତେବେଳେ ତମର ଷ୍ଟେଜ ବୟସର ବଢି ଚାଲୁଛି, ତ ସେ ଅନୁସାରେ maturation ବି ତା ଷ୍ଟେଜ ଅନୁସାରେ ତାର knowledge skill କୁ enhance କରିକା ଚାଲିଛି। ତ inter relationship between growth, development and maturation ବହୁତ ଇମ୍ପୋର୍ଟାଣ୍ଟ, ଆମକୁ ବୁଝିବାକୁ ପଡିବ। ତ ସେଥିପାଇଁ କୁହାହଉଛି ଗ୍ରୋଥ ଟାଇପିକାଲି ଫିଜିକାଲ ଆସ୍ପେକ୍ଟକୁ ବୁଝଉଛି, ଡେଭଲପମେଣ୍ଟ ଇଜ ବର୍ଡର ପ୍ରୋସେସ ବା ଏଟା କ୍ୱାଲିଟେଟିଭ ଆସ୍ପେକ୍ଟକୁ ବୁଝଉଛି, ମେଚୁରେସନ ହଉଛି କଣ ନା ମାନେ ଗୋଟେ ଅର୍ଗାନିଜିମର ଡେଭଲପମେଣ୍ଟ ବା ମେଣ୍ଟାଲର ଡେଭଲପମେଣ୍ଟ ଆଫ୍ଟର ଦ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ପରେ ଯୋଉଟା ହୋଇଥାଏ ଆବଷ୍ଟ୍ରାକ୍ଟ ଥିଙ୍କିଂ ହଉ, ଏଟାକୁ ବୁଝଉଛି। ତ ଏଠି ଅଲରେଡି ମୁଁ ଡିସକସ କରିଦେଲି ଗ୍ରୋଥ ଡେଭଲପମେଣ୍ଟ କାହାକୁ କୁହାଯାଏ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ଅଛି ଡେଭଲପମେଣ୍ଟଟା ଡାଇରେକ୍ସନାଲ ଟୁ ଟାଇପ୍ସ। ତ ଡେଭଲପମେଣ୍ଟର ଡାଇରେକ୍ସନଟା ଟୁ ଟାଇପ୍ର ହୋଇଥାଏ। ଗୋଟେ ହଉଛି ସେଫାଡୋକୋଡାଲ ଆଉ ଗୋଟେ ହଉଛି ପ୍ରକ୍ସିମୋ ଡିଜିଟାଲ। ତ ଏଇ ଦିଟା କନସେପ୍ଟ ବୁଝନ୍ତୁ, ବହୁତ ଇମ୍ପୋର୍ଟାଣ୍ଟ କନସେପ୍ଟ। ତ ଯେତେବେଳେ ପିଲାର ଜନ୍ମ ହେଲା ପରେ ପିଲାର ବିକାଶ ହେଡ୍ ଟୁ ଟୟ ହେଇଥାଏ। ଫାଷ୍ଟ ମୁଣ୍ଡର ବିକାଶ ହବ, ଦେଖିପାରିବେ ଫାଷ୍ଟ ମୁଣ୍ଡଟା ବଡ ଥାଏ, ହେଲା। ତାପରେ ଧୀରେ 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 ମୁଣ୍ଡଟା ଛୋଟ ହବ, ବଡିଟା ବଢି ବଢି ଚାଲିବ। ଦେଖନ୍ତୁ ଏଠି ମୁଣ୍ଡ ଛୋଟ ହେଇଯାଇଛି ଆଡଲ୍ଟରେ, ଯେତେବେଳେ 25 ବର୍ଷ ହେଇଯାଇଛି ଏଠି ବଡିଟା କଣ ହେଇଯାଇଛି ନା ବଡ ହେଇଯାଇଛି। ତ ଆମେ କହୁଛନ୍ତି କଣ ନା ସେଫାଡୋକୋଡାଲରେ ହେଡ୍ ଟୁ ଟୟ ଆଡିକି ମୁଭ୍ କରିବ। ସେଫାଡୋକୋଡାଲ ମନେ ରଖିଥିବ, ସେଫାଡୋକୋଡାଲ ମିନ୍ସ ହେଡ୍ ଟୁ ଟୟ। as such ସେଫାଡୋକୋଡାଲ principle refers to the general pattern of development seen in the earliest year of ପୋଷ୍ଟ ନାଟାଲ ପିରିୟଡରେ ଯେତେବେଳେ ସେ ଥାଏ ସେତେବେଳେ ମୁଣ୍ଡଟା ବଡ ଥାଏ। ତାପରେ ଯେତେବେଳେ ସେ ଆଡଲ୍ଟକୁ ଯିବ ବା ଟଡଲରହୁଡକୁ ଯିବ, ସେତେବେଳକୁ ତାର କଣ ସ୍ପେସିଆଲି ରେଞ୍ଜିଂ ଫ୍ରମ୍ ଦ ଇନଫାନ୍ସି ଟୁ ଟଡଲରହୁଡ ପର୍ଯ୍ୟନ୍ତ ଯାଏ। ସେତେବେଳେ ତାର ବଡିଟା ମୁଣ୍ଡଟା ଅପେକ୍ଷା ବଡିଟା ବଡ ହେଇଥାଏ। ତା ମାନେ ଡେଭଲପମେଣ୍ଟ ପ୍ରୋସେସ ଯେତେବେଳେ ହେଡ୍ ଟୁ ଟୟ ଆଡିକି ଯିବ, ସେଟାକୁ ଆମେ ସେଫାଡୋକୋଡାଲ ବୋଲି କହୁଛନ୍ତି। ଏଠି ଛୋଟ ପିଲାଟେ ଦେଖିବ ଡେଭଲପମେଣ୍ଟଟା ମୁଣ୍ଡ ଆଡି ପାଦ ପର୍ଯ୍ୟନ୍ତ ଯାଇଛି। ତାପରେ ପ୍ରକ୍ସିମୋ ଡିଜିଟାଲ ମାନେ କଣ? ସେଣ୍ଟର ଟୁ ପେରିଫେରି। ସେଣ୍ଟର ଟୁ ପେରିଫେରି ମାନେ କଣ? ଫାଷ୍ଟ ହଉଛି ପ୍ରକ୍ସିମୋ ଡିଜିଟାଲ ପ୍ରିନ୍ସିପଲ ଷ୍ଟେଟ୍ ଦ ଡେଭଲପମେଣ୍ଟ ପ୍ରୋସିଡିଂ ଫ୍ରମ୍ ସେଣ୍ଟର ଅଫ ବଡି। ଏ ଯୋଉ ବଡିର ସେଣ୍ଟର ଅଛି, ସେଣ୍ଟର ବଡିକୁ ମୁଭ୍ କରିବ, ହେଲା। ତ ବଡି ଆଉଟୱାର୍ଡ ବାହାର ପଟକୁ ମୁଭ୍ କରିବ। କିପରି? ମୁଁ ଆପଣଙ୍କୁ ବୁଝେଇ ଦଉଛି। ୱିଥ ଦିସ୍ ପ୍ରିନ୍ସିପଲ ଦ ଟ୍ରଙ୍କ ଅଫ ବଡି ଗ୍ରୋ ବିଫୋର ଦ ଏକ୍ସଟ୍ରିମିଟ୍ସ ଅଫ ଆର୍ମ ଲେଗ୍ସ and development and ability to various part of body and also the proximal distal zone। ତାପରେ ଫାଷ୍ଟ ସେ କଣ କରେ ନା ସେଣ୍ଟର ଟୁ ପେରିଫେରି ମାନେ କଣ ବୁଝିଲ ନା ଫାଷ୍ଟ ଏଠି ଛୋଟ ପିଲା ଦେଖିପାରିବ ହାତ ଗୋଡକୁ ମୁଭ୍ କରେଲା, ହେଲା। ଫାଷ୍ଟ ହଉଛି ସେଣ୍ଟର ଆଡିକି ହାତ ଗୋଡ ମୁଭ୍ କରେଲା, ହାତକୁ ଛାଟିବା ଗୋଡକୁ ଛାଟିବା ଏମିତି କଲା। ତାପରେ ପୁଣି ପେଟେଇବା ଶିଖିଲା, ପୁଣି ହାମଡେଇବା ଶିଖିଲା, ବସିବା ଶିଖିଲା, ତାପରେ ଛିଡା ହବା ଶିଖିଲା, ତାପରେ ଚାଲିବା ଶିଖିବ। ତାମାନେ ସେଣ୍ଟରରୁ ପେରିଫେରି ଆଡିକି ମୁଭ୍ କରୁଛି ସେ। ତ ଧୀରେ 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 ତାର ବିକାଶ ସେଣ୍ଟରରୁ ପେରିଫେରି ଆଡିକି ମୁଭ୍ କରୁଛି। ଏଟାକୁ ଆମେ କହୁଛନ୍ତି ପ୍ରକ୍ସିମୋ ଡିଜିଟାଲ। ତ ମନେ ରଖିଥିବ ସେଫାଡୋକୋଡାଲ ମାନେ ହେଡ୍ ଟୁ ଟୟ ଆଉ ପ୍ରକ୍ସିମୋ ଡିଜିଟାଲ ମାନେ ହଉଛି ସେଣ୍ଟର ଟୁ ପେରିଫେରି। ଏଟାକୁ ମନେ ରଖିଥିବ ପିଲାମାନେ। ଏଇଠୁ କ୍ୱେଶ୍ଚନ ଆପଣଙ୍କର ବିଭିନ୍ନ ଯୋଉ କମ୍ପିଟିଟିଭ ଏକ୍ସାମରେ ବି ଆସିଥାଏ, ହେଲା, ଯୋଉଟା କି ପେଡାଗୋଜି ଯୋଉଠି ଥାଏ। ତ ଆମେ ଏଇଟା କନକ୍ଲୁଜନ ଅଛି, କନକ୍ଲୁଜନକୁ ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। ମୁଁ ଅଲରେଡି କନସେପ୍ଟ ବନେଇ ସାରିଛି, ଆପଣମାନେ ପଜ୍ କରିକି କନକ୍ଲୁଜନ ପଢିପାରିବେ, କନକ୍ଲୁଜନ ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। 2 ନମ୍ବର କ୍ୱେଶ୍ଚନକୁ ଆସିବା। ଏକ୍ସପ୍ଲେନ ଦ ପ୍ରିନ୍ସିପଲ ଅଫ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ଗ୍ରୋଥ ଆଉ ଡେଭଲପମେଣ୍ଟର ପ୍ରିନ୍ସିପଲ ବିଷୟରେ ଆମେ ଜାଣିବା। The principle of growth and development are foundational concept in understanding the human biology, psychology and education process ରେ ଆମେ growth development ର ଆମେ functional concept ବିଷୟରେ ଜାଣୁଛନ୍ତି। While the term growth and development are often used to interchangeably, they are refers to the distinct but closely related to process। ତା ମାନେ different ଜିନିଷକୁ ବୁଝଉଛି, କାହିଁକିନା growth ଟା ଗୋଟେ another aspect, development ଟା ଗୋଟେ another aspect, କିନ୍ତୁ ନିଜର close
ପ୍ରୋସେସ୍ ଦ୍ୱାରା ସେ କଣ କରୁଛି ନା ଗୋଟେ ହ୍ୟୁମାନ ବଡିର ହୋଲ୍ ଲାଇଫ ସ୍ପାନକୁ ରିପ୍ରେଜେଣ୍ଟ କରିପାରୁଛି। ତ ଗ୍ରୋଥ ପ୍ରାଇମେରିଲି କନସର୍ନ ୱିଥ୍ ଦ କ୍ୱାଣ୍ଟିଟେଟିଭକୁ ବୁଝାଏ, ଫିଜିକାଲ ଚେଞ୍ଜେସକୁ ବୁଝାଏ, ହ୍ୱାଇଲ୍ ଡେଭଲପମେଣ୍ଟ ଇଜ୍ ଏନକମ୍ପାସ ଦ କ୍ୱାଲିଟିଭ ଚେଞ୍ଜେସକୁ ଆଉ ବର୍ଡର ସେନ୍ସକୁ ବୁଝେଇଥାଏ। ଏଟାକୁ ଆମେ ଜାଣିଛନ୍ତି ଭଲ ଭାବରେ। ତ ଇନକ୍ଲୁଡିଂ କଗ୍ନିଟିଭ, ଇମୋସନାଲ ଆଣ୍ଡ ସୋସିଆଲ ଡାଇମେନସନକୁ ବୁଝଉଛି। ତ ଅଣ୍ଡରଷ୍ଟାଣ୍ଡିଂ ଦ ପ୍ରିନ୍ସିପଲ ଆମେ ପ୍ରିନ୍ସିପଲ ଗୁଡିକ ଜାଣିବା କିପରି। ତ ଫାଷ୍ଟ ପ୍ରିନ୍ସିପଲ ଅଫ ଗ୍ରୋଥର ଆମେ ବିଷୟ ଜାଣିବା। ସେ କଣ କହୁଛି ନା ପ୍ରିନ୍ସିପଲ ଅଫ ଗ୍ରୋଥ କଣ୍ଟିନ୍ୟୁଟି, କଣ କଣ୍ଟିନ୍ୟୁଟି ସେ ବିଷୟରେ ବୁଝିବା। କାହିଁକିନା ଲାଇଫ ସ୍ପାନ ଉପରେ କଣ୍ଟିନ୍ୟୁଟି ଗ୍ରୋଥ ଠାରୁ ଡେଭଲପମେଣ୍ଟରେ ଚାଲିଥାଏ, କିନ୍ତୁ ଗ୍ରୋଥ ସର୍ଟନ ପିରିୟଡ ଉପରେ ଏଟା ସରିଯାଇଥାଏ। କିନ୍ତୁ ଏଠି କଣ କଣ୍ଟିନ୍ୟୁଟି କହୁଛି ଆମେ ଦେଖିବା। ଦ ଗ୍ରୋଥ ଇଜ କଣ୍ଟିନ୍ୟୁଅସ୍ ଇନ୍ ଦ ଲାଇଫ ଲଙ୍ଗ ପ୍ରୋସେସ ବଟ୍ through the rate of which the occurs may be change different stages life ରେ। ତ ଗ୍ରୋଥ ଧୀରେ ଧୀରେ ହୋଇଥାଏ, ଯେମିତି କି ଆପଣ ଛୋଟବେଳେ ଯେମିତି ଥିଲେ ଯେତେ ହାଇଟର ଥିଲେ, ଆପଣ ବୁଢା ହେଲା ପରେ କଣ ସେତିକି ହାଇଟ ଥିବେ? ଆପଣ ହାଇଟ ବଢିଥିବ ନା। ତାମାନେ ମାନେ ଆପଣଙ୍କ ଯେତେବେଳେ ହାଇଟ ବଢୁଛି, ୱେଟ ବଢୁଛି ବା କମୁଛି, ତ କଣ୍ଟିନ୍ୟୁଅସଲି ସେଟା ଚାଲିଥାଏ। ବଢିବା ବା କମିବା ଧୀରେ ଧୀରେ ଚାଲିଥାଏ, ସେଟାକୁ ଆମ ଗ୍ରୋଥକୁ ବୁଝଉଛି। ଦିସ୍ ପ୍ରିନ୍ସିପଲ ଏମ୍ଫାସିସ୍ ଦ୍ୟାଟ୍ ଦ ଗ୍ରୋଥ ଡଜ ନଟ୍ ହ୍ୟାପେନ୍ ଇନ୍ ଦ ଆଇସୋଲେଟେଡ୍ ଆଣ୍ଡ ସଡେନ ଜମ୍ପ। ସଡେନ ଜମ୍ପରେ ଗ୍ରୋଥ ହେଇଯିବନି। ତମେ ଆଜି ଅଛ 50 କିଲୋ, କାଲି କୁଇଣ୍ଟାଲ ହେଇଯିବ, ସେମିତି ତ ହେଇପାରିବନି ନା। ଧୀରେ ଧୀରେ ହୁଏ। ଇନଷ୍ଟିଡ୍ ଇଟ୍ ହ୍ୟାପେନ୍ ଦ ଗ୍ରାଜୁଆଲି, ଧୀରେ ଧୀରେ ହବ। ଓଭର ଟାଇମ୍ ଅଫେନ୍ ପ୍ରେଡିକ୍ଟେବୁଲ ପ୍ୟାଟର୍ନ, ତାମାନେ ପ୍ରେଡିକ୍ଟେବୁଲ ପ୍ୟାଟର୍ନରେ ଏ ସବୁବେଳେ କଣ ହେଇଥାଏ ନା ଗ୍ରୋଥଟା ସବୁବେଳେ କଣ ପ୍ରେଡିକ୍ଟେବୁଲ ପ୍ୟାଟର୍ନରେ ଯାଇଥାଏ। ଏଟାକୁ ମନେ ରଖିଥିବ ସବୁବେଳେ। ତ ପ୍ରେଡିକ୍ଟେବୁଲ ପ୍ୟାଟର୍ନରେ ଆମେ କଣ ବୁଝୁଛନ୍ତି? ପ୍ରେଡିକ୍ଟେବୁଲ ପ୍ୟାଟର୍ନ ମାନେ ହଉଛି ଆମେ ପ୍ରେଡିକ୍ଟ କରିପାରିବା ଯେ ଫ୍ୟୁଚରରେ ତାର କେତେ ହାଇଟ୍ ହବ, କେତେ ୱେଟ୍ ହବ। ହଁ, ଏଟାକୁ ବୁଝଉଛନ୍ତି। ଏକ୍ସାମ୍ପଲ ବୁଝିବା ଟିକେ। A child height and weight increase gradually with the period of rapid growth duration infancy and adolescence, it is slow down during the early adulthood। ଯେତେବେଳେ ପିଲାଟି ଇନଫାନ୍ସି ବା ଆଡଲ୍ଟହୁଡରେ ବହୁତ ଜୋର ବଢୁଛି ବା କୈଶୋର ଅବସ୍ଥାରେ ବା ଶୈଶବ ଅବସ୍ଥାରେ ସେ ପିଲାଟି ବହୁତ ଗ୍ରୋଥ ହଉଛି, ତ କିନ୍ତୁ ସେ ସ୍ଲୋ ଡାଉନ ହେଇଯାଏ ଆଡଲ୍ଟହୁଡ ସମୟରେ, ଏଟା ସ୍ଲୋ ଡାଉନ ହେଇଥାଏ। ଏଟା ବୁଝିଲେ। ତାପରେ ନେକ୍ସଟ ଗ୍ରୋଥର ପ୍ରିନ୍ସିପଲ ବୁଝିବା। ପ୍ରିନ୍ସିପଲ ଅଫ କ୍ୱାଣ୍ଟିଟେଟିଭ ଚେଞ୍ଜ, ଆମେ ସବୁବେଳେ କହୁଛନ୍ତି ଗ୍ରୋଥଟା କ୍ୱାଣ୍ଟିଟେଟିଭ ଚେଞ୍ଜକୁ ବୁଝଉଛି। କ୍ୱାଣ୍ଟିଟେଟିଭ ଚେଞ୍ଜ ମାନେ କଣ? ନା ପିଲାର ହାଇଟ୍, ୱେଟ୍, ହଁ, ତ ଏକୁ ବୁଝଉଛନ୍ତି। ପିଲାର କେତେ ହାଇଟ୍ ଅଛି, କେତେ ୱେଟ୍, ସେଥିପାଇଁ ଏଟା କ୍ୱାଣ୍ଟିଟେଟିଭ ନେଚର ହଉଛି। ଏକ୍ସାମ୍ପଲ ଇନକ୍ରିଜ ଇନ ଦ ମସଲ୍ସ ମାସ୍, ଆଡୋଲେସେନ୍ସ ଇନକ୍ରିଜ ଇନ ଦ ସାଇଜ ଅଫ ବ୍ରେନ୍ ଡ୍ୟୁରିଂ ଦ ଆର୍ଲି ଚାଇଲ୍ଡହୁଡ। ଏଟାକୁ ଆମେ ଗୋଟେ ସାଇଜକୁ ବୁଝଉଛନ୍ତି ବା ଇନକ୍ରିଜ ଇନ ୱେଟକୁ ବୁଝଉଛନ୍ତି, ହେଲା। ତାପରେ ଆସିଲେ କଣ ପ୍ରିନ୍ସିପଲ ଅଫ ଡାଇରେକ୍ସନାଲ। ଡାଇରେକ୍ସନାଲ କଣ? ନା ଯେତେବେଳେ ଆମେ କହୁଛନ୍ତି କଣ ନା ଗ୍ରୋଥ ଜେନେରାଲି ଫଲୋ ଦ ପ୍ରେଡିକ୍ଟେବୁଲ ପ୍ୟାଟର୍ନ, ଗୋଟେ ପ୍ରେଡିକ୍ଟେବୁଲ ପ୍ୟାଟର୍ନ ଅନୁସାରେ ଯାଉଛି। ହୁଁ। ତା ମାନେ ଆମେ କଣ କହୁଛନ୍ତି, ସେଫାଲୋପୋଡାଲ ଆମେ ପଢିଥିଲେ ଟିକେ ପୂର୍ବରୁ। ପ୍ରିନ୍ସିପଲ ଅଫ ସେଫାଲୋପୋଡାଲ ଆମେ ଡେଭଲପମେଣ୍ଟ ବା ଗ୍ରୋଥର ପଢିଥିଲେ। ଫାଷ୍ଟ ହଉଛି କଣ ନା ଆମର ହେଡର ଡେଭଲପମେଣ୍ଟ ହବ, ତାପରେ ସେ ଡେଭଲପମେଣ୍ଟଟା ଯାଇ ଲିମ୍ସ ବା ଟୟ ପର୍ଯ୍ୟନ୍ତ ପହଞ୍ଚୁଛି। ତା ପ୍ରକ୍ସିମାଲ ଡିଷ୍ଟ ମାନେ କଣ ସେଣ୍ଟର ଟୁ ପେରିଫେରି ଆଡିକି ଯାଉଛି। ଫାଷ୍ଟ ହାତର ମୁଭ କଲା, ତାପରେ ବଡିକୁ ମୁଭ କଲା। ତ ସେଣ୍ଟର ଟୁ ପେରିଫେରି ଆଡିକି ଗଲା। ହଁ, ଏଇଟାକୁ ବୁଝଉଛି। ହଉଛି କଣ ପ୍ରିନ୍ସିପଲ ଅଫ ଡାଇରେକ୍ସନ, କୋଉ ଡାଇରେକ୍ସନକୁ ମୁଭ କରୁଛି। ଏକ୍ସାମ୍ପଲ ଇନ୍ ଇନଫାଣ୍ଟ ହେଡ and upper body control typically develop and they learn to control their hands and feet କୁ କଣ୍ଟ୍ରୋଲ କରିବାକୁ ଚାହୁଁଛି। ତା ପିଠି ପେଟକୁ କଣ୍ଟ୍ରୋଲ କଲା ପରେ ତା ହ୍ୟାଣ୍ଡ କୁ ଆଉ ଫିଟ୍ କୁ କିପରି କଣ୍ଟ୍ରୋଲ କରିପାରୁଛି। ତ ସେଟାକୁ ବୁଝଉଛି। ତ ଏଇ ଫାଷ୍ଟ କଣ କରୁଛି, ତାମାନେ ପେଟ ହଉଛି ହାମୁଡଉଛି, ଛାଟି ପିଟି ହଉଛି, ତାପରେ ହାତକୁ କଣ୍ଟ୍ରୋଲ କରୁଛି, ତାପରେ ଛିଡା ବସିବା ଶିଖୁଛି, ତାପରେ ଛିଡା ହବା ଶିଖୁଛି। ତ ଏଇ ହଉଛି ପ୍ରୋସେସ, ଡାଇରେକ୍ସନକୁ ମୁଭ୍ କରୁଛି। ତାପରେ ଆମେ ଜାଣିବା କଣ ନା ଆମେ ତ ଆମେ ଏଠି ବୁଝିଲେ କଣ ନା ଏଟା ହଉଛି ପ୍ରିନ୍ସିପଲ ଗ୍ରୋଥ ଅଫ ଡାଇରେକ୍ସନକୁ ଆମେ ବୁଝିଲେ। ତ ଆମେ ଏଠି ଜାଣିଥିଲେ କଣ, ଏଠି ଦେଖିବା ପ୍ରକ୍ସିମାଲ ଯୋଉ ଡାଇରେକ୍ସନାଲ ଫାଷ୍ଟ ହଉଛି କଣ ସେଣ୍ଟର, ମାନେ ଏଇଟାକୁ ଆମେ ସେଣ୍ଟର ବୋଲି ଧରୁଛନ୍ତି। ସେଣ୍ଟର ବୋଲି ଧରିକି ଆମେ କଣ କରୁଛନ୍ତି ନା ହାତ ଆଡିକି ତାର ମୁଭ ହଉଛି, ଗୋଡ ଆଡିକି ତାର ମୁଭ ହଉଛି। ଯେମିତି ଦେଖ ହାତ ଗୋଡ ଛାଟିବା ଫାଷ୍ଟ ହେଲା, ହେଲା, ତାପରେ ପେଟେଇଲା, ତାପରେ ପୁଣି ସେଇ ହାତ ମାନେ ସେଣ୍ଟରରୁ ପେରିଫେରି ଆଡିକି ଯାଉଛି। ସେଣ୍ଟରଟା ଆମେ ବଡି କହୁଛନ୍ତି, ପେରିଫେରି ହାତ ଗୋଡ ଆଡିକି ଯାଉଛି। ପୁଣି ସେ ବସିବା ଶିଖିଲା, ତାପରେ ଛିଡା ହବା ଶିଖିଲା। ଏଇଟାକୁ ଆମେ ବୁଝଉଛନ୍ତି ପ୍ରକ୍ସିମା ଡିଷ୍ଟାଲ ବା ସେଣ୍ଟର ଟୁ ପେରିଫେରି ଡାଇରେକ୍ସନାଲ ଯୋଉ ଡେଭଲପମେଣ୍ଟ ବା ଗ୍ରୋଥର ପ୍ରୋସେସଟା, ହେଲା। ତାପରେ ନେକ୍ସଟ ଆମେ ବୁଝିବା କଣ ନା ପ୍ରିନ୍ସିପଲ ଅଫ ଇଣ୍ଡିଭିଜୁଆଲ ଭେରିଏସନ। ତାପରେ ଇଣ୍ଡିଭିଜୁଆଲ ଭେରିଏସନ କଣ? ହଁ, ତ କ୍ଲାସରେ ସବୁ ପିଲାଙ୍କର ଗ୍ରୋଥ କଣ ସମାନ ଥାଏ କି? ସମସ୍ତେ କଣ ସମାନ ନାହିଁ। କିଏ ଖାଦ୍ୟ ନ୍ୟୁଟ୍ରିସନ ଉପରେ ଡେଭଲପମେଣ୍ଟ କରୁଛି, କିଏ କେମିତି ଖାଦ୍ୟ ଖାଉଛି ସେ ଅନୁସାରେ ତା ଗ୍ରୋଥ ଅଛି। କାହାର ହେଲ୍ଥ କଣ୍ଡିସନ କେମିତି ଅଛି, କାହାର ଏନଭାରନମେଣ୍ଟ କେମିତି ଅଛି, ତ ସେଇ ଅନୁସାରେ ତାଙ୍କର ଇଣ୍ଡିଭିଜୁଆଲ ଭେରିଏସନ ହୋଇଥାଏ। ଇଣ୍ଡିଭିଜୁଆଲ ଅନୁସାରେ ଗ୍ରୋଥଟା ଡିଫରେଣ୍ଟ ଥାଏ। ତ ସମ୍ ଅଫ ଦ ଚିଲଡ୍ରେନ ମେ ରିଚ୍ ପୁବର୍ଟି ଆର୍ଲିଅର ଷ୍ଟେଜରେ ସେମାନେ ଯୌବନ ପ୍ରାପ୍ତି କରିଥାନ୍ତି। କିଛି ଜଣ ପଛରେ ଯୌବନ ପ୍ରାପ୍ତି କରିଥାନ୍ତି। ତ କିଛି ଜଣ ହାଇଟ୍ କମ ଥାଏ, କିଛି ଜଣଙ୍କର ଅଧିକ ଥାଏ। ତ ଏଟାକୁ ସେ ଭେରିଏସନ ହବ। ଏଟା ହଉଛି କଣ ପ୍ରିନ୍ସିପଲ୍ସ ଅଫ ଗ୍ରୋଥର ଗୋଟେ ପଏଣ୍ଟ।
ତାପରେ ଆସିଲା କ'ଣ ପ୍ରିନ୍ସିପଲ୍ ଅଫ୍ ଏନଭାୟରମେଣ୍ଟାଲ ଇନଫ୍ଲୁଏନ୍ସ ତା ମାନେ ଜେନେଟିକ୍ ଫ୍ୟାକ୍ଟର ତ ରହୁଛି, ଏନଭାୟରମେଣ୍ଟ ବି ଫ୍ୟାକ୍ଟର ରହୁଛି ଗ୍ରୋଥର ଡେଭଲପମେଣ୍ଟ ପାଇଁ। ଏନଭାୟରମେଣ୍ଟ ଦ୍ୱାରା ତାର ଯୋଉ ଡିଜିଜ୍ ଯଦି ନ ହେଲା ତାମାନେ ଗ୍ରୋଥ ଠିକ୍ ଚାଲିବ। ଯଦି ଡିଜିଜ୍ ହେଲା ତାହେଲେ ଗ୍ରୋଥ ଠିକ୍ ଚାଲିବନି। ପଲ୍ୟୁସନ୍ ବା ଡ୍ରଗ୍ସ ଯୋଉ ଆମର ମେଡିସିନ୍ସ ରହିଛି ସେଟା ବି ଇମ୍ପାକ୍ଟ ପକଉଛି ହେଲା। ଏକ୍ସାମ୍ପଲ୍ କ'ଣ? Children who receive adequate nutrition and healthcare tend to grow the healthier rate, and where the malnutrition and chronic illness can stunt growth। ତା ମାନେ ଯେତେବେଳେ କ୍ରୋନିକ୍ ଇଲନେସ୍ ହବ, ଗୋଟେ ରୋଗ ହବ ବା ମାଲନ୍ୟୁଟ୍ରିସନ୍ ହବ, ଖାଦ୍ୟର ଅଭାବ ହବ, ସେତେବେଳେ ତାକୁ ରୋଗ ହବ। ତ ସେ ଅନୁସାରେ ଏନଭାୟରମେଣ୍ଟ ବି ଇନଫ୍ଲୁଏନ୍ସ କରୁଛି ଗ୍ରୋଥକୁ। ତାପରେ ଆସିଲା କ'ଣ ନା ପ୍ରିନ୍ସିପଲ୍ ଅଫ୍ ଷ୍ଟେବିଲିଟି ଆଣ୍ଡ ଚେଞ୍ଜେସ୍। ଗ୍ରୋଥର ଷ୍ଟେବିଲିଟି ବେଳେବେଳେ ରୁହେ, ବେଳେବେଳେ ଚେଞ୍ଜେସ୍ ହେଇଯାଏ। ତ ଆଡୋଲେସେନ୍ସରେ ଗୋଟେ ପ୍ରକାର ଚେଞ୍ଜେସ୍ ଥାଏ। ଠିକ୍ ତମର ପିଲାଟା ବଢୁନଥିବ କେତେବେଳେ ନା ଦେଖିବ ଲେଟର ଚାଇଲ୍ଡହୁଡରେ ପିଲାଟି ଷ୍ଟେବୁଲ ହେଇଥିବ, କିନ୍ତୁ ଇନଫାନ୍ସିରେ ଆଉ ଆଡୋଲେସେନ୍ସରେ ପିଲାଟି ହଠାତ୍ ବଢି ଚାଲିଥିବ, ପୁଣି ଆଡଲ୍ଟହୁଡକୁ ସିଏ ସ୍ଥିର ହେଇଯିବ, ତା ଗ୍ରୋଥଟା ଷ୍ଟେବୁଲ ହେଇଯିବ। ତ ଷ୍ଟେବୁଲ ଚେଞ୍ଜ ପ୍ରୋସେସ ତ ଗ୍ରୋଥରେ ଚାଲିଛି ହିଁ। ଏକ୍ସାମ୍ପଲ୍ କ'ଣ? ଆଫ୍ଟର ଦ ଆଡୋଲେସେନ୍ସ ଗ୍ରୋଥ ସ୍ପାଉଟ୍ ଆଣ୍ଡ ହାଇଟ୍ ଗ୍ରୋଥ typically cease, and both the height may be fluctuate, ଟିକେ ଟିକେ fluctuate ହୁଏ with the lifestyle and factor of adulthood। ତ adulthoodର ଲାଇଫଷ୍ଟାଇଲ ଅନୁସାରେ ଏଟା ଟିକେ fluctuate ହବ, ଆଉ ବାକି ସବୁ କ'ଣ ଥିବ ଷ୍ଟେବିଲିଟି ଥିବ। କିନ୍ତୁ ଇନଫାନ୍ସିରେ କ'ଣ ହୁଏ, ହଠାତ୍ ଆଜି ଦେଖିଥିବ ପୁଣି 2 ଦିନ ପରେ ଦେଖିବ ପିଲାଟି ବଢିଯାଇଛି। ତ ଏ ପ୍ରକାର ଚେଞ୍ଜେସ୍ ବି ଦେଖାଯାଇଥାଏ। ଏଇଟା କ'ଣ ବୁଝିଗଲେ? ଏ ସବୁ ଥିଲା କ'ଣ ଗ୍ରୋଥର ପ୍ରିନ୍ସିପଲ୍ସ। ତାପରେ ଆମେ ଜାଣିବା ପ୍ରିନ୍ସିପଲ୍ସ ଅଫ୍ ଡେଭଲପମେଣ୍ଟ। ଫାର୍ଷ୍ଟ ଆମେ କ'ଣ ଜାଣିବା? ପ୍ରିନ୍ସିପଲ୍ ଅଫ୍ କଣ୍ଟିନ୍ୟୁଟି କ'ଣ ନା ଆମେ ଜାଣିଛୁ ଡେଭଲପମେଣ୍ଟ କଣ୍ଟିନ୍ୟୁଅସ୍ ପ୍ରୋସେସ୍ ଥ୍ରୋ ଦ ଲାଇଫ ସ୍ପାନ୍। କଗ୍ନିଟିଭ ଡେଭଲପମେଣ୍ଟ ହେଇ ଚାଲିଥିବ, ଇମୋସନାଲି ସୋସିଆଲ ବିହେଭିୟର ବି ଲୋକ ବା ପିଲା ଶିଖି ଚାଲୁଥିବେ, ଆଉ ଲାଇଫ ଲଙ୍ଗ ପ୍ରୋସେସରେ ଏଟା ବଢି ଚାଲିଥିବ। ଯେମିତି ଏକ୍ସାମ୍ପଲ୍ ଆମେ ବୁଝିବା କ'ଣ ନା କଗ୍ନିଟିଭ ଏବିଲିଟି ଡେଭଲପ ଦ ଗ୍ରାଜୁଆଲି ଫ୍ରମ୍ ଇନଫାନ୍ସି ଥ୍ରୋ ଦ ଚାଇଲ୍ଡହୁଡ୍ ଆଣ୍ଡ ଇନଟୁ ଦ ଆଡଲ୍ଟହୁଡ୍। ତାମାନେ ଇନଫାନ୍ସି ଶୈଶବ ଅବସ୍ଥାରୁ ପିଲା ଛୋଟ ଅବସ୍ଥାରେ ଅଛି, ସେଠୁ ଡେଭଲପମେଣ୍ଟଟା ଚାଇଲ୍ଡହୁଡକୁ ଯାଇଥାଏ, ଚାଇଲ୍ଡହୁଡରୁ ପୁଣି ଆଡଲ୍ଟହୁଡକୁ ଯାଇଥାଏ। ୱିଥ୍ ଇଚ୍ ଷ୍ଟେଜ୍ ଫର୍ମିଂ ଦ ଫାଉଣ୍ଡେସନ୍ ଫର୍ ଦ ନେକ୍ସଟ। ତାମାନେ ଗୋଟେ ଷ୍ଟେଜ୍ ଶିଖିଲା ପରେ ଆଉ ଗୋଟେ ଷ୍ଟେଜକୁ ଫାଉଣ୍ଡେସନ୍ ଦେଇଥାଏ ହେଲା। ତ ଏଇଟାକୁ ବୁଝଉଛି ଡେଭଲପମେଣ୍ଟର କଣ୍ଟିନ୍ୟୁଅସ୍ ପ୍ରୋସେସକୁ। ତାପରେ ଆମେ ବୁଝିବା ପ୍ରିନ୍ସିପଲ୍ ଅଫ୍ ଇଣ୍ଡିଭିଜୁଆଲ ଡିଫରେନ୍ସ। ସମସ୍ତଙ୍କର ଡେଭଲପମେଣ୍ଟ ସମାନ ନଥାଏ। ହଁ, କିଏ ସ୍ପିଡ୍ କଥା କହିପାରୁଛି, କିଏ କମ୍ ସ୍ପିଡର କଥା କହିପାରୁଛି, କିଏ ଭଲ ଲେଖିପାରୁଛି, କିଏ ଭଲ ଲେଖିପାରୁନି, କିଏ ଭଲ ଡ୍ୟାନ୍ସ କରିପାରୁଛି, କିଏ ଭଲ ଡ୍ୟାନ୍ସ କରିପାରୁନି। ତ ଏଥିରେ ଜେନେଟିକ୍ ଫ୍ୟାକ୍ଟର ବି ଇନଭଲ୍ଭ ରହୁଛି, ଏନଭାୟରମେଣ୍ଟାଲ ଫ୍ୟାକ୍ଟର ବି ଇନଭଲ୍ଭ ରହୁଛି। ତ ୟା ଦ୍ୱାରା କ'ଣ ହଉଛି ନା ଇଣ୍ଡିଭିଜୁଆଲ ଡିଫରେନ୍ସ ତିଆରି ହଉଛନ୍ତି। ମାନେ ଗୋଟେ କ୍ଲାସ ରୁମରେ ସବୁ ସମାନ ପ୍ରକାର ପିଲା ବସି ନଥିବେ। କାହାର ନଲେଜ କଗ୍ନିଟିଭ ଭାଷ୍ଟ ଥିବ, କାହାର ମୋରାଲ ବଢିଆ ଥିବ, କାହାର ଇମୋସନାଲି କଣ୍ଟ୍ରୋଲ ଭଲ ଥିବ। ତ ଏଇ ପ୍ରକାର ସବୁ ଫ୍ୟାକ୍ଟର ଗୁଡାକ ବା ଇଣ୍ଡିଭିଜୁଆଲ ଡିଫରେନ୍ସ ଗୁଡା ଦେଖାଯାଉଛି ଡେଭଲପମେଣ୍ଟରେ। ଏକ୍ସାମ୍ପଲ୍ କ'ଣ? One child might start to speaking full sentence at the age of 2, while another may start only few months later। ତାମାନେ ଜନ୍ମ ହେଲା କିଛି ସମୟ ପରେ, କିଛି ବର୍ଷ ପରେ ବା ଦୁଇଟା ସେଣ୍ଟେନ୍ସ କହିପାରୁଛି, କିଛି ଜଣ ତାମାନେ ଏଜ୍ 2 ରେ କହୁଛି, କେତେ ଜଣ ଆଗରୁ ବି ଏଜ୍ 2 ପୂର୍ବରୁ ବି କଥା କହିବା ଶିଖି ଯାଉଛନ୍ତି। ସିମିଲାରଲି ୱାନ୍ ଚିଲଡ୍ରେନ୍ ମେ ଏକ୍ସେଲ୍ ଇନ୍ ଫିଜିକାଲ ଡେଭଲପମେଣ୍ଟରେ ବହୁତ ଭଲ ଗୋଟେ ପିଲା ହ୍ୱାଇଲ୍ ଅଦର ମେ ସୋ ଦ ଆଡଭାନ୍ସ ଇନ୍ କଗ୍ନିଟିଭ ସ୍କିଲ୍, ମାନେ ପାଠ ପଢିବାରେ ବହୁତ ହି ସ୍ମାର୍ଟ। ତ ଏଇ ପ୍ରକାର ସବୁ ଦେଖାଯାଏ। ତ ଇଣ୍ଡିଭିଜୁଆଲ ଡିଫରେନ୍ସଟା ଏଇଭଳି ହୋଇଥାଏ। ତାପରେ ଆମେ ବୁଝିବା ପ୍ରିନ୍ସିପଲ୍ ଅଫ୍ ଇଣ୍ଟିଗ୍ରେସନ୍। ପ୍ରିନ୍ସିପଲ୍ ଅଫ୍ ଇଣ୍ଟିଗ୍ରେସନ୍ କାହାକୁ ବୁଝଉଛି ନା ଡିଫରେଣ୍ଟ ଆସ୍ପେକ୍ଟ ଆଉ ଡେଭଲପମେଣ୍ଟ, ଡିଫରେଣ୍ଟ ଆସ୍ପେକ୍ଟ ଅଛି ଡେଭଲପମେଣ୍ଟର। ତା ଭିତରେ ଘନିଷ୍ଠ ସମ୍ପର୍କ ଅଛି। କ'ଣ ନା ଫିଜିକାଲ, କଗ୍ନିଟିଭ, ଇମୋସନାଲ ଆଣ୍ଡ ସୋସିଆଲକୁ ବୁଝଉଛି। ଆର୍ ଇଣ୍ଟର ରିଲେଟେଡ୍, ସେମାନେ ସବୁ ଇଣ୍ଟର ରିଲେଟେଡ୍। ଧର ପିଲାର ତମେ ଆଜ ଏ ଟିଚର ପଢଉଛ ପିଲାମାନଙ୍କୁ କ୍ଲାସରେ, ତ ଗୋଟେ ପିଲାର ଜ୍ୱର ହେଇଛି, ଫିଜିକାଲି ଫିଟ୍ ନାହିଁ, ସେ କେବେ ପାଠ ବୁଝିପାରିବନି। ତା କଗ୍ନିଟିଭ ଇମ୍ବାଲାନ୍ସ ହେଲା, ଇମୋସନାଲି ବି ଡାଉନ୍ ଅଛି, ଆଉ ସୋସିଆଲି କାହା ସହିତ ମିଶାମିଶି କରିବନି। ଆମେ ଜାଣିଲେ ଯେ ଫିଜିକାଲ ଆସ୍ପେକ୍ଟ ଯଦି ଡାଉନ୍ ହେଲା, ତାମାନେ କଗ୍ନିଟିଭ ବି ଡାଉନ୍ ହେଲା, ଇମୋସନାଲ ବି ଡାଉନ୍ ହେଲା, ସୋସିଆଲ ବି ଡାଉନ୍ ହେଲା। ତା ଦ୍ୱାରା କ'ଣ ହେଲା ନା ଦେ ଆର୍ ଦ ଇଣ୍ଟର ରିଲେଟେଡ୍। ତ ନିଜ ଭିତରେ ଗୋଟେ ଗୋଟେ ଇଣ୍ଟର ରିଲେଟେଡ୍ ରହିଛି। ହୁଁ। ତ ସେଇଟାକୁ ଆମେ ବୁଝେଇଲେ। ଫର୍ ଏକ୍ସାମ୍ପଲ୍ ଏ ଚାଇଲ୍ଡ ଡେଭଲପ cognitively and being understand the complex of concept, their emotional development also progress, enabling them to handle more and complex emotional social situation କୁ ସେ ହ୍ୟାଣ୍ଡେଲ କରିପାରିବ। ଯଦି ତାର କଗ୍ନିଟିଭ ଗୋଟେ ଆସ୍ପେକ୍ଟ ଡେଭଲପ ହେଲା, ଆଉ ସବୁ ଆସ୍ପେକ୍ଟକୁ ସେ ନେଇ ଚାଲିବ। ଗୋଟେ ଆସ୍ପେକ୍ଟ ଡାଉନ୍ ହବ, ତ ସେ ଡାଉନ୍ ହବାକୁ ଲାଗିବ। ତ ମାନେ ଜାଣିଲେ ଏଟା ହଉଛି ଇଣ୍ଟର ରିଲେଟେଡ୍। ତ ପ୍ରିନ୍ସିପଲ୍ ଅଫ୍ ଇଣ୍ଟିଗ୍ରେସନ୍ ଏଟା ବୁଝେଇଲା ଡେଭଲପମେଣ୍ଟ। ତାପରେ ପ୍ରିନ୍ସିପଲ୍ ଅଫ୍ ପ୍ରେଡିକ୍ଟିବିଲିଟି। ତ ଡେଭଲପମେଣ୍ଟଟା ଯଦି ଚାଲିଥିବ, ଆମେ ପ୍ରେଡିକ୍ଟ କରିପାରିବା ଯେ ଆଗକୁ କ'ଣ ହବ। ତ ଅଲ୍ ଦ ଇଣ୍ଡିଭିଜୁଆଲ ରେଟ୍ ଅଫ୍ ଡେଭଲପମେଣ୍ଟ ଭେରି। ତ ସମସ୍ତଙ୍କ ଇଣ୍ଡିଭିଜୁଆଲ ସବୁ ପ୍ରତ୍ୟେକ ମଣିଷର ତାଙ୍କର ଯୋଉ ଡେଭଲପମେଣ୍ଟ ପ୍ରୋସେସ ଅଛି ଭେରି କରେ।
ସମାନ ରୁହେନି। ଦ ସିକ୍ୱେନ୍ସ ଅଫ୍ ଡେଭଲପମେଣ୍ଟାଲ ମାଇଲଷ୍ଟୋନ ଟେଣ୍ଡ ଟୁ ଦ ଫଲୋ ଦ ପ୍ରେଡିକ୍ଟେବଲ ପ୍ୟାଟର୍ନ ଏଟା ଫଲୋ କରିଥାଏ। ଫର ଏକ୍ସାମ୍ପଲ, ମୋଷ୍ଟ ଚିଲଡ୍ରେନ୍ ୱିଲ୍ ଡେଭଲପ ବେସିକ୍ ମୋଟର ସ୍କିଲ୍ସ। ସମସ୍ତଙ୍କୁ ଜଣା ଅଛି କେମିତି ବସିବା, କେମିତି କ୍ରଲିଂ କରିବା ବା ୱାକିଂ ଚାଲିବା, ଏସବୁ ଜଣା ଅଛି। ଇନ୍ ସର୍ଟନ୍ ଅର୍ଡର, ଇଭେନ୍ ଦୋ ଦ ଟାଇମିଂ ମେ ବି ଡିଫର। ତ ଟାଇମ୍ ଅନୁସାରେ ସେମାନେ ଡିଫର ଶିଖିଥିବେ, କିନ୍ତୁ ଶିଖି ଯାଇଥାନ୍ତି। ତାମାନେ ପ୍ରେଡିକ୍ଟ କରିପାରିବା ଯେ କିଏ କୋଉ ସମୟରେ କେମିତି ଡେଭଲପମେଣ୍ଟ ହେଇପାରିବ। ଯେମିତି ଆମେ ଏକ୍ସାମ୍ପଲ ନଉଛନ୍ତି, ଏ ଚାଇଲ୍ଡ ୱିଲ୍ ଟାଇପିକାଲି ବିଙ୍ଗ ଟୁ ଷ୍ଟେ ଦେୟାର ଫାଷ୍ଟ ୱାର୍ଡ ଆରାଉଣ୍ଡ 12 ମନ୍ଥରେ ଫାଷ୍ଟ ୱାର୍ଡ କହିଥିଲା, ଆଣ୍ଡ ବାଇ ଦ ଏଜ୍ ଅଫ୍ 3 ଦେ ସୁଡ୍ ବି ଏବୁଲ ଟୁ ସ୍ପିକ୍ ଇନ୍ ସିମ୍ପଲ ସେଣ୍ଟେନ୍ସ। ତାମାନେ ଯଦି ସେ 12 ମନ୍ଥରେ ସେ କହିଦେଇଥିଲା ଫାଷ୍ଟ ୱାର୍ଡ କଥା, ତାମାନେ ଏଜ୍ 3 ବେଳକୁ ସେ ଭଲସେ କଥା କହିପାରୁଥିବ। ଏଟା ଗୋଟେ ପ୍ରେଡିକ୍ସନ। ସିମିଲାରଲି ଫିଜିକାଲ ଆଣ୍ଡ କଗ୍ନିଟିଭ ମାଇଲଷ୍ଟୋନ ୟୁଜୁଆଲି ଅକର ଇନ୍ ଦ ସ୍ପେସିଫିକ ସିକ୍ୱେନ୍ସରେ ବି ହୋଇଥାଏ। ତ ଫିଜିକାଲି ଡେଭଲପମେଣ୍ଟ ହଉ କି ବୌଦ୍ଧିକ ବିକାଶ ହଉ, କଗ୍ନିଟିଭ ଡେଭଲପମେଣ୍ଟ ହଉ, ତାର ବି ଗୋଟେ ସିକ୍ୱେନ୍ସରେ ହୋଇଥାଏ। ଇଏ ଗଲା ପ୍ରେଡିକ୍ଟ, ଆମେ କିପରି ପ୍ରେଡିକ୍ଟ କରିପାରୁଛନ୍ତି ଡେଭଲପମେଣ୍ଟ। ତାପରେ ଆସିଲା ପ୍ରିନ୍ସିପଲ ଅଫ ଡେଭଲପମେଣ୍ଟ ଡାଇରେକ୍ସନାଲ ବି ଆମେ ବୁଝିଲେ। କଣ ନା ଡେଭଲପମେଣ୍ଟ ଟେଣ୍ଡସ୍ ଟୁ ଫଲୋ ଦ ସ୍ପେସିଫିକ ଡାଇରେକ୍ସନ ଟେନ୍ ଦେ ଆର୍ ଦ ସର୍ଟନ୍ ସ୍ଟେଜ ଡେଭଲପମେଣ୍ଟ ଥ୍ରୋ ଦ ଇଣ୍ଡିଭିଜୁଆଲ ମୋଷ୍ଟ ପାସ୍ ଦ ଟାଇପିକାଲି trajectory and development from the simpler behavior to complex behavior, from concrete thing to abstract thing। ତାମାନେ ଆମେ ବୁଝିଲେ କଣ, ପିଲାଟି ଆଗେ ସିମ୍ପଲ ଜିନିଷ ଶିଖେ ଡେଭଲପମେଣ୍ଟର ଫାଷ୍ଟ ଷ୍ଟେଜରେ, ତାପରେ ଯେତେବେଳେ ଡେଭଲପମେଣ୍ଟ ହେଇ ଚାଲିବ ସେ କମ୍ପ୍ଲେକ୍ସ ଜିନିଷକୁ ଶିଖି ଚାଲିବ। ତ ଆପଣ ପ୍ରଥମେ କଣ କରୁଥିଲେ ନା, ପ୍ରଥମେ ଏଡିସନ ମେଥଡରେ ଛୋଟ ପିଲାଙ୍କୁ ଶିଖଉଛନ୍ତି, ଏଡିସନ, ସବଷ୍ଟ୍ରାକ୍ସନ, ଡିଭିଜନ, ମଲ୍ଟିପ୍ଲିକେସନ ଏସବୁ ଶିଖଉଛନ୍ତି। ତାପରେ କିଛି କିଛି ଦିନ ବଢିଗଲା ପରେ ତାକୁ ଆମେ ଡିଜିବିଲିଟି ରୁଲ ଶିଖେଇଲେ, ବଡ ବଡ ସିମ୍ପ୍ଲିଫିକେସନ ରୁଲ ଶିଖେଇଲେ, ହଁ ବଡ ବଡ କାଲକୁଲେସନ ଦେଲେ। ତାମାନେ ସିମ୍ପଲ ଜିନିଷରୁ କମ୍ପ୍ଲେକ୍ସ ଆଡିକି ସେ ଗତି କରିଥାଏ। ତ ଡେଭଲପମେଣ୍ଟଟା ସେଇଭଳିଆ ଗୋଟେ ଡାଇରେକ୍ସନକୁ ଗତି କରେ, ସିମ୍ପଲ ଟୁ କମ୍ପ୍ଲେକ୍ସକୁ ବୁଝଉଛି। ଏକ୍ସାମ୍ପଲ, କଗ୍ନିଟିଭ ଡେଭଲପମେଣ୍ଟ ପ୍ରୋଗ୍ରେସ ଫ୍ରମ ବେସିକ ସେନ୍ସରୀ ପରସେପସନ ଇନ୍ ଇନଫାନ୍ସି ଟୁ କମ୍ପ୍ଲେକ୍ସ ରିଜନିଂ ଇନ୍ ଆଡଲ୍ଟହୁଡ। ତାମାନେ ଯେତେବେଳେ ସେ ଛୋଟ ଅବସ୍ଥାରେ ଥାଏ ପିଲାଟି, ସିଏ ସିମ୍ପଲ ଜିନିଷକୁ ସେ ସେନ୍ସ ମାଧ୍ୟମରେ ଶିଖିଥାଏ। ଯେତେବେଳେ ସେ ବଡ ହେଇଯାଇଥାଏ, ଆଡଲ୍ଟରେ ପହଞ୍ଚିଥାଏ, ସେ ଜଟିଳ ଜିନିଷକୁ ରିଜନିଂ ମାଧ୍ୟମରେ ବୁଝିଥାଏ। ତ ଏଇଟା ହଉଛି ଗୋଟେ କଣ ନା ଆମେ ଡାଇରେକ୍ସନକୁ ବୁଝଉଛନ୍ତି ଡେଭଲପମେଣ୍ଟ ଅଫ ପ୍ରିନ୍ସିପାଲ ଡେଭଲପମେଣ୍ଟ ଅଫ ଡାଇରେକ୍ସନାଲ। ତାପରେ ଆମେ ପ୍ରିନ୍ସିପାଲ ଅଫ ପ୍ଲାଷ୍ଟିସିଟି ଆମେ କଣ ବୁଝୁଛନ୍ତି ନା, ଡେଭଲପମେଣ୍ଟ ଇଜ ଇନଫ୍ଲୁଏନ୍ସଡ ବାଇ ଦ ବୋଥ ଜେନେଟିକ ଫ୍ୟାକ୍ଟର ଆଣ୍ଡ ଏନଭାରମେଣ୍ଟାଲ ଫ୍ୟାକ୍ଟର। ତାମାନେ ଡେଭଲପମେଣ୍ଟଟା ବୋଥ ଜେନେଟିକାଲ ନେଚର ନର୍ଚରକୁ ବୁଝଉଛି। ନେଚର ନର୍ଚର କଣ ନା, ପିଲାଟି ତା ହେରିଡିଟିରୁ କିଛି ଗୁଣ ଧରିକି ଆସିଛି। ଯେମିତି ଡକ୍ଟର ପିଲା, ଡକ୍ଟର କିଛି ଗୁଣ ଧରିକି ଆସିଥିବ, ଆଇକ୍ୟୁ ଲେବୁଲ ଅଧିକ ଥିବ, ତ ଏଇଭଳିଆ କଥା। ଏନଭାରମେଣ୍ଟରେ ଯଦି ସେ ରହିଲା, ଏନଭାରମେଣ୍ଟରେ ସେ ପାଠ ପଢିଲା, ଯଦି ସେଇଭଳିଆ ତାକୁ ଏନଭାରମେଣ୍ଟ ମିଳିଲା, ସେ ଡକ୍ଟର ହବ। ଯଦି ସେ ଏମିତି ଗୋଟେ ଡକାୟତ ଏନଭାରମେଣ୍ଟରେ ପଡିଗଲା, ଯୋଉଠି ଚୋର ହବ କିନ୍ତୁ ଭଲ ଆଇକ୍ୟୁ ବାଲା ଚୋର ହବ। ତାମାନେ ଆମେ ଜାଣୁଛନ୍ତି କଣ ନା, ଡେଭଲପମେଣ୍ଟ ପାଇଁ ଯୋଉ ଇନଫ୍ଲୁଏନ୍ସ କରୁଛି, ଯୋଉ ପ୍ଲାଷ୍ଟିସିଟି ରହୁଛି, ଜେନେଟିକାଲ ଫ୍ୟାକ୍ଟର ବି ରହୁଛି ଆଉ ଏନଭାରମେଣ୍ଟାଲ ଫ୍ୟାକ୍ଟର ରହୁଛି। ଦେ ଆର୍ ଡିଗ୍ରୀ ଅଫ ପ୍ଲାଷ୍ଟିସିଟି, ସେଟାକୁ ବୁଝଉଛି। ମିନିଂ ଦ୍ୟାଟ୍ ଦ ଡେଭଲପମେଣ୍ଟ କ୍ୟାନ୍ ବି ସେପ୍ଡ ବାଇ ଦ ଏକ୍ସପିରିଏନ୍ସ ଆଣ୍ଡ ଲର୍ନିଂ। ଡେଭଲପମେଣ୍ଟଟା ସବୁବେଳେ ଏକ୍ସପିରିଏନ୍ସ ଆଉ ଲର୍ନିଂ ଦ୍ୱାରା ହୋଇଥାଏ। In early childhood is considered a period of great plasticity and both the ability to adapt the learning new skills and throughout the life ability to lesser extent। ତାମାନେ ଆମେ କହୁଛନ୍ତି ପିଲାଟିର ଯଦି ଡେଭଲପମେଣ୍ଟ ଚାଲିଛି ଆଉ ସେ ଶିଖି ଚାଲିଛି, ସ୍କିଲକୁ ଆଡାପ୍ଟ କରି ଚାଲିଛି, ତାମାନେ ତା ଡେଭଲପମେଣ୍ଟ ହବାଟା ଫାଇନାଲ। ହଁ, ତ ସେଇଆ କୁହାହଉଛି ହେଲା। ତାମାନେ କଣ, ଫର ଏକ୍ସାମ୍ପଲ, a child who exposed to the rich language input the early year maybe develop the language skill faster। ତାମାନେ ଯେତେବେଳେ early yearରୁ ତାକୁ ଲାଙ୍ଗୁଏଜ ଭଲ ଭଲ ଇଂଲିଶ ଫ୍ଲୁଏନ୍ସ ଶିଖିବାକୁ ମିଳୁଛି, ତାମାନେ ସେ ଶିଖିଯିବ ଆରାମସେ। However, an adult can still learn new language, acquire new skill with the enough practice, even they may be take more time than the for child। ତାମାନେ ଆପଣ ଛୋଟ ଅବସ୍ଥାରେ ଯୋଉ ଡେଭଲପମେଣ୍ଟଟା ଯେତେ ଫାଷ୍ଟ ଚାଲେ, ହଁ, ତାମାନେ ଆମେ ଯେତେବେଳେ ବଡ ହେଇଯାଉଛନ୍ତି ସେଟା ବି ଠିକ ଭାବରେ ଚାଲେ ନାହିଁ। ତାମାନେ କଣ କହୁଛି ନା, ଠିକ ଭାବରେ ଡେଭଲପମେଣ୍ଟକୁ କରିବାକୁ ହେଲେ ପ୍ରଥମେ ତ ଆମ ଏନଭାରମେଣ୍ଟ ଉପରେ ଇଫେକ୍ଟ ପଡୁଛି। ଏନଭାରମେଣ୍ଟ ଅନୁସାରେ ଆମେ ଶିଖୁଛନ୍ତି। ତ ଛୋଟବେଳୁ ଯଦି ଆମକୁ ଇଂଲିଶ ଲାଙ୍ଗୁଏଜ ଶିଖାହେଲା, ଶୀଘ୍ର କହିବା, ଭଲ କହିବା। ବଡ ହେଲା ପରେ ଯଦି ଶିଖିବା, ଟିକେ ସ୍ଲୋ ହବ, ଟାଇମ ଲାଗିବ। ଏଇ କଥାକୁ ସେ ବୁଝଉଛି। ତାପରେ ପ୍ରିନ୍ସିପଲ ଅଫ ହଲିଷ୍ଟିକ ଡେଭଲପମେଣ୍ଟ। ତ ହଲିଷ୍ଟିକ ମାନେ ସର୍ବାଙ୍ଗୀନ ଉନ୍ନତି। ତାମାନେ ଗୋଟେ ଡେଭଲପମେଣ୍ଟ କଣ ବୁଝଉଛି ନା, ସବୁ ହଲିଷ୍ଟିକ ଡେଭଲପମେଣ୍ଟ ଗୋଟେ ସବୁ ଡେଭଲପମେଣ୍ଟକୁ ବୁଝଉଛି। କଣ ନା, ଡେଭଲପମେଣ୍ଟ ଇଜ ହଲିଷ୍ଟିକ ମିନିଂସ ଦ ଚେଞ୍ଜ ଇନ୍ ୱାନ୍ ଆସ୍ପେକ୍ଟ ଅଫ ପର୍ସନ୍ସ ଡେଭଲପମେଣ୍ଟ। ଫିଜିକାଲି ହଉ, କଗ୍ନିଟିଭ ହଉ, ସୋସିଆଲ ହଉ, ଇମୋସନାଲକୁ ବୁଝଉଛି। ଆର୍ ଇଣ୍ଟର ରିଲେଟେଡ, ଏଗୁଡା ସବୁ ଇଣ୍ଟର ରିଲେଟେଡ। ଟିକେ ଆଗରୁ ମୁଁ କହିଲି, ଇଚ୍ ଡୋମେନ୍ ଅଫ ଡେଭଲପମେଣ୍ଟ ଇନଫ୍ଲୁଏନ୍ସ ଦ ଅଦର। ଗୋଟିଏ ଡୋମେନ୍, ଯେମିତି ମୁଁ କହିଲି, ଜ୍ୱର ହେଇଥିବ, ସିଏ କ୍ଲାସରେ ବସିଥିବ, ସେ ପଢିବାକୁ ଇଚ୍ଛା ହବନି, ବୁଝିବନି, ସୋସିଆଲି କାହା ସହିତ ମିଶିବନି, ଇମୋସନାଲି ଡାଉନ ଥିବ, ଏସବୁ ହବ। ତାମାନେ ସେଟାକୁ କଣ କହୁଛନ୍ତି, ଇଣ୍ଟର ରିଲେଟେଡ ବୋଲି ଆମେ କହୁଛନ୍ତି। ଇଚ୍ ଡୋମେନ୍ ଅଫ ଡେଭଲପମେଣ୍ଟ ଇନଫ୍ଲୁଏନ୍ସ ଦ ଅଦର। ଗୋଟିଏ ଡୋମେନ୍ ଆଉ ଗୋଟେ ଡୋମେନକୁ ଇନଫ୍ଲୁଏନ୍ସ କରିଥାଏ। ଏକ୍ସାମ୍ପଲ ଦେଲି, ଫର ଏକ୍ସାମ୍ପଲ, ଚାଇଲ୍ଡ ଏବିଲିଟି ଟୁ ସଲ୍ଭ ଦ ପ୍ରୋବ୍ଲେମ ମେ ବି କ୍ଲୋଜଲି ଲିଙ୍କ୍ଡ ୱିଥ୍ ଦ ଇମୋସନାଲ
ଡେଭଲପମେଣ୍ଟ ଇନ୍ ସୋସିଆଲ ସ୍କିଲ୍ ସହିତ ବି ଲିଙ୍କ ଥିବ। ଫର୍ ଏକ୍ସାମ୍ପଲ୍ ଇମୋସନାଲ ଡେଭଲପମେଣ୍ଟ ସଚ୍ ଏଜ୍ ଲର୍ନିଂ ହାଉ ଟୁ ମ୍ୟାନେଜ ଦ ଫ୍ରଷ୍ଟ୍ରେସନ କିପରି ମ୍ୟାନେଜ କରିପାରିବେ ସେଟାକୁ ଶିଖୁଛି। ସପୋର୍ଟ ଦ କଗ୍ନିଟିଭ୍ ଡେଭଲପମେଣ୍ଟ ପ୍ରୋବ୍ଲେମ ସଲଭିଂ ସ୍କିଲ୍‌କୁ ବି ସେ ଶିଖୁଛି। ସୋସିଆଲ ଡେଭଲପମେଣ୍ଟ ୱାର୍କିଂ କେମିତି ତାଙ୍କ ସହପାଠୀଙ୍କ ସହିତ ପାଠ ପଢ଼ିବା ବି ସେ ଶିଖୁଛି ଗୋଟେ କ୍ଲାସ୍ ରୁମ୍‌ରେ। ଏଟା କୁହାଗଲା ହୋଲିଷ୍ଟିକ୍ ଡେଭଲପମେଣ୍ଟ। ତାପରେ ଆସିଲା କଣ ପ୍ରିନ୍ସିପଲ୍ ଅଫ୍ ସେନ୍ସିଟିଭିଟି ପିରିୟଡ। ସେନ୍ସିଟିଭିଟି ପିରିୟଡ ମାନେ କଣ? ନା ସେନ୍ସିଟିଭିଟି ପିରିୟଡ refers to the time in development when individual are particularly receive the certain type of environmental input and experiences। ତା ମାନେ ଗୋଟେ ଏମିତି ପିରିୟଡ ଥାଏ ଯେମିତି ଛୋଟ ଅବସ୍ଥାରେ ସେନ୍ସିଟିଭ ପିରିୟଡ କୁହନ୍ତି ଲାଙ୍ଗୁଏଜ ଡେଭଲପମେଣ୍ଟର। ତ ପିଲାଟି ଲାଙ୍ଗୁଏଜ ଡେଭଲପମେଣ୍ଟ ଯଦି ପିଲାବେଳେ ନ ହେଲା ତା ମାନେ ବଡ ହେଲେ ସ୍ଲୋ ହେଇଯିବ ଆଉ ବଡ ହେଲେ ଏତେ ପ୍ରପରଲି ହବ ନାହିଁ। ତ ଲାଙ୍ଗୁଏଜ ଡେଭଲପମେଣ୍ଟର ପିରିୟଡ ହଉଛି ଶୈଶବ ଅବସ୍ଥାରେ। ପିଲାଟି ଆର୍ଲି ଚାଇଲ୍ଡହୁଡରେ ଭଲ ଲାଙ୍ଗୁଏଜ ଡେଭଲପମେଣ୍ଟ ପିଲାର ହୋଇଥାଏ। ତା ମାନେ ସେନ୍ସିଟିଭ ପିରିୟଡ ତାକୁ କୁହାଯାଉଛି। ତ ସେଇ ଡେଭଲପମେଣ୍ଟ ପିରିୟଡରେ ପିଲାଙ୍କୁ ଡେଭଲପ କରିବାକୁ ପଡିବ ହେଲା। ତ ସେଟାକୁ ବୁଝାଉଛି। ଦିସ୍ ପିରିୟଡ ଅଫେନ୍ correspond with the critical windows and brain development during the certain skills and ability to most easily acquire। ସେ ଅନୁସାରେ ସେମାନେ acquire କରିବେ knowledgeକୁ। ଏକ୍ସାମ୍ପଲ୍ ଲାଙ୍ଗୁଏଜ acquisition most be affect the early childhood। early childhoodରେ ସବୁବେଳେ ଲାଙ୍ଗୁଏଜ ଡେଭଲପମେଣ୍ଟ ହୋଇଥାଏ। particularly to around the 5 year ପର୍ଯ୍ୟନ୍ତ ହୋଇଥାଏ। Similarly certain motor skill learn easily early years and such as working fine motor skills ଏଗୁଡା ସବୁ ଆମେ ଆର୍ଟ କରିବା ହଉ ଭଲ ଆଥଲେଟ୍ ହଉ ହଁ ତ ଏଗୁଡା ଭଲ ଇନଷ୍ଟ୍ରୁମେଣ୍ଟ ପ୍ଲେୟର ହଉ ବା ଗିଟାର ବଜେଇବା ହଉ ତବଲା ବଜେଇବା ହଉ ଏଇ ସବୁ ଜିନିଷକୁ ଆର୍ଲି ଷ୍ଟେଜରେ ଶିଖେଇଲେ ପିଲାମାନେ ଶୀଘ୍ର ଶିଖିଥାନ୍ତି। ତ ଏଇଟା ହଉଛି ସେନ୍ସିଟିଭ ପିରିୟଡ। ତ ଡେଭଲପମେଣ୍ଟ ଗୋଟେ ସେନ୍ସିଟିଭ ପିରିୟଡ ସହିତ ଗତି କରିଥାଏ ହେଲା। ତ ଏ ରହିଛି କଥା। ତ ଏଠି ଆପଣଙ୍କର 2 ନମ୍ବର କ୍ୱେଶ୍ଚନ ସରିଗଲା। ଏବେ ଆମେ ଆସିବା କୋଉଠିକି 3 ନମ୍ବର କ୍ୱେଶ୍ଚନ। ତାପରେ ଆମେ 3 ନମ୍ବର କ୍ୱେଶ୍ଚନକୁ ଆସିବା। 3 ନମ୍ବର କ୍ୱେଶ୍ଚନ କଣ କହୁଛି? Explain the educational implication of growth and development। ତାମାନେ ଆମେ growth and development କୁ as a teacher or educator understand how the child and adolescent learn। କିପରି ପିଲାମାନେ learn କରିବେ ବା adolescent learn କରିବ ଯେତେବେଳେ ଆମେ ତା growth ଆଉ development କୁ ବୁଝିବା। ଯେତେବେଳେ ତ ଭଲ ଭାବରେ ବୁଝିପାରିବା ତା growth development କିପରି ହବା ଦରକାର ତାପରେ ତ ପିଲାଟି learn କରିପାରିବ ନା। ତ as a teacher or educator we have to understand that ହେଲା। ତ the principle of growth and development have significant educational implication। They help educator to understand how the children and adolescent learn behave development over time। ତା ମାନେ ପିଲାଟି କିପରି behave କରୁଛି କିପରି ସେ learn କରିବ ଏ ସବୁକୁ ବୁଝିବାକୁ ହେଲେ ତାହେଲେ ଆପଣ ତାର growth ଆଉ development କୁ ବୁଝିବାକୁ ପଡିବ। ହୁଁ ତାପରେ ଯାଇକି ଆମେ educationally ସେଟାକୁ implement କରିପାରିବା। By the applying knowledge and of these principles, educator can create the more effective learning environment। ଯେତେବେଳେ growth development କୁ ଟିଚର ବୁଝିପାରିବ ତ ସେଇ କ୍ଷେତ୍ରରେ educational implication ଭଲ ଚାଲିବ। ସେ ପିଲାମାନଙ୍କୁ ବୁଝିପାରିବ ତ ଭଲ ଭାବରେ ପଢେଇ ପାରିବ। The teaching strategy that cater on the physical and cognitive, emotional, social needs of the student at different stage of their the growth and development ର different stage ରେ ହେଇପାରିବ। This allow more for more personalized, inclusive and effective educational process ଆମେ ପିଲାମାନଙ୍କୁ ଦେଇପାରିବା। ତ ପ୍ରଥମେ ହଉଛି କଣ ଏଜୁକେଶନାଲ ଇମ୍ପ୍ଲିକେସନ ଗ୍ରୋଥର କଣ ଆମେ ଗ୍ରୋଥର ପ୍ରଥମେ ଜାଣିବା। ଅଣ୍ଡରଷ୍ଟାଣ୍ଡିଂ ଦ ଫିଜିକାଲ ଗ୍ରୋଥ ପ୍ୟାଟର୍ନ। ଫିଜିକାଲ ଗ୍ରୋଥ ପ୍ୟାଟର୍ନକୁ ଆମକୁ ବୁଝିବାକୁ ପଡିବ କିପରି ପିଲାମାନେ ଫିଜିକାଲି ଗ୍ରୋଥ ପ୍ୟାଟର୍ନ ରହୁଛି। ପିଲାମାନେ କିପରି ନିଜ ଷ୍ଟେଜ ଅନୁସାରେ ବିଭିନ୍ନ ଷ୍ଟେଜ ଅନୁସାରେ ସେ ଗ୍ରୋ କରୁଛନ୍ତି ତାକୁ ଯଦି ଆମେ ବୁଝିପାରିବା ଦେନ୍ ଟିଚର ଗୋଟେ ଭଲ ଭାବରେ ପିଲାମାନଙ୍କୁ ପଢେଇ ପାରିବ। ଯେମିତି ଏକ୍ସାମ୍ପଲ ଦେଇଛି ଏଠି Teacher can plan shorter and more engaging lessons for younger children। ତ ଛୋଟ ପିଲାଙ୍କ ପାଇଁ କିପରି ବା ବଡ ପିଲାଙ୍କ ପାଇଁ କିପରି ପଢେଇବ with the activities such as the art, craft, movement based learning। For the older student they can incorporate the more complex tasks that require the sustained focus on the critical thinking। ତ ପିଲାମାନଙ୍କ ହିସାବରେ ତାଙ୍କର ଗ୍ରୋଥ ହିସାବରେ କିପରି ବଡ ପିଲାଙ୍କୁ କ୍ରିଟିକାଲ ଥିଙ୍କିଂ ବା କମ୍ପ୍ଲେକ୍ସ ଟାସ୍କ ଦବ ଆଉ ସହଜିଆ ଟାସ୍କ ଦବ ଛୋଟ ପିଲାଙ୍କୁ। ତ ଏଇ ବିଷୟରେ ବୁଝିବା ଟିଚର ନିହାତି ଦରକାର। ତାପରେ ଆସିଲା ଗ୍ରୋଥ ଆଉ ଇଣ୍ଡିଭିଜୁଆଲ ଡିଫରେନ୍ସ ବି ରହୁଛି। ତ ସବୁ ପିଲା କଣ ସମାନ କି? କ୍ଲାସ ରୁମରେ ଆପଣ ଯିବେ ଏଇଠି କୁହାଯାଇଛି ଏକ୍ସାମ୍ପଲ ଆପଣ ପଢିଦେବେ। ତ ମୁଁ ଏକ୍ସପ୍ଲେନ କରିଦଉଛି ପଏଣ୍ଟ ୱାଇଜ ଆପଣ ଏଇ ଭିଡିଓକୁ ପଜ କରିକି ଆପଣ ସବୁ ପଢିପାରିବେ ଏଠି କଣ ଲେଖା ହେଇଛି ନାହିଁ ହେଲା। ତ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ଇଣ୍ଡିଭିଜୁଆଲ ଡିଫରେନ୍ସରେ କଣ ବୁଝଉଛି ନା ଆପଣ କ୍ଲାସ ରୁମକୁ ଯିବେ ସବୁ ପିଲାଙ୍କର ଗ୍ରୋଥ ସମାନ ନଥାଏ ସମସ୍ତେ ଇଣ୍ଡିଭିଜୁଆଲି ଡିଫରେନ୍ସ। କାହାର ଲର୍ଣ୍ଣିଂ ଏବିଲିଟି କାହାର ହାଇଟ୍ କାହାର ୱେଟ୍ ତ ସେ ଅନୁସାରେ ଆପଣ ଡିଫରେନ୍ସ ତା ମାନେ ନୁହେଁ ଯେ ସେଠି ଲର୍ଣ୍ଣିଂଟା ହ୍ୟାମ୍ପର ହବ। ସେଠି ଲର୍ଣ୍ଣିଂ ହ୍ୟାମ୍ପର ହବ ନାହିଁ। ଗ୍ରୋଥ ଅନୁସାରେ ଆପଣ କଣ କରିପାରିବେ ହାଇଟ୍ ୱାଇଜ ଆପଣ କ୍ଲାସ ସିଟିଂ ଆରେଞ୍ଜମେଣ୍ଟ କରାଇ ପାରିବେ ଯାହାଦ୍ୱାରା ପିଲାମାନେ ଆରାମସେ ବୁଝିପାରିବେ। ଆଉ ଆପଣଙ୍କୁ ବ୍ଲାକ୍ ବୋର୍ଡକୁ ବି ନୋଟିସ କରିପାରିବେ। ତ ସେଇ ଅନୁସାରେ ପିଲାମାନଙ୍କର ଧର ଯୋଉ ହାଇଟ୍ କମ୍ ସେ ଅନୁସାରେ ଡେସ୍କ ବେଞ୍ଚର ବି ହାଇଟ୍ ଅଧିକ ଥିଲେ ସେମାନେ ପଢିବାକୁ ଟିକେ ଅସୁବିଧା ହବ ତାକୁ ବି ବୁଝିବାକୁ ପଡିବ।
ହୁଁ, ତ ସେଇ ଅନୁସାରେ ଗ୍ରୋଥଟାକୁ ଇଣ୍ଡିଭିଜୁଆଲ ଡିଫରେନ୍ସ ଅନୁସାରେ ଥାଏ। ଟିଚର ବୁଝିକି ପିଲାମାନଙ୍କୁ ପଢ଼େଇବାକୁ ପଡ଼ିବ। ତାପରେ ହେଲା ଇମ୍ପାକ୍ଟ ଅଫ୍ ଏନଭାୟରନମେଣ୍ଟ ଅନ୍ ଗ୍ରୋଥ୍। ତ ଏନଭାୟରନମେଣ୍ଟ ବି ଇମ୍ପାକ୍ଟ ପକଉଛି। ଯେମିତିକି ଆପଣ ଜେନେଟିକ ତ ଇମ୍ପାକ୍ଟ ପକାଏ, ଏନଭାୟରନମେଣ୍ଟ ବି ଇମ୍ପାକ୍ଟ ପକଉଛି। କେମିତି? ଯେମିତିକି ଆପଣଙ୍କର ପଲ୍ୟୁସନ ଏରିଆ ହଉ, ଗ୍ରୋଥକୁ ସ୍ଲୋ କରିଦବ, ହେଲ୍ଥ ପ୍ରୋବ୍ଲେମ ହଉ, ତ ଏ ପ୍ରକାର ପ୍ରୋବ୍ଲେମ ହଉଛି। ତାମାନେ ସ୍କୁଲରେ ଆମେ ଯୋଉ ଖାଦ୍ୟପେୟ ବି ଦିଆ ହଉଛି, ସେଥିପାଇଁ ଗ୍ରୋଥରେ ବି ଇମ୍ପାକ୍ଟ ପକଉଛି। ଯେମିତି ନ୍ୟୁଟ୍ରିସନାଲ ମିଲ୍ ଦଉଛନ୍ତି ପିଲାମାନଙ୍କୁ। ତ ଏଇ ସବୁ ଜିନିଷ ବି ଦେଖିବାକୁ ପଡିଥାଏ। ଯେମିତି ଆମେ ପ୍ରାଇମେରୀ ସ୍କୁଲରେ ପିଲାମାନଙ୍କୁ ମିଡ୍ ଡେ ମିଲ୍ ଦିଆହଉଛି, ତ ନ୍ୟୁଟ୍ରିସନ ପ୍ରପରଲି ଦିଆଯିବା ଦରକାର, ଯାହାଦ୍ୱାରା ତାଙ୍କର ଗ୍ରୋଥ ହେଇପାରିବ। ତାପରେ ହଉଛି କଣ? ଏନକରେଜ ଦ ଫିଜିକାଲ ଆକ୍ଟିଭିଟି ଆଣ୍ଡ ପ୍ଲେ। ତ ପିଲାମାନଙ୍କୁ ଫିଜିକାଲ ଆକ୍ଟିଭିଟିରେ ଇନଭଲ୍ଭ କରିବା ଦରକାର। ପିଲାମାନେ ଫିଜିକାଲି ଫିଟ୍ ରହିଲେ ଯାଇକି ତାଙ୍କର ଗ୍ରୋଥ ହେଇପାରିବ, ତାଙ୍କର ଡେଭଲପମେଣ୍ଟ ଆସ୍ପେକ୍ଟ ବି ହେଇପାରିବ। ଏଇଟାକୁ ବୁଝଉଛି। ତାପରେ ଆସିଲା ଏଜୁକେସନାଲ ଇମ୍ପ୍ଲିକେସନ ଅଫ ଡେଭଲପମେଣ୍ଟ। ଏଟା ଗ୍ରୋଥର ଡେଭଲପମେଣ୍ଟ କଣ? କଗ୍ନିଟିଭ ଡେଭଲପମେଣ୍ଟ ଆଣ୍ଡ ଲର୍ଣ୍ଣିଂ ଷ୍ଟ୍ରାଟେଜି। ପିଲାମାନଙ୍କର କଗ୍ନିଟିଭ ବୌଦ୍ଧିକ ବିକାଶଟା ନିହାତି ହବା ଦରକାର। ତ ଆପଣମାନେ ଟିଚର କ୍ଲାସରେ ବସୁଛନ୍ତି, କୋଉ ପିଲାର କେତେ ଡେଭଲପମେଣ୍ଟ, କାହାର କେତେ ଭଲ ପାଠ ହଉଛି, କାହାର କେତେ ମାନେ ମୋରାଲ ଡେଭଲପମେଣ୍ଟ କେତେ ଭଲ ହଉଛି, ସୋସିଆଲକୁ ବୁଝଉଛି, ଏସବୁ ବୁଝୁଛି। ତାମାନେ ଏଠି କଗ୍ନିଟିଭ ଡେଭଲପମେଣ୍ଟ ଗଲା, ଇମୋସନାଲ ସୋସିଆଲ ଡେଭଲପମେଣ୍ଟକୁ ବି ଟିଚର ହିସାବରେ ବୁଝିବାକୁ ପଡିବ। କେମିତି? ପିଲାଟି ଯଦି ପିଲାଙ୍କ ସହିତ ନ ମିଶୁଛି, ତ କୌଣସି ପ୍ରୋଗ୍ରାମରେ ଭାଗ ନ ନଉଛି, ତାମାନେ ସୋସିଆଲ ଡେଭଲପମେଣ୍ଟ ହଉନି। ଇମୋସନାଲି ସେ ଟିକେ ଟିକେ କଥାରେ କାନ୍ଦି ପକଉଛି ବା ଇମୋସନାଲି ଡାଉନ ରହୁଛି, ତାକୁ ବୁଝିବାକୁ ପଡିବ, ତାକୁ ଡେଭଲପ କରିବାକୁ ପଡିବ। ତ ଟିଚର ଆଜ ଏ ଟିଚର ତମାନେ ଖାଲି ଗ୍ରୋଥକୁ ଆଉ ଡେଭଲପମେଣ୍ଟକୁ ଖାଲି ଗୋଟେ ଆସ୍ପେକ୍ଟକୁ ଦେଖେଇଲେ ହବନି, ସବୁ ଆସ୍ପେକ୍ଟକୁ ଡେଭଲପ କରିବାକୁ ପଡିବ। ତାପରେ ଆସିଲା ଅଣ୍ଡରଷ୍ଟାଣ୍ଡିଂ ସେନ୍ସିଟିଭ ପିରିୟଡ ଅଫ ଡେଭଲପମେଣ୍ଟ। ତ ଯେମିତି ଆମେ ଜାଣିଛନ୍ତି ଲାଙ୍ଗୁଏଜ ଡେଭଲପମେଣ୍ଟ ସେନ୍ସିଟିଭ ପିରିୟଡ ହଉଛି କଣ? ଆର୍ଲି ଚାଇଲ୍ଡହୁଡ। ଯେମିତିକି ଆମର 5 ବର୍ଷ ପର୍ଯ୍ୟନ୍ତ ପିଲାର ଲାଙ୍ଗୁଏଜ ଡେଭଲପମେଣ୍ଟ ହୋଇଥାଏ। ତ ସେଇ ପିରିୟଡରେ ପିଲାମାନଙ୍କୁ ଲାଙ୍ଗୁଏଜ ଲର୍ଣ୍ଣିଂ କରିବାକୁ ପଡିବ। ତ ସେ ବୟସ ଅନୁସାରେ ସବୁ ମାନେ ଡେଭଲପମେଣ୍ଟ ହୋଇଥାଏ, ତାକୁ ବୁଝିବାକୁ ପଡିବ ଟିଚରକୁ। ପ୍ରମୋଟିଂ ହୋଲିଷ୍ଟିକ ଡେଭଲପମେଣ୍ଟ। ଆମେ ପିଲାମାନଙ୍କୁ କେମିତି ଖାଲି ଗୋଟିଏ ଡେଭଲପମେଣ୍ଟ ହବନି, ଫିଜିକାଲ ଡେଭଲପମେଣ୍ଟକୁ ଦେଖିବାକୁ ପଡିବ, କଗ୍ନିଟିଭ ଡେଭଲପମେଣ୍ଟକୁ ଦେଖିବାକୁ ପଡିବ, ସୋସିଆଲ ଇମୋସନାଲ ଡେଭଲପମେଣ୍ଟ, ମୋରାଲ ଡେଭଲପମେଣ୍ଟ, ଏ ସବୁକୁ ଦେଖିବାକୁ ପଡିବ। ତାପରେ ଯାଇକି ପିଲାର ହୋଲିଷ୍ଟିକ ଡେଭଲପମେଣ୍ଟ ହବ। ତ ଟିଚର ଏଟାକୁ ଜାଣିଥିଲେ ଆରାମସେ ପିଲାମାନଙ୍କୁ ଲର୍ଣ୍ଣିଂ କରାଇ ପାରିବ। ଇଣ୍ଡିଭିଜୁଆଲ ଡିଫରେନ୍ସ ଆଣ୍ଡ ଡେଭଲପମେଣ୍ଟାଲ ଷ୍ଟେଜ। ବିଭିନ୍ନ ଡେଭଲପମେଣ୍ଟାଲ ଷ୍ଟେଜ ଅଛି। ଇନଫାନ୍ସି ଅଛି, ଆର୍ଲି ଚାଇଲ୍ଡହୁଡ ଅଛି, ଲେଟର ଚାଇଲ୍ଡହୁଡ ଅଛି, ଆଡୋଲସେନ୍ସ ଅଛି, ଆଡଲ୍ଟହୁଡ ଅଛି। ତ ଏଇ ସବୁ ଷ୍ଟେଜରେ ପିଲାମାନଙ୍କୁ କିପରି ଡେଭଲପମେଣ୍ଟ ହବ, ଟିଚର ଆଗେ ବୁଝିବା ଦରକାର। ସେଇ ଅନୁସାରେ ପିଲାଙ୍କୁ ସେଇ ଷ୍ଟେଜର ପିଲାମାନଙ୍କୁ ପଢେଇଲା ବେଳେ ସେଇଭଳିଆ ଡେଭଲପମେଣ୍ଟ କରିବାକୁ ପଡିଥାଏ। ତାପରେ ଆସିଲା ଏନହାନ୍ସ ଦ ସେଲ୍ଫ କନସେପ୍ଟ ଅଫ ସେଲ୍ଫ ଏଷ୍ଟିମ୍। ତ ପିଲାମାନଙ୍କ ଭିତରେ ଯୋଉ ସେଲ୍ଫ କନସେପ୍ଟ ଅଛି, ସେଲ୍ଫ ଏଷ୍ଟିମ୍ ଅଛି, ତାକୁ ବୁଝିବାକୁ ପଡିବ ଆଜ ଏ ଟିଚର। ତାପରେ ହଉଛି ପିଲାମାନଙ୍କ ଭିତରେ ଟିଚିଂ ଇନକ୍ଲୁସିଭ ଲର୍ଣ୍ଣିଂ ଏନଭାୟରନମେଣ୍ଟ। ତ ପିଲାମାନଙ୍କୁ କେମିତି ଗୋଟେ ଏମିତି ଭାବରେ କରିବାକୁ ପଡିବ ଯେମିତିକି ସବୁ ଏନଭାୟରନମେଣ୍ଟରେ ସେମାନେ ଭଲ ଭାବରେ ପାଠ ପଢି ପାରୁଥିବେ, ଡାଇଭରସିଫାଇଡ ହଉନଥିବେ। ହୁଁ ତ ଆଉ ହଉଛି କଣ? ଯେମିତିକି ଆମର ବିଭିନ୍ନ ପ୍ରକାର ସ୍ପେସିଆଲ ଏବୁଲ୍ଡ ପିଲା ବି ଅଛନ୍ତି, ତାଙ୍କୁ ବି ନେଇକି ପାଠ ପଢେଇବା, ତାଙ୍କୁ ବି ଡେଭଲପମେଣ୍ଟ ପ୍ରୋସେସ ତାଙ୍କର ଟିକେ ଲେକ୍ ଥାଏ, ତାକୁ ବି ବୁଝିବାର ଅଛି। ତ ଏଇ ସବୁ ବୁଝିକି ପିଲାମାନଙ୍କୁ ପଢିବାର ଅଛି। ତାପରେ ପିଲାମାନଙ୍କ ଭିତରେ କଣ କରିବାର ଅଛି ନା କୋଲାବରେଟିଭ ଆଣ୍ଡ ପିୟର ଇଣ୍ଟରାକ୍ସନ କରିବାର ଅଛି। ପିଲାମାନଙ୍କ ଭିତରେ ଯେମିତିକି ଆମର ପ୍ରୋଜେକ୍ଟ ୱାର୍କ ବା ଆକ୍ଟିଭିଟି ବେସ୍ଡ ପିଲାମାନଙ୍କୁ ପଢେଇବାର ଅଛି। ତ ଏ ହଉଛି କଣ? ଏଜୁକେସନାଲ ଇମ୍ପ୍ଲିକେସନ ଇନ ଦ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟକୁ ବୁଝିଲେ। ଏଠି ଅଛି କନକ୍ଲୁଜନ। ଆପଣ କନକ୍ଲୁଜନ ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। ଆଉ ଏଠି ଭିଡିଓକୁ ପଜ କରିକି ଆପଣ ଆରାମସେ କନକ୍ଲୁଜନକୁ ପଢିପାରିବେ। ଏଇ ଥିଲା ଆପଣଙ୍କ 3 ନମ୍ବର କ୍ୱେଶ୍ଚନ। 4 ନମ୍ବର କ୍ୱେଶ୍ଚନ ଆସିବା। 4 ନମ୍ବର କ୍ୱେଶ୍ଚନ କଣ କହୁଛି? ହ୍ୱାଟ ଆର୍ ଦ ଫ୍ୟାକ୍ଟର ଇନଫ୍ଲୁଏନ୍ସିଂ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ଗ୍ରୋଥ ଆଉ ଡେଭଲପମେଣ୍ଟକୁ କୋଉ ଫ୍ୟାକ୍ଟର ଗୁଡିକ ଇନଫ୍ଲୁଏନ୍ସ କରୁଛି, ସେ ବିଷୟରେ ଆମେ ଜାଣିବା। तो growth and development are influenced by wider range of factors including genetic factor भी रहुଛି, environmental factor रहुଛି, nutritional factor रहुଛି, socio cultural influence भी रहुଛି। ଏଗୁଡ଼ା ସବୁ ଆମେ ଡିଟେଲ ଭାବରେ ବୁଝିବା। These factors are play crucial role in shaping the an individual physical, cognitive, emotional, social growth ଉପରେ ବି impact ପକଉଛି। While growth primarily refers to the physical changes କୁ ବୁଝାଏ, growth ସବୁବେଳେ ଆମେ ଜାଣିଛନ୍ତି height, weight, muscle mass ଏସବୁ gainକୁ ବୁଝାଏ। ଆଉ ଡେଭଲପମେଣ୍ଟ କାହାକୁ ବୁଝାଏ ନା ବିହେଭିୟରାଲ ଚେଞ୍ଜ, ପର୍ସନାଲ ଏବିଲିଟି, କଗ୍ନିଟିଭ, ଇମୋସନାଲ, ସୋସିଆଲ ଫଙ୍କସନ, ଏଇ ସବୁକୁ ବୁଝାଏ ଡେଭଲପମେଣ୍ଟ। ତ ଫର୍ଷ୍ଟ ଆମେ ଜାଣିବା କଣ? ପ୍ରଥମେ ହଉଛି ଜେନେଟିକ ଫ୍ୟାକ୍ଟର କେମିତି ଇନଫ୍ଲୁଏନ୍ସ କରୁଛି। ଜେନେଟିକ ଫ୍ୟାକ୍ଟର କଣ? ଯେମିତିକି ଆମେ କହୁଛନ୍ତି ଇନହେରେନ୍ସରେ ଆମର ଜେନେଟିକାଲି ସବୁ ପ୍ୟାରେଣ୍ଟସ ମାନଙ୍କ ହାଇଟ୍ ଅଧିକ, ତ ହାଇଟ୍ ତ ଅଧିକ ହିଁ ରହିବ ତା ପରବର୍ତ୍ତୀ ପିଢିରେ। ତ ବ୍ରେନ୍ ଯାହାର ଅଧିକ, ତ ତାପରେ ବ୍ରେନର ବି କ୍ୟାପାବିଲିଟି ଅଧିକ ରହିବ ବା ଥିଙ୍କିଙ୍ଗର, ରିଜନିଙ୍ଗର। ତ ଗୋଟେ ସାଇଣ୍ଟିଷ୍ଟର ତାଙ୍କ ପିଲା, ତ ତାର ଏବିଲିଟି ବି ତା ପ୍ୟାରେଣ୍ଟସ ହେରିଡିଟିରୁ ବା ଜେନେଟିକରେ ଆସିଥାଏ। ତ ସେଥିପାଇଁ ଏଇଟା ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟକୁ ଏଇ ଫ୍ୟାକ୍ଟରଟା ଇନଫ୍ଲୁଏନ୍ସ କରିଥାଏ ହେଲା। ତ ଏଇଟାକୁ
ବୁଝଉଛି। ତାପରେ ହର୍ମୋନାଲ ରେଗୁଲେସନ ତାକୁ ବି ବୁଝଉଛି। ହଁ, ତ ଏଗୁଡାକ ବୁଝଉଛି। ତ ଏଗୁଡାକ ହଉଛି କଣ ନା ଆପଣଙ୍କର ଜେନେଟିକାଲ ଫ୍ୟାକ୍ଟର ବୁଝଉଛି। ଯେମିତିକି ଏକ୍ସାମ୍ପଲ ଆମେ ବୁଝିବା କଣ children to tall parents are more likely to the grow taller than the children and shorter parents and although the environmental factor can be influence the existing height को भी बुझଉଛି। ସେଇଟା ମୁଁ ଟିକେ ଆଗରୁ ଏକ୍ସାମ୍ପଲ ଦେଲି। ନ୍ୟୁଟ୍ରିସନ ଆମର ହଉଛି ଡାଇଟେରୀ ଇଣ୍ଟାକ୍ଟ ବା ସ୍ପେସିଫିକ ନ୍ୟୁଟ୍ରିସନ ବୁଝଉଛି। ଯେମିତିକି ଆମର ନ୍ୟୁଟ୍ରିସନ ଅଭାବ ଫଳରେ ଆମର ଗ୍ରୋଥରେ ବି ପ୍ରୋବ୍ଲେମ ହବ ଆଉ ଡେଭଲପମେଣ୍ଟରେ ବି ପ୍ରୋବ୍ଲେମ ହୋଇଥାଏ। ହଁ, ତ ତା ଦ୍ୱାରା କଣ ହେଇଥାଏ ନା ସ୍ପେସିଆଲି ପିଲାମାନଙ୍କର ଯୋଉ ଡାଇଟାରୀ ପ୍ଲାନ୍ ଥାଏ ସେଥିରେ ନ୍ୟୁଟ୍ରେଣ୍ଟ ପରିମାଣ ଯଦି କମ ରହିଲା ମାଲ ନ୍ୟୁଟ୍ରିସନ ହେଇଯିବ ଯାହା ଫଳରେ ଗ୍ରୋଥ ବି ହବନି କି ଡେଭଲପମେଣ୍ଟ ବି ହବନି। ହଁ, ତ ଯଦି ସେମାନେ ମାଲ ନ୍ୟୁଟ୍ରିସନ ହେଲା ତାଙ୍କର ଗ୍ରୋଥ ହବନି ଆଉ କଗ୍ନିଟିଭାଲ ଡେଭଲପମେଣ୍ଟ ହବନି, ଭଲ ପାଠ ପଢି ପାରିବେନି। ଆଉ ସେଥିପାଇଁ ସ୍ପେସିଫିକ ଆଉ ଗୋଟେ ଥାଏ କଣ ନା ସ୍ପେସିଫିକ ନ୍ୟୁଟ୍ରିସନ ବି ଥାଏ ଯାହାର ଅଭାବ ଫଳରେ ବିଭିନ୍ନ ପ୍ରକାର ପ୍ରୋବ୍ଲେମ ବି ଦେଖାଯାଇଥାଏ। ତ ମାଲ ନ୍ୟୁଟ୍ରିସନ ଏକ୍ସାମ୍ପଲ ବୁଝିବ ମାଲ ନ୍ୟୁଟ୍ରିସନ ଡ୍ୟୁରିଂ ଇନଫାନ୍ସି and early childhood can lead to the stunt growth and delaying the cognitive development and weaken the immune system। ତାମାନେ ଆମେ କହିଲେ ଯଦି ମାଲ ନ୍ୟୁଟ୍ରିସନ ହେବା ଫଳରେ ପିଲାମାନଙ୍କର ଗ୍ରୋଥ ଟା ରହିଯିବ ଆଉ ଡେଭଲପମେଣ୍ଟ ଟା କଣ ହେଇଯିବ ୱିକ୍ ହେଇଯିବ, ଇମ୍ୟୁନ ସିଷ୍ଟମ ବି ୱିକ୍ ହେଇଯିବ। ସେଟାକୁ ବୁଝଉଛି କଣ ନା ଆମର ଏଇ ଗୋଟେ ଫ୍ୟାକ୍ଟର କଣ ନା ଆପଣ ନ୍ୟୁଟ୍ରିସନ ଫ୍ୟାକ୍ଟର ଗୋଟେ ରହିଲା। ତ ଆପଣ ଯୋଉ ମୁଁ ଏକ୍ସପ୍ଲେନ କରୁଛି ଏଠି ମୁଁ ଆପଣଙ୍କୁ ଭର୍ବାଲି ଏକ୍ସପ୍ଲେନ କରିଦଉଛି। ଏଠି ଆପଣ ଭିଡିଓ ପଜ କରିକି ଥିମ୍ ଗୁଡାକ ଆପଣ ନିଜେ ପଢିକି ବୁଝିପାରିବେ, ବହୁତ ଇଜିଲି ଦିଆ ହେଇଛି। ଯଦି ମୁଁ ଗୋଟେ ଗୋଟେ ବିଟ୍ ବାଇ ବିଟ୍ ପଢିବି ତାପରେ ଆପଣଙ୍କର କ୍ଲାସ ଆହୁରି ଲେନ୍ଦି ହେଇଯିବ, ଆପଣ ଆରାମସେ ବୁଝିପାରୁଛନ୍ତି ମୁଁ ଯାହା ଏକ୍ସପ୍ଲେନ କରୁଛି ହେଲା। ତ ସେଥିରେ କିଛି ବଡ କଥା ନୁହେଁ। ଆପଣ କଣ ଏଇ ଏକ୍ସାକ୍ଟ ଜିନିଷ ଲେଖିବେ କି ଆପଣ ମାନେ ନିଜ ହିସାବରେ ଲେଖିବେ। ତ ବୁଝିଥିବା ମାନେ ଘୋଷିବା ଠାରୁ ବୁଝିବାଟା ବହୁତ ଇମ୍ପୋର୍ଟାଣ୍ଟ। ତାପରେ କଣ ଆସିଲା ନେକ୍ସଟ ଫ୍ୟାକ୍ଟର କଣ ଆସିଲା ନା ହେଲ୍ଥ ଆଣ୍ଡ ଫିଜିକାଲ ୱେଲବିଂ। ତାମାନେ ଯଦି ଜଣେ କ୍ରୋନିକ ଇଲନେସ ରେ ଅଛି ଡିଜିଜ ରେ ଅଛି ତାର କେବେ ବି ଗ୍ରୋଥ ହବନି, ଆଉ ଗ୍ରୋଥ ଯଦି ହବନି ଡେଭଲପମେଣ୍ଟ ବି ହେଇପାରିବ ନାହିଁ, ଡେଭଲପମେଣ୍ଟ ବି ହବ ନାହିଁ। ତାମାନେ ଏଟାକୁ ବୁଝେଇଲେ ଯେମିତିକି ଆକ୍ସେସ ଟୁ ହେଲ୍ଥ କେୟାର, ଆସେସ ହେଲ୍ଥ କେୟାରକୁ ପ୍ରପର ଟାଇମରେ ଆସେସ କରିବା ଦରକାର, କେମିତି ରହୁଛି ଦେହ କଣ ରହୁଛି ଟ୍ରିଟମେଣ୍ଟ ହବା ଦରକାର ଏଟାକୁ ବୁଝଉଛି। ସେପରି ଏକ୍ସାମ୍ପଲ କଣ ଏ ଚାଇଲ୍ଡ ୱିଥ ଅନଟ୍ରିଟ ଥାଇରଏଡ ଡିସଫଙ୍କସନ, ଯେମିତିକି ଆମ ଥାଇରଏଡ ପ୍ରୋବ୍ଲେମ ପିଲାଙ୍କର ଥଣ୍ଡା ଧରେ ଥାଇରଏଡ ରହିବ ମେ ଏକ୍ସପିରିଏନ୍ସ ଗ୍ରୋଥ ଡିଲେ ଦ ଡେଭଲପମେଣ୍ଟ ଇସ୍ୟୁ। ତାମାନେ ଡେଭଲପମେଣ୍ଟ ଇସ୍ୟୁରେ ବି ଗ୍ରୋଥ ପ୍ରୋବ୍ଲେମ ଆସିବ, ଗ୍ରୋଥରେ ବି ପ୍ରୋବ୍ଲେମ ଆସିବ ଆଉ ଡେଭଲପମେଣ୍ଟାଲ ପ୍ରୋବ୍ଲେମ ପ୍ରୋସେସରେ ବି ପ୍ରୋବ୍ଲେମ ଆସିବ। ତାପରେ ରହିଲା କଣ ଏନଭାରମେଣ୍ଟାଲ ଫ୍ୟାକ୍ଟର ବି ରହୁଛି। ଯୋଉ ଏନଭାରମେଣ୍ଟ ଆମେ ବସବାସ କରୁଛନ୍ତି ଫିଜିକାଲ ଏନଭାରମେଣ୍ଟ ହଉ ବା ସୋସିଆଲ ଏନଭାରମେଣ୍ଟ ହଉ, ସେଥିରେ କଣ ହଉଛି ନା ଆମର ଏନଭାରମେଣ୍ଟାଲରେ ପ୍ରୋବ୍ଲେମ ହଉଛି ଏୟାର କ୍ୱାଲିଟି କେମିତି ରହୁଛି, ୱାଟର କ୍ୱାଲିଟି କେମିତି ରହୁଛି, ହାଉସ ର କଣ୍ଡିସନ କଣ ରହୁଛି, ପଲ୍ୟୁସନ କେତେ ରହୁଛି ଏନଭାରମେଣ୍ଟରେ, ସୋସିଆଲ ଏନଭାରମେଣ୍ଟରେ ଆମର ମାନସିକତା ସ୍ଥିତି କେମିତି ରହୁଛି, ଫ୍ୟାମିଲି ପିୟର ମାନଙ୍କର ଇମୋସନାଲ ଆଉ ସୋସିଆଲ ଆସ୍ପେକ୍ଟ କିପରି ରହୁଛି ଗୋଟେ ପର୍ସନ ଉପରେ। ତ ସେଇ ଅନୁସାରେ ତାଙ୍କର ଡେଭଲପମେଣ୍ଟ ଆଉ ଗ୍ରୋଥ ହବ ହେଲା। ଏଟାକୁ ଆମେ ବୁଝେଇଲେ ହଁ, ଯେମିତି ଆମେ ଏକ୍ସାମ୍ପଲ ଦେଲେ ଏଠି ଚିଲଡ୍ରେନ୍ ଲିଭିଂ ଇନ୍ ଏ ପଲ୍ୟୁଟେଡ୍ ଏରିଆ and unsafe the neighborhood may be face the developmental delay due to the stress and health complication ଡେଭଲପମେଣ୍ଟର ପ୍ରୋବ୍ଲେମ ରହିବ। ଯେମିତିକି ଆପଣଙ୍କ ଘରେ ଯଦି କେହି ମେମ୍ବର ରୋଗରେ ଅଛନ୍ତି ଆପଣ ବି ଷ୍ଟ୍ରେସରେ ରହିବେ, ତ ଏଇ ପ୍ରକାର ଡେଭଲପମେଣ୍ଟ ପ୍ରୋସେସରେ ପ୍ରୋବ୍ଲେମ ହବ, ଗ୍ରୋଥରେ ବି ପ୍ରୋବ୍ଲେମ ହବ। ତାପରେ ଆମେ ଆସିବା 5 ନମ୍ବର ପଏଣ୍ଟରେ କଲଚର ଆଣ୍ଡ ସୋସିଓ ଇକୋନୋମିକ ଫ୍ୟାକ୍ଟର। ତ କଲଚର ଆଉ ସୋସିଓ ଇକୋନୋମିକ ଫ୍ୟାକ୍ଟର ବି ରହୁଛି। ଆମର କଲଚର ଉପରେ ବି ଆମର ଗ୍ରୋଥ ଡେଭଲପମେଣ୍ଟକୁ ବୁଝଉଛି। କଲଚରାଲ ବିଲିଫ ପ୍ରାକ୍ଟିସ ଯୋଉ ଆମେ କରୁଛନ୍ତି ତାପରେ ଆମର ଡେଭଲପମେଣ୍ଟ ଆଉ ଗ୍ରୋଥକୁ ବୁଝଉଛି। ଆମେ ଯଦି ରଙ୍ଗ ଜିନିଷକୁ ପ୍ରାକ୍ଟିସ କରୁଥିବା ସତୀଦାହ ପ୍ରାକ୍ଟିସ କରୁଥିଲେ ଆମର ଡେଭଲପମେଣ୍ଟ ହବ ନାହିଁ, ଆମ ଚିନ୍ତାର ଡେଭଲପମେଣ୍ଟ ବା ଥିଙ୍କିଂ ପାୱାର ଡେଭଲପମେଣ୍ଟ ହେଇପାରିବନି। ସୋସିଓ ଇକୋନୋମିକ ଷ୍ଟାଟସ, ତ ଫ୍ୟାମିଲିର ବ୍ୟାକଗ୍ରାଉଣ୍ଡ କେମିତି ଥିବ, ଷ୍ଟାଟସ କେମିତି ଥିବ ତାପରେ ଡିପେଣ୍ଡ କରୁଛି ନିଜର ଡେଭଲପମେଣ୍ଟ ଆଉ ଗ୍ରୋଥକୁ କଣ କରୁଛି ଡିପେଣ୍ଡ କରୁଛି ବା ଫ୍ୟାକ୍ଟରଟା ଇଫେକ୍ଟ ପକଉଛି। ଏଟା ବୁଝିପାରିଲେ ଯେମିତିକି ଗୋଟେ ଏକ୍ସାମ୍ପଲ ଦଉଛନ୍ତି କଣ ଚିଲଡ୍ରେନ୍ from wealthier families ବା ରିଚ୍ ଫ୍ୟାମିଲିରୁ ଆଉଛି may have the access to better educational resources। ଯୋଉଠି ବାପା ମାଙ୍କର ପଇସା ପତ୍ର ଅଛି ପିଲାମାନଙ୍କୁ ବେଟର ଏଜୁକେସନ ମିଳୁଛି, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିସ୍ ମିଳୁଛି। ସେଇ ଜାଗାରେ ଗରିବ ପିଲାକୁ ମିଳୁନାହିଁ, ଲୋ ଇନକମ୍ ଫ୍ୟାମିଲିକୁ ମିଳୁନାହିଁ। ତ ସେ ଜାଗାରେ ଗ୍ରୋଥ ଆଉ ଡେଭଲପମେଣ୍ଟ ରହିଗଲା ଭଳିଆ ବା କୌଣସି ପ୍ରୋବ୍ଲେମ ହେଲା ଭଳିଆ ଲାଗିବ ବା ଫ୍ୟାକ୍ଟରଟା ଇନଫ୍ଲୁଏନ୍ସ କଲା ଭଳିଆ ଲାଗିବ। ତାପରେ ଆମେ ଜାଣିବା କଣ ନା ଇମୋସନାଲ ଆଣ୍ଡ ସାଇକୋଲୋଜିକାଲ ଫ୍ୟାକ୍ଟର ବି ରହୁଛି। ତ ଇମୋସନାଲ ସାଇକୋଲୋଜିକାଲ ଫ୍ୟାକ୍ଟର ତାକୁ ସେଫ୍ ଫିଲ୍ କରାଯାଉନି, ପରିବାର ବର୍ଗ ଠାରୁ ଭଲ ଭାବରେ ତାଙ୍କୁ କେୟାର ନିଆଯାଉନି, ସବୁବେଳେ ଷ୍ଟ୍ରେସ୍ ରହୁଛି, ନେଗଲେକ୍ଟ କରାଯାଉଛି, ଯାହାଦ୍ୱାରା ଇମୋସନାଲି ଇମ୍ବାଲାନ୍ସ ହବ, ଯାହାଫଳରେ ସିଏ କଣ ହବ ଗ୍ରୋଥ ହେବ ନାହିଁ କି ଡେଭଲପମେଣ୍ଟ ବି ହବ ନାହିଁ। ତ ଆଟାଚମେଣ୍ଟ ବି ଦରକାର ରିଲେସନସିପରେ, ତାଙ୍କୁ ଆଟାଚମେଣ୍ଟ ପିଲାମାନଙ୍କୁ ସ୍ନେହ ଭଲ ପାଇବା ଦରକାର, ଯାହାଦ୍ୱାରା ସେମାନେ ଇମୋସନାଲି ଠିକ ରହିବେ ଆଉ ସବୁ କାମ କରିବାକୁ ଲାଗିବେ। ହଁ, ଯେମିତି ଆମେ କହିଲେ ଚିଲଡ୍ରେନ୍ ହୁ ଏକ୍ସପିରିଏନ୍ସ ନେଗଲେକ୍ଟେଡ ଇମୋସନାଲ ଆବ୍ୟୁଜ ମେ ଡେଭଲପ ଆଟାଚମେଣ୍ଟ।
ଇସ୍ୟୁସ୍ ଆଟାଚମେଣ୍ଟ ଇସ୍ୟୁ ଦେଖାଯିବ। ଆଉ କଣ ହବ ନା ଆପଣଙ୍କର ଇମୋସନାଲି ରେଗୁଲେସନ୍ ହେବାକୁ ଲାଗିବ। ହେଲା। ତାପରେ ଆସିବା ଆମେ ଷ୍ଟିମୁଲେସନ୍ ଆଣ୍ଡ ଲର୍ନିଂ ଅପରଚ୍ୟୁନିଟି। ଷ୍ଟିମୁଲେସନ୍ ଆଣ୍ଡ ଲର୍ନିଂ ଅପରଚ୍ୟୁନିଟି କାହାକୁ ବୁଝଉଛନ୍ତି? ଏଜୁକେସନ୍ ଆଣ୍ଡ କଗ୍ନିଟିଭ୍ ଷ୍ଟିମୁଲେସନକୁ ବୁଝଉଛନ୍ତି। କଣ? ନା ଯେମିତିକି ଆମେ କହୁଛନ୍ତି କଣ? ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାଠ ପଢ଼ିବା ପାଇଁ ଆମେ କଣ ଦେଇଥାନ୍ତି ବିଭିନ୍ନ ପ୍ରକାର ୱେ ଦେଇଥାନ୍ତି ବା ତାଙ୍କୁ ଗୋଟେ କଣ ଦେଇଥାନ୍ତି ପ୍ରମୋଟ୍ କରିବା ପାଇଁ ତାଙ୍କୁ କିଛି ଗୋଟେ ଆମେ ଷ୍ଟିମୁଲେସନ୍ ଦେଇଥାନ୍ତି ତାଙ୍କୁ ଉତ୍ତେଜିତ କରିଥାନ୍ତି। ଯେମିତିକି ଆମେ କହୁଛନ୍ତି କଣ ନା ଇଣ୍ଟେଲେକ୍ଚୁଆଲ୍ ଗ୍ରୋଥ୍ ଇଜ୍ ଷ୍ଟିମୁଲେଟେଡ୍ ବାଇ ଦ ଏକ୍ସପୋଜର୍ ଟୁ ଡାଇଭର୍ସ ଲର୍ନିଂ ଏକ୍ସପିରିଏନ୍ସ, ଲାଙ୍ଗୁଏଜ୍, ପ୍ରୋବ୍ଲେମ୍ ସଲ୍ଭିଂ activities. Children who engage in the intellectual stimulus environment where they are encouraged to ask the question and explore tend to develop the stronger cognitive ability। ତାମାନେ ପିଲାମାନଙ୍କୁ ସବୁବେଳେ କହୁଛନ୍ତି କଣ କ୍ୱେଶ୍ଚନ ପଚାର ବା ଷ୍ଟିମୁଲେଟିଂ ହୁଅ। ଯେମାନେ କ୍ୱେଶ୍ଚନ ପଚାରୁଛି ଯିଏ ତାମାନେ ଷ୍ଟିମୁଲେଟ ଅବସ୍ଥାରେ ଅଛି, ଉତ୍ତେଜିତ ଅଛି, ପାଠ ପଢିବା ପାଇଁ ଆଗ୍ରହୀ ଅଛି, ଏଟା ବୁଝଉଛି। ନହେଲେ ଆମେ ଏ ମାଧ୍ୟମରେ ପିଲାମାନଙ୍କୁ ବି ଗ୍ରୋଥ ଡେଭଲପମେଣ୍ଟ କରେଇ ପାରିବା। ନହେଲେ ପ୍ଲେ ଆଣ୍ଡ ଇଣ୍ଟରାକ୍ସନ ଖେଳକୁଦ ମାଧ୍ୟମରେ ବି ଆମେ ପିଲାମାନଙ୍କୁ ଡେଭଲପ କରିପାରିବା। ଯେମିତି ଏକ୍ସାମ୍ପଲ କଣ କହୁଛି ନା children who have access to books, toys, and encourage learning and interactive educational activities tend to develop the better language, cognitive and social skill କୁ better ହେଇ ପାରିବ। ଯେତେବେଳେ ଆମେ କହୁଛନ୍ତି କଣ ନା ବୁକ୍ ଟୟ ଏମାନଙ୍କୁ ସବୁ ଆମେ ଏନକରେଜ କରୁଛନ୍ତି ଲର୍ଣ୍ଣିଂ ପ୍ରୋସେସରେ ତ ପିଲାମାନଙ୍କ ପାଠ ପଢିବା ପାଇଁ ଆକ୍ଟିଭିଟିଟା ବଢିପାରିବ। ହଁ ବେଟର ଲାଙ୍ଗୁଏଜ କଗ୍ନିଟିଭ ସୋସିଆଲ ସ୍କିଲ୍ ବି ବଢିପାରିବ। ତାମାନେ ଗ୍ରୋଥ ଡେଭଲପମେଣ୍ଟ ଏଟା ଗୋଟେ ଫ୍ୟାକ୍ଟର ରହିଲା। ତାପରେ ଆସିଲା ଫିଜିକାଲ ଆକ୍ଟିଭିଟି ଆଣ୍ଡ ଏକ୍ସରସାଇଜ। ଏକ୍ସରସାଇଜ ଆଉ କୋଅର୍ଡିନେଟେଡ ଆଉ ସୋସିଆଲ ସ୍କିଲ୍ ଦ୍ୱାରା ବିଭିନ୍ନ ପ୍ରକାର ସୋସିଆଲ ସ୍କିଲ୍ ଅଛି ଶିଖିବାକୁ ପଡେ ଯେମିତିକି ଟିମ୍ ୱାର୍କ ଆଉ କମ୍ୟୁନିକେସନ ହଉ, ପ୍ରୋବ୍ଲେମ ସଲଭିଂ ସ୍କିଲ୍ ହଉ, ଆଉ ବିଭିନ୍ନ ପ୍ରକାର ଏକ୍ସରସାଇଜ ଆଉ ମୋଟର ଡେଭଲପମେଣ୍ଟ ଯେମିତି ପହଁରିବା ହଉ, ସୁଇମିଂ ହଉ, ବଡି ବିଲ୍ଡିଂ ହଉ, ଏକ୍ସରସାଇଜ ହଉ, ଏସବୁ ଫଳରେ କଣ ହୁଏ ନା ମାଇଣ୍ଡଟା ଫ୍ରେଶ ରୁହେ, ଗ୍ରୋଥ ବି ହବ ଆଉ ଡେଭଲପମେଣ୍ଟ ବି ହବ। ଏଇଟା ଗୋଟେ କଥା କହୁଛି ଯେମିତିକି children who participate in physical activities such as sports, outdoor plays tend to develop stronger muscles, stronger muscles ବି ହବ, coordinating and cognitive and social skill ବି ତାଙ୍କର ବଢିବ। ମିଳାମିଶା କରିବେ ତ ଯେତେବେଳେ ଆଉଟଡୋର ଗେମରେ ବିଭିନ୍ନ ପ୍ଲେୟାରଙ୍କ ସହିତ ମିଳାମିଶା କରିବେ ତ ତା ଦ୍ୱାରା ସୋସିଆଲ ଇଣ୍ଟରାକ୍ସନ ଆଉ କଗ୍ନିଟିଭ ଲେଭେଲ ବି ବଢିବ। କିପରି ଭଲ ଭାବରେ ଖେଳିପାରିବେ, ଟ୍ରିକ୍ସ ବି ଜାଣିପାରିବେ ତାଙ୍କ ସାଙ୍ଗସାଥିଙ୍କ ମାଧ୍ୟମରୁ। ତ ଏଇଠି ହଉଛି କଗ୍ନିଟିଭ ଡେଭଲପମେଣ୍ଟକୁ ବୁଝଉଛି। ତାପରେ ଆସିଲା ପିୟର ଆଣ୍ଡ ସୋସିଆଲ ଇଣ୍ଟରାକ୍ସନ। ଯେତେବେଳେ ପିଲାମାନେ ସମାଜରେ ବସବାସ କରନ୍ତି ନା ତ ସାମାଜିକ ବିକାଶ ପାଇଁ ବା ତାଙ୍କର ସାମାଜିକ ସ୍ତରରେ ତାଙ୍କର ଡେଭଲପମେଣ୍ଟ ପାଇଁ ସେ କଣ କରନ୍ତି ନା ପିଲାମାନଙ୍କ ସହିତ ମିଶାମିଶି କରନ୍ତି। ତାଙ୍କୁ କୁହାଯାଏ ସୋସିଆଲାଇଜେସନ ପ୍ରୋସେସ। କିପରି ଭଲ ଭାବରେ ଉତ୍ତମ ଭାବରେ ଆମେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିବା। ସେତେବେଳେ କଣ ହବ ନା ଏଇ ଫ୍ୟାକ୍ଟରଟା ଗ୍ରୋଥ ଆଉ ଡେଭଲପମେଣ୍ଟକୁ ଏନହାନ୍ସ କରୁଛି। ଫର ଏକ୍ସାମ୍ପଲ children who engage in the regular social activities like school group project ହଉ, family gathering ହଉ, party function ଯୋଉ ଫ୍ୟାମିଲିର ହୁଏ and communication skill than children who are limited social interaction ଥିଲେ ଯେମିତି ଗୋଟେ ଲିମିଟେଡ ପିଲାଙ୍କୁ ଆମେ କାହାକୁ ମିଶିବାକୁ ଛାଡୁନାହାନ୍ତି। ତାମାନେ ତାର ଯେତିକି ସୋସିଆଲ ଇଣ୍ଟରାକ୍ସନ ରହିବ, ଗୋଟେ ପିଲା ସବୁବେଳେ ବୁଲୁଛି ମିଶୁଛି ତାର ସୋସିଆଲ ଇଣ୍ଟରାକ୍ସନ ଟିକେ ଅଲଗା ରହିବ ଆଉ ଟିକେ ଡେଭଲପ ରହିବ। ତ ସେଥିପାଇଁ ଇଏ ଗୋଟେ ଫ୍ୟାକ୍ଟର ରହିବ। ତାପରେ ଲାଇଫ ଏକ୍ସପିରିଏନ୍ସ ଷ୍ଟ୍ରେସ୍। ଯଦି ପିଲାମାନଙ୍କୁ ଆମେ ଷ୍ଟ୍ରେସ୍ ଦବା, ଓଭରଲୋଡ ଦବା, ତାକୁ ପ୍ରେସରାଇଜ କରିବା ଯାହା ଫଳରେ ସେମାନେ ଗ୍ରୋଥ ଆଉ ଡେଭଲପମେଣ୍ଟର ପ୍ରୋବ୍ଲେମ ହେଇଥାଏ। ଆଉ ରେଜିଲିଏନ୍ସ ମାନେ କଣ ଅଦର ହ୍ୟାଣ୍ଡ ପଜିଟିଭ ଲାଇଫ ଏକ୍ସପିରିଏନ୍ସ ଯଦି ଆମେ ଦଉଛନ୍ତି ପିଲାଙ୍କୁ ସବୁ କିଛି ବାଲାନ୍ସରେ ଦଉଛନ୍ତି ପିଲାର ଡେଭଲପମେଣ୍ଟ ହବ, ଗ୍ରୋଥ ବି ହବ। ହେଲା। ତାମାନେ ଏକ୍ସାମ୍ପଲ କଣ ଏ ଚାଇଲ୍ଡ ହୁ ଏକ୍ସପିରିଏନ୍ସ ଏ ଟ୍ରୋମାଟିକ ଇଭେଣ୍ଟ ସଚ ଏଜ ଡେଥ ଅଫ ପ୍ୟାରେଣ୍ଟସ ଏକ୍ସିବିଟ ଦ ଡେଭଲପମେଣ୍ଟାଲ ସିଟବ୍ୟାକ୍ସ। ତ ଯେତେବେଳେ ପ୍ୟାରେଣ୍ଟସ କେହି ମରିଯାଉଛନ୍ତି ତାଙ୍କର ପିଲାମାନଙ୍କର ତ ସେମାନେ କଣ ନା ମେଣ୍ଟାଲ ଟ୍ରୋମାକୁ ପଳଉଛନ୍ତି, ଷ୍ଟ୍ରେସକୁ ପଳଉଛନ୍ତି। ତ ତାକୁ ଟିଚର ବୁଝିବା ଦରକାର, ତାକୁ କନକ୍ଲୁଜନ କାଢିବା ଦରକାର, ତାଙ୍କୁ ବୁଝେଇବା ଦରକାର, ଇମୋସନାଲି ଷ୍ଟ୍ରଙ୍ଗ କରିବାକୁ ପଡିବ। ତ ତା ଦ୍ୱାରା ଗ୍ରୋଥ ଆଉ ଡେଭଲପମେଣ୍ଟ ହୋଇପାରିବ। ହେଲା। ଯଦି ଷ୍ଟ୍ରେସ ରହିବେ ପିଲାମାନେ ଖାଇବା ପିଇବା ଛାଡ଼ିଦେବେ ଯାହା ଫଳରେ ଗ୍ରୋଥ ଗ୍ରୋଥ ସ୍ଲୋ ହେଇଯିବ, ଗ୍ରୋଥରେ ହ୍ୟାମ୍ପର ହବ। ମେଣ୍ଟାଲି ଷ୍ଟ୍ରେସ ରହିବେ ତ ମେଣ୍ଟାଲ ପ୍ରୋସେସ ସ୍ଲୋ ହେଇଯିବ, ଡେଭଲପମେଣ୍ଟ ବି ଲେକ୍ ହେଇଯିବ। ତ ଏଇଗୁলো ସବୁ ପ୍ରୋବ୍ଲେମ ଦେଖାଯିବ। ସେଥିପାଇଁ ଆମକୁ ବୁଝିବାକୁ ପଡିବ ଆଜ ଏ ଟିଚର ଫ୍ୟାକ୍ଟର ଗୁଡାକ ଇନଫ୍ଲୁଏନ୍ସ କରୁଛି ଗ୍ରୋଥ ଆଉ ଡେଭଲପମେଣ୍ଟ। ତ ଆଶା କରୁଛି ଏଇ କ୍ୱେଶ୍ଚନ ବୁଝିପାରିଥିବେ। ତ ଏଠି ରହିଛି ଆପଣଙ୍କର କନକ୍ଲୁଜନ। ଭିଡିଓକୁ ପଜ କରିକି ଆପଣ ଆରାମସେ ଏଇ କନକ୍ଲୁଜନକୁ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ। ଜେନେଟିକ ଫ୍ୟାକ୍ଟର ରହିଛି, କଲଚରାଲ ଫ୍ୟାକ୍ଟର ରହିଛି, ସବୁ ରହିଛି, ଆପଣ ଆରାମସେ ବୁଝିପାରିବେ। ମ୍ୟାମ୍ 5 ନମ୍ବର କ୍ୱେଶ୍ଚନକୁ ଆସିବା। 5 ନମ୍ବର କ୍ୱେଶ୍ଚନ କଣ କହୁଛି ରାଇଟ୍ ଦ ଡିଫରେନ୍ସ ବିଟୱିନ୍ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ଗ୍ରୋଥ ଆଉ ଡେଭଲପମେଣ୍ଟ ଭିତରେ କଣ ଡିଫରେନ୍ସ ରହିଛି? ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆପଣଙ୍କର ପରୀକ୍ଷାରେ ଆସିଥାଏ। ତ ଆମେ ଗ୍ରୋଥ ଆଉ ଡେଭଲପମେଣ୍ଟ ଭିତରେ କଣ ଡିଫରେନ୍ସ ରହିଛି ଆମେ ବୁଝିବା। ଫାର୍ଷ୍ଟ ହଉଛି କଣ
ଡେଫିନେସନରେ ଆମେ କଣ ବୁଝୁଛନ୍ତି ଗ୍ରୋଥର ନା ଫିଜିକାଲ ଇନକ୍ରିଜ ଇନ୍ ସାଇଜ ଅର ମାସ୍। ଆମେ ଟିକେ ପୂର୍ବରୁ ବୁଝିଥିଲେ ଆଉ ଗୋଟେ କ୍ୱେଶ୍ଚନରେ କଣ ନା ଗ୍ରୋଥ କଣ କହୁଛି ନା ଫିଜିକାଲ ଇନକ୍ରିଜ ଆଉ ସାଇଜର ଇନକ୍ରିଜକୁ ବୁଝଉଛି। ଡେଭଲପମେଣ୍ଟ କଣ କହୁଛି ଅଦର ହ୍ୟାଣ୍ଡରେ ପ୍ରୋଗ୍ରେସିଭ ଚେଞ୍ଜେସ୍ ଇନ୍ ଇଣ୍ଟେଲେକ୍ଚୁଆଲ ଇମୋସନାଲ ସୋସିଆଲ ଏବିଲିଟିର ଯୋଉ ଚେଞ୍ଜେସ୍ ହଉଛି ବା ଥିଙ୍କିଙ୍ଗର ଯୋଉ ଚେଞ୍ଜେସ୍ ହଉଛି ସେଟାକୁ ବୁଝଉଛି ଡେଭଲପ। ତାମାନେ ବୁଝିଲେ ଏଠି ହଉଛି ଇନକ୍ରିଜ ଇନ୍ ସାଇଜକୁ ବୁଝେଇଲା ବା ଇନକ୍ରିଜ ଇନ୍ ୱେଟକୁ ବୁଝେଇଲା। ଇଏ ହଉଛି ପ୍ରୋସେସ ଅଫ ଥିଙ୍କିଙ୍ଗ ବା ଗୋଟେ ପ୍ରୋଗ୍ରେସକୁ ବୁଝେଇଲା। ତାପରେ ଆମେ ବୁଝିବା ନେକ୍ସଟ ପଏଣ୍ଟରେ ଏଟା ଗ୍ରୋଥଟା ହଉଛି କଣ ନା କ୍ୱାଣ୍ଟିଟେଟିଭ ଇନ୍ ନେଚର ବା ମେଜରେବଲ। ଆଉ ଡେଭଲପମେଣ୍ଟଟା ହଉଛି କ୍ୱାଲିଟେଟିଭ ବା ସବଜେକ୍ଟିଭ ଇନ୍ ନେଚର। କ୍ୱାଲିଟେଟିଭ ଆଉ କ୍ୱାଣ୍ଟିଟେଟିଭ ଭିତରେ କଣ ପାର୍ଥକ୍ୟ ନା ଏଟାକୁ ଆମେ ଗୋଟେ ଡିଜିଟରେ ମାପି ପାରିବା, ଏଟା ଡିଜିଟରେ ମାପି ହବନି, ଖାଲି ଆମେ ଜଜ୍ କରିପାରିବା। ତ ସେଇଥିପାଇଁ ଏଟା ହଉଛି କ୍ୱାଣ୍ଟିଟେଟିଭ କାହିଁକିନା ପିଲାର କେତେ ହାଇଟ୍ କେତେ ୱେଟ୍ ଆମେ ସେଥିପାଇଁ କ୍ୱାଣ୍ଟିଟେଟିଭଲି ମାପୁଛନ୍ତି। କ୍ୱାଲିଟେଟିଭଲି ହେଲା ବେଳକୁ ଆମେ କଣ କରୁଛନ୍ତି ଆମେ ଖାଲି ଜଜ୍ କରୁଛନ୍ତି ଆଉ କମ୍ପେୟାର କରିକି ଆମେ ଜାଣୁଛନ୍ତି। ଯେମିତିକି ଆମେ ଜାଣୁଛନ୍ତି କଣ ପିଲାର ହାଇଟ୍ କେତେ, ୱେଟ୍ କେତେ, ସାଇଜ୍ କେତେ, ମାସ୍ କେତେ ଏମିତି ଆମେ ଚେକ୍ କରୁଛନ୍ତି ଯୋଉ ୱାର୍ଡ ଗୁଡା ଲାଗୁଛି ଏଠି ଏଟା ହଉଛି କଣ ଗୋଟେ କ୍ୱାଣ୍ଟିଟେଟିଭ ଏକ୍ସପ୍ରେସନକୁ ବୁଝଉଛି। ସେଥିପାଇଁ ଏଟା କ୍ୱାଣ୍ଟିଟେଟିଭ। କ୍ୱାଲିଟେଟିଭ ହେଲା ବେଳକୁ କଗ୍ନିଟିଭ ଏବିଲିଟି ଗୋଟେ ପ୍ରୋଗ୍ରେସକୁ ବୁଝଉଛି ବା ପ୍ରୋସେସକୁ ବୁଝଉଛି, ଇମୋସନାଲ ମ୍ୟାଚୁରିଟି, ସୋସିଆଲ ସ୍କିଲ୍। ହଁ ତ ସେଇଥିପାଇଁ ୟାକୁ କୁହାଯାଉଛି କଣ ନା ଆପଣ ମନେ ରଖିଥାନ୍ତୁ ହଉଛି ଏଇ ଯୋଉ ଆମର ଗ୍ରୋଥଟା ହଉଛି କଣ ନା ଲିମିଟେଡ୍ ପିରିୟଡ ପର୍ଯ୍ୟନ୍ତ ଚାଲିଥାଏ ଆଉ ଡେଭଲପମେଣ୍ଟଟା କଣ୍ଟିନ୍ୟୁଅସ୍ ପ୍ରୋସେସ ପର୍ଯ୍ୟନ୍ତ ଚାଲିଥାଏ। ଯଦି ଆମେ କହିବା ଗ୍ରୋଥଟା ଆପଣ କଣ୍ଟିନ୍ୟୁଅସ୍ ପ୍ରୋସେସ ଚାଲିବ ତାମାନେ ଗୋଟେ ପିଲାର ହାଇଟ୍ ଯଦି ହେଇଥିବ 4 ଫୁଟ ହେଇଥିବ ତାର 6 କ୍ଲାସରେ ସିଏ ତ ଏଡଲ୍ଟ ପହଞ୍ଚିଲା ବେଳକୁ ସେ ତାଳ ଗଛ ଉଞ୍ଚା ହେଇଯାଇଥିବ। ସେମିତି ତ ସମ୍ଭବ ନୁହେଁ ନା। ତାମାନେ ଆମେ ଜାଣୁଛନ୍ତି ଗ୍ରୋଥଟା ସର୍ଟନ ପିରିୟଡ ପରେ ସିଏ ଧୀରେ ଧୀରେ ସ୍ଲୋ ଡାଉନ ହବାକୁ ଲାଗେ ବା କଣ୍ଟିନ୍ୟୁଅସ୍ ପ୍ରୋସେସ ପର୍ଯ୍ୟନ୍ତ ଚାଲେ। କେତେବେଳେ ସ୍ଲୋ ଚାଲିବ କେତେବେଳେ ରାପିଡ ଚାଲେ ଏମିତି ହିଁ ଚାଲେ। ତାମାନେ କିନ୍ତୁ ଡେଭଲପମେଣ୍ଟଟା କଣ୍ଟିନ୍ୟୁଅସ୍ ପ୍ରୋସେସ ପର୍ଯ୍ୟନ୍ତ ଚାଲିଥାଏ। ଯୋଉଟାକି ଆମେ କହୁଛନ୍ତି ମଦର ଓମ୍ ଟୁ ଆମେ ଜନ୍ମରୁ ମା ପେଟରୁ ମଶାଣି ପର୍ଯ୍ୟନ୍ତ ଆମର ଡେଭଲପମେଣ୍ଟ ଚାଲିଥାଏ। ତାପରେ ଆମେ ବୁଝୁଛନ୍ତି ଏଟା ହଉଛି ପ୍ରାଇମେରୀ ଫିଜିକାଲକୁ ବୁଝଉଛି ଗ୍ରୋଥ ଆଉ ଏଟା ବୁଝଉଛି କଣ ଫିଜିକାଲ, ଇମୋସନାଲ, କଗ୍ନିଟିଭ, ସୋସିଆଲ ଆସ୍ପେକ୍ଟ ଆଉ ସବୁ ଅଦର ଆସ୍ପେକ୍ଟକୁ ବୁଝଉଛି ଡେଭଲପମେଣ୍ଟ। ତାପରେ ଆମେ ଗ୍ରୋଥରେ ବୁଝିବା କଣ ନା ଏଟା ହଉଛି ବାୟୋଲୋଜିକାଲ ଡ୍ରିଭେନ ଜେନେଟିକାଲି ଆମେ ବୁଝଉଛନ୍ତି ଗ୍ରୋଥକୁ ଆଉ ଡେଭଲପମେଣ୍ଟକୁ ବୁଝଉଛନ୍ତି ଇଣ୍ଟରାକ୍ସନ ବାୟୋଲୋଜିକାଲି ଏନଭାୟରନମେଣ୍ଟ ଆଣ୍ଡ ସାଇକୋଲୋଜିକାଲ ଫ୍ୟାକ୍ଟରକୁ ଆମେ ବୁଝଉଛନ୍ତି। ତାପରେ ଆସିଲା ଆପଣଙ୍କର ଗ୍ରୋଥ ବୁଝଉଛି ପ୍ରାଇମରୀ ଅକର୍ସ ଡ୍ୟୁରିଂ ଦ ଚାଇଲ୍ଡହୁଡ ଆଣ୍ଡ ଆଡୋଲେସେନ୍ସ ପିରିୟଡକୁ ବୁଝଉଛି କିପରି ତାଙ୍କର ଗ୍ରୋଥ ହଉଛି। ଇଏ ହଉଛି ଲାଇଫ ଲଙ୍ଗ ପ୍ରୋସେସକୁ ବୁଝଉଛି କଣ୍ଟିନ୍ୟୁ ଇନଟୁ ଦ ଆଡଲ୍ଟହୁଡ ପର୍ଯ୍ୟନ୍ତ ବୁଝଉଛି ଡେଭଲପମେଣ୍ଟ। ତାପରେ ଗ୍ରୋଥ ବୁଝଉଛି ଜେନେଟିକ ନ୍ୟୁଟ୍ରିସନ ହେଲ୍ଥକୁ ବୁଝଉଛି। ଡେଭଲପମେଣ୍ଟ ବୁଝଉଛି ଜେନେଟିକ ଏକ୍ସପିରିଏନ୍ସ ଏନଭାୟରନମେଣ୍ଟ ଏଜୁକେସନ ସବୁକୁ ବୁଝଉଛି। ତାପରେ ଗ୍ରୋଥ ବୁଝଉଛି नो ଡାଇରେକ୍ଟ ଇମ୍ପାକ୍ଟ ଅନ୍ ବିହେଭିୟର କୌଣସି ଡାଇରେକ୍ଟ ଇମ୍ପାକ୍ଟ ପକାଏ ନାହିଁ ଗ୍ରୋଥ କିନ୍ତୁ ଆପଣଙ୍କର ଆପଣ ଡେଭଲପମେଣ୍ଟରେ ଡାଇରେକ୍ଟ ଇମ୍ପାକ୍ଟ ପକାଏ ଥିଙ୍କିଂରେ ବିହେଭିୟରରେ ଇମୋସନାଲ ରେସ୍ପନ୍ସରେ ପକାଏ। ଏଟା ବୁଝିଲେ କମ୍ପାରିଜନ ମୁଁ ଆପଣଙ୍କୁ ରିପ୍ରେଜେଣ୍ଟ କରିଛି ଆପଣ ଆରାମସେ ବୁଝିକି ଆପଣ ମନେ ରଖିକି ଯିବେ ପରୀକ୍ଷା। ତାପରେ ହଉଛି ଆପଣଙ୍କର ଗ୍ରୋଥରେ କଣ କହୁଛି ନା କ୍ଲିୟର ପ୍ରେଡିକ୍ଟେବଲ ଫିଜିକାଲ ମାଇଲଷ୍ଟୋନକୁ ବୁଝଉଛି ଯୋଉଟା କି ଆମେ କେତେ ଓଜନ କେତେ ଉଚ୍ଚତା ଏବଂ ଆମେ ପ୍ରେଡିକ୍ଟ ମାନେ ଠିକ କ୍ଲିୟର ଆମେ ମାପିକି ଜାଣିପାରନ୍ତି ନା। କିନ୍ତୁ ଡେଭଲପମେଣ୍ଟରେ କଣ ବୁଝୁଛି ଭେରିୟସ୍ ଆକ୍ରସ୍ ଇଣ୍ଡିଭିଜୁଆଲ ୱିଥ୍ କମ୍ପ୍ଲେକ୍ସ ଷ୍ଟେଜ୍ କମ୍ପ୍ଲେକ୍ସ କଣ କଗ୍ନିଟିଭକୁ ଆମେ ମାପି ପାରିବାନି କି ସୋସିଆଲ ନେଚରକୁ ମାପି ପାରିବାନି ଖାଲି ପ୍ରେଡିକ୍ଟ କରିହବ ଜଜ୍ କରିହବ। ତାପରେ ଗ୍ରୋଥ କଣ ବୁଝଉଛି ନା ଇନକ୍ରିଜ ଇନ୍ ହାଇଟ୍ ୱେଟକୁ ବୁଝେଇଲା ଆଉ ଡେଭଲପମେଣ୍ଟ କାହାକୁ ବୁଝଉଛି ନା ଲର୍ନିଂ ଟୁ ସ୍ପିକ୍ ସଲ୍ଭ ଦ ପ୍ରୋବ୍ଲେମ ଅର ମ୍ୟାନେଜ ଦ ଇମୋସନକୁ ବୁଝୁଛି। ଏଠି କନକ୍ଲୁଜନ ଅଛି ଆପଣ ଆରାମସେ ଡିରାଇଭ୍ କରିପାରିବେ। क्वेश्चन को ଆସିବା ନମ୍ବର क्वेश्चन କଣ କହୁଛି ରାଇଟ୍ ଦ ଭେରିୟସ୍ ଷ୍ଟେଜେସ୍ ଅଫ୍ ହ୍ୟୁମାନ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ତ ହ୍ୟୁମାନ ଗ୍ରୋଥ ଡେଭଲପମେଣ୍ଟର ବିଭିନ୍ନ ଷ୍ଟେଜେସ୍ ଅଛି ସେ ବିଷୟରେ ଆମେ ଜାଣିବା। ତ ହ୍ୟୁମାନ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ଅକର across various stages throughout the ଲାଇଫ୍ ସ୍ପାନ୍ ଗୋଟେ ଜୀବନ ଶୈଳୀ ଭିତରେ ଜୀବନ ଭିତରେ ତ ବିଭିନ୍ନ ଷ୍ଟେଜେସରେ ଆମେ ଗତି କରିଥାନ୍ତି ସେଗୁଡା ଜାଣିବା। Each characteristics by the specific physical, cognitive, emotional, social milestone ମାଧ୍ୟମରେ ଆମେ ଗତି କରିଥାନ୍ତି। And these stages can be understood through the different theoretical model framework ବି expression ଅଛି। Below is the outline the various stages ବିଷୟରେ ଆମେ ଜାଣୁଛନ୍ତି। ତ ଏଇ ଆପଣଙ୍କର ବିଭିନ୍ନ ମଡେଲ ଅଛି ଯେମିତି ଥିଓରି ଅଛି ଯେମିତି ଜେନ୍ ପିଆଜେଙ୍କର ଅଛି ଏରିକସନର ଅଛି ଆମର ବାଇଗର୍ସକିର ଅଛି ଏସବୁ ଅଛି ଆପଣଙ୍କର ନେକ୍ସଟ ୟୁନିଟରେ ଆପଣଙ୍କର ପଢାଯିବ କ୍ଲାସରେ। ପ୍ରଥମେ ଆମେ ଷ୍ଟେଜେସ୍ ବିଷୟରେ ଜାଣିଯିବା। ପ୍ରଥମ ହଉଛି ପ୍ରିନାଟାଲ ଷ୍ଟେଜ ଯୋଉଟା କି ଆମେ କନସିପସନ ଟୁ ବାର୍ଥ ପର୍ଯ୍ୟନ୍ତ କହୁଛନ୍ତି। ଯେତେବେଳେ ମା ପେଟରେ ପିଲାଟା ଭ୍ରୂଣ ରହିଲା ତାପରେ ବର୍ଥ ପର୍ଯ୍ୟନ୍ତ ଯୋଉ ଷ୍ଟେଜଟାକୁ କୁହାଯାଉଛି ତ ପ୍ରିନାଟାଲ ଷ୍ଟେଜ କୁହାଯାଉଛି 9 ମାସ ପର୍ଯ୍ୟନ୍ତ ହେଲା। ତ ଏଥିରେ ଗ୍ରୋଥ କଣ ରହୁଛି ନା ଦିସ୍ ଷ୍ଟେଜ ଫିଜିକାଲ ଗ୍ରୋଥରେ ରହୁଛି ଡେଭଲପମେଣ୍ଟ ଷ୍ଟାର୍ଟିଂ ଫ୍ରମ ଦ ସିଙ୍ଗଲ ଫର୍ଟିଲାଇଜ ଏଗ୍ ଯୋଉ ଜାଇଗୋଟକୁ ଆମେ କହୁଛନ୍ତି ସିଙ୍ଗଲ
ଫର୍ଟିଲାଇଜ୍ ଆମେ ଜାଇଗୋଟ୍ କହୁଛନ୍ତି, ଭ୍रूଣ କହୁଛନ୍ତି ତାକୁ ଆମେ ଓଡ଼ିଆରେ। ଆଣ୍ଡ ପ୍ରୋଗ୍ରେସିଂ ଥ୍ରୁ ଆଉଟ୍ ଦ ମଲ୍ଟିପୁଲ୍ ଷ୍ଟେଜେସ୍ ବିକେମ୍ ଦ ଫୁଲି ଡେଭଲପମେଣ୍ଟ ଫଏଟସ୍, ଯୋଉ ଆମ ଫଏଟସ୍‌ରେ ଡେଭଲପ୍ ହଉଛି। ଫାର୍ଷ୍ଟ ହଉଛି ଜର୍ମିନାଲ୍ ଷ୍ଟେଜ୍, ଫାର୍ଷ୍ଟ 2 ୱିକ୍ କୁ ଆମେ କହୁଛନ୍ତି ଜର୍ମିନାଲ୍ ଷ୍ଟେଜ୍, ଯୋଉଟାକି ଦ ଜାଇଗୋଟ୍ ଫ୍ରମ୍ ଦ ଇମ୍ପ୍ଲାଣ୍ଟସ୍ ଆଣ୍ଡ ୟୁଟେରିଆନ୍ ୱାଲ୍‌ରେ ଏଟା ଇମ୍ପ୍ଲାଣ୍ଟ କରାଯାଉଛି। ତାପରେ ଏମ୍ବ୍ରୋଏନିକ୍ ଷ୍ଟେଜ୍ ହଉଛି ଯୋଉଟାକି ଆମେ କହୁଛନ୍ତି 2 ୱିକ୍ ଟୁ 8 ୱିକ୍ ପର୍ଯ୍ୟନ୍ତ ଆମେ କହୁଛନ୍ତି। ଯୋଉ ଦ ମେଜର ଅର୍ଗାନ୍ ଅଫ୍ ବଡି ଷ୍ଟାର୍ଟ ଫ୍ରମ୍ ଦ ହାର୍ଟ, ବ୍ରେନ୍, ଲଙ୍ଗସ୍ ଏଗୁଡାକ ଏଇ ଏମ୍ବ୍ରୋଏନିକ୍ ଷ୍ଟେଜ୍‌ରେ ଡେଭଲପ୍ ହଉଛି। ତାପରେ ହଉଛି ଫେଟାଲ୍ ଷ୍ଟେଜ୍, କାହାକୁ ଆମେ କାହାକୁ କହୁଛନ୍ତି ନା 8 ୱିକ୍ ଟୁ ବାର୍ଥ ପର୍ଯ୍ୟନ୍ତ ଆମେ କହୁଛନ୍ତି। ଏଥିରେ କଣ ହଉଛି ନା ରାପିଡଲି ଗ୍ରୋଥ୍ ଅକର୍ସ, ଡେଭଲପମେଣ୍ଟ limbs, organs and facial features, and this fetus gain height and strength preparation of the birth। ତ ସେଇ ଷ୍ଟେଜ୍ ପହଞ୍ଚି ଯାଉଛି ଯୋଉଠି ପିଲାଟି ଜନ୍ମଗ୍ରହଣ କରୁଛି। ଡେଭଲପମେଣ୍ଟ କଣ? ନା ଏଇ ଜାଗାରେ ପିଲାମାନଙ୍କର ସେନ୍ସରି ଏକ୍ସପିରିଏନ୍ସ ବିଙ୍ଗ ଟୁ ଡେଭଲପ୍, ସେନ୍ସରି ଖାଲି ସେନ୍ସ ମାଧ୍ୟମରେ ସେ ଡେଭଲପ୍, ତାଙ୍କ ସେନ୍ସ ମାଧ୍ୟମରେ ଜିନିଷଟାକୁ ଜାଣିପାରନ୍ତି। ସେଥିପାଇଁ ସେ ମା ପେଟରେ ଥିଲାବେଳେ ଗୋଡ଼ ଛାଟନ୍ତି, ଦେଖିବେ ଆପଣ ଜାଣିଥିବେ। ଯେମିତିକି ଆପଣଙ୍କର ଫଏଟସ୍ କ୍ୟାନ୍ ରେସ୍ପଣ୍ଡ ଦ ସାଉଣ୍ଡ, ଲାଇଟକୁ ରେସ୍ପଣ୍ଡ କରେ, ସାଉଣ୍ଡକୁ ରେସ୍ପଣ୍ଡ କରେ, ଟଚକୁ ଯେତେବେଳେ ଆପଣ ମା ପେଟରେ ଯେତେବେଳେ ଥିବ ଆପଣ ଟଚ୍ କରିବେ ସେ ତାକୁ ସେ ଟଚ୍ କଲା ମାନେ ସେ ଛାଟି ହଉଥିବ ଭିତରେ ମା ପେଟରେ, ତାମାନେ ଏଟା ଟଚ୍ କଲେ ବି ସେ ସେନ୍ସ ମାଧ୍ୟମରେ ଜାଣିପାରେ। সেই ସମୟରେ ବ୍ରେନ୍ ଡେଭଲପମେଣ୍ଟ ଇଜ୍ କ୍ରୁସିଆଲ୍, ସେଇ ସମୟରେ ବ୍ରେନଟା ଡେଭଲପମେଣ୍ଟ ହୋଇଥାଏ ୱିଥ୍ ଦ ନ୍ୟୁରନ୍ ଫର୍ମିଂ ଆଣ୍ଡ କନେକ୍ଟିଂ ଡେଭଲପମେଣ୍ଟ, ନ୍ୟୁରନ୍ କ୍ୟାପାବିଲିଟି ସେଇ ସମୟରେ ବଢିଥାଏ। ତାପରେ ଇନଫାନ୍ସି ଏଜ୍, ଯେତେବେଳେ ପିଲାଟି ଜନ୍ମ ନେଇଗଲା, ଇନଫାନ୍ସି ବର୍ଥ ଟୁ 2 ଇୟର ପର୍ଯ୍ୟନ୍ତ ଆମେ କହୁଛନ୍ତି। ସେଇ ସମୟରେ ଗ୍ରୋଥ କଣ ହଉଛି ନା ଇନଫାଣ୍ଟ ଏକ୍ସପିରିଏନ୍ସ ଦ ରାପିଡ୍ ଫିଜିକାଲ ଗ୍ରୋଥ ଆଣ୍ଡ ଡବଲିଂ ଦ ବର୍ଥ weight by the around 5 month and tripping the by the end of the first year, and height also increase the significantly, height ବି ବଢି ଚାଲେ। ଡେଭଲପମେଣ୍ଟରେ ମୋଟର ସ୍କିଲ୍ ଯେମିତିକି ରୋଲିଂ ଓଭର, ମାନେ ଗଡିକି ନଉଟି ପଡିବା, ସିଟିଂ ବସିବା, କ୍ରାଉଲିଂ ଧୀରେ ଧୀରେ ଧରିକି ଛିଡା ହେବାକୁ ଚେଷ୍ଟା କରିବା, ତାପରେ ୱାକିଂ ଚାଲିବା, ଏସବୁ ହୋଇଥାଏ। ତ କଗ୍ନିଟିଭ୍ ଡେଭଲପମେଣ୍ଟଟା ପିଆଜେଙ୍କ ମତରେ ଏଟା ସେନ୍ସରି ମୋଟର ଷ୍ଟେଜ୍ କୁହାଯାଏ। ଏଟା ଆମେ ଜାଣିଛନ୍ତି ଥ୍ରୁ ଆଉଟ୍ ଦ, ଆମେ ଏଇଟା କହୁଛନ୍ତି କଣ ଇନଫାନ୍ସିଟାକୁ ଆମେ ସେନ୍ସରି ମୋଟର ଷ୍ଟେଜ୍ କହୁଛନ୍ତି ପିଆଜେଙ୍କ ମତରେ। ଯୋଉଠି ସେମାନେ କଣ କରିଥାନ୍ତି ନା ସେନ୍ସ ମାଧ୍ୟମରେ, ମୋଟର ମାଧ୍ୟମରେ ପିଲାମାନେ ଶିଖିଥାନ୍ତି, ମୋଟର ସ୍କିଲ୍ ମାଧ୍ୟମରେ ବି କିଛି ଜିନିଷ ଶିଖିଥାନ୍ତି। ତାର ଇମୋସନାଲି ଆମେ କହୁଛନ୍ତି, ଇମୋସନାଲି ସେଇ ସମୟରେ ଆଟାଚମେଣ୍ଟ ହୋଇଥାଏ। ସେ ସେଇ ସମୟରେ ଯେମିତିକି ବହୁତ ଖୁସି ଥାଆନ୍ତି, ଏଙ୍ଗର ଥାଆନ୍ତି, ଫିଅର ବି, ଡରି ବି ଯାଆନ୍ତି, ଏଇଭଳିଆ ଥାଏ। ତ ସୋସିଆଲି ସେମାନେ ବି ଇଣ୍ଟରାକ୍ଟ ହୁଅନ୍ତି, ଯେମିତି ନନ୍ ଭର୍ବାଲ ସବୁ କଥା କୁହନ୍ତି ସେମାନେ, ବବଲିଂ କରିବା, କ୍ରାଉନ୍ କରିବା, ଏଗୁଡାକ ସବୁ କରିଥାନ୍ତି। ବଣ୍ଡିଂ ୱିଥ୍ ପ୍ୟାରେଣ୍ଟସ୍ ଇନ୍ ଭାଇଟାଲ୍, ଏଇ ସମୟରେ ପ୍ୟାରେଣ୍ଟସ୍ ସହିତ ବେଶୀ ଭାଇଟାଲ୍ ଥାଆନ୍ତି। ଷ୍ଟ୍ରେଞ୍ଜର ଯଦି ଆସିକି ଧରିବେ ତାଙ୍କ ମୁହଁକୁ ଅନେଇବେ, ଛୋଟ ବେବିକୁ ଯେମିତି ଆସିକି କେହି ମାନେ ଅଜଣା ଲୋକ ଆସିକି ଧରିନେବେ, ତା ମୁହଁକୁ ଅନେଇବେ ଆଉ କାନ୍ଦିବେ। ତ ସୋସିଆଲ ଆଟାଚମେଣ୍ଟଟା ତାଙ୍କର ପ୍ୟାରେଣ୍ଟସ୍ ସହିତ ବେଶୀ ଥାଏ ଏଇ ସମୟରେ। ତାପରେ ଆମେ ଜାଣିବା ଆର୍ଲି ଚାଇଲ୍ଡହୁଡରେ କଣ ରହୁଛି ନା 2 ରୁ 6 ବର୍ଷ ଭିତରେ କଣ ରହୁଛି। ଫାର୍ଷ୍ଟ ଆମେ ଗ୍ରୋଥ ବିଷୟରେ ଜାଣିବା। ଦ ଗ୍ରୋଥ ସ୍ଲୋ ଡାଉନ୍ ସ୍ଲାଇଟଲି। ଫାର୍ଷ୍ଟ ଇନଫାନ୍ସି ପିରିୟଡରେ ଫାର୍ଷ୍ଟ ଟିକେ ସ୍ଲୋ ଡାଉନ୍ ହବ। ତ ଚାଇଲ୍ଡ ବିକେମ୍ ମୋର୍ କୋଅର୍ଡିନେଟ୍ ଆଣ୍ଡ ଡେଭଲପ୍ ବେଟର ମସଲ୍ସ କଣ୍ଟ୍ରୋଲ, ତାପରେ ବେଟରଲି ହେଇପାରିବ। ତାପରେ ଏଇଟାକୁ ପିଆଜେଙ୍କ ମତରେ ପ୍ରି ଅପରେସନାଲ ଷ୍ଟେଜ ବୋଲି ଆମେ କହୁଛନ୍ତି, ଯୋଉଟା କୋଉଟା ଆର୍ଲି ଚାଇଲ୍ଡହୁଡ ଷ୍ଟେଜକୁ। ହୁଁ। ତ ଏଇ ସମୟରେ ସିମ୍ବଲିକ ଜିନିଷ ସେମାନେ ଶିଖିଥାନ୍ତି, ୱାର୍ଡ ଇମେଜକୁ ଦେଖିକି ଶିଖିଥାନ୍ତି। ହଁ, ତ ଡଗର ପିକ୍ଚର ଦେଖିକି ଡଗ୍ କହିବେ, କ୍ୟାଟ୍ କହିବେ, ଏମିତି କହିବେ ହେଲା। ତ ଇମୋସନାଲି ଚିଲଡ୍ରେନ୍ ବିଙ୍ଗ ଟୁ ରେଗୁଲେଟ୍ ଦ ଇମୋସନାଲ ଏକ୍ସପ୍ରେସ କରିବାକୁ ଚେଷ୍ଟା କରିଥାନ୍ତି। ତ ଏଇ ସମୟରେ ସୋସିଆଲ ସ୍କିଲ୍ ବି ସେମାନେ ଶିଖିଥାନ୍ତି। ଯେପରିକି ତାଙ୍କ ଜିନିଷକୁ କାହାକୁ ସେୟାର କରିବା, ଖାଇବାକୁ, କୋଅପରେସନ କରିବା, ନିଜର ଅସୁବିଧାକୁ ଦୂର କରିବା, କନଫ୍ଲିକ୍ଟ ରିଜୋଲ୍ୟୁସନ ଧୀରେ ଧୀରେ ଶିଖିଥାନ୍ତି। ତାପରେ ମୋରାଲ ଭିତରେ ସେମାନେ ଫାଷ୍ଟ ମୋରାଲଟା ଆପଣଙ୍କର ଇନଫାନ୍ସି ଏଜରେ ହୋଇନଥାଏ। ମୋରାଲ ଡେଭଲପମେଣ୍ଟଟା ଆପଣଙ୍କର ଆର୍ଲି ଚାଇଲ୍ଡହୁଡ ପରେ ହୋଇଥାଏ। ତ ଫାଷ୍ଟ ମୋରାଲଟା କୋଉଠୁ ଷ୍ଟାର୍ଟ ହେଇଥାଏ ନା ଆର୍ଲି ଚାଇଲ୍ଡହୁଡରୁ ହିଁ ହୋଇଥାଏ। ଏଟା ଆମେ ବୁଝିଗଲେ। ତାପରେ ଆସିଲା ମିଡିଲ୍ ଚାଇଲ୍ଡହୁଡ, ଯୋଉଟା 6 ରୁ 12 ବର୍ଷ ବୋଲି ଆମେ କହୁଛନ୍ତି। ଏ ଜାଗାରେ ଗ୍ରୋଥ ତାଙ୍କର ବେଟର ହେଇଥାଏ, ହ୍ୟାଣ୍ଡ ରାଇଟିଂରେ, ସ୍ପୋର୍ଟସ ଲାଇକ୍ ଆକ୍ଟିଭିଟିଜରେ ହୋଇଥାଏ ଗ୍ରୋଥଟା ବେଶୀ। ତାପରେ କଗ୍ନିଟିଭରେ ଏଇଟାକୁ ଆମେ କହୁଛନ୍ତି କମ୍ପ୍ଲିଟ ଅପରେସନାଲ ଷ୍ଟେଜ ବୋଲି ଆମେ କହୁଛନ୍ତି। ଯୋଉଠି ଆମର ପିଲାମାନେ କଣ ଅଣ୍ଡରଷ୍ଟାଣ୍ଡିଂ କରିଥାନ୍ତି, କ୍ୱାଣ୍ଟିଟି ଆପ୍ରୋଚରେ ସବୁ ଜିନିଷକୁ ଘୋଷି ପକେଇଥାନ୍ତି। ଆଜ୍ ୟୁଜୁଆଲ ତାକୁ ରିପ୍ରେଜେଣ୍ଟ କରିବାକୁ ଚେଷ୍ଟା କରନ୍ତି। ଇମୋସନାଲ ଡେଭଲପମେଣ୍ଟରେ ସେଲ୍ଫ ଏଷ୍ଟିମ୍ ତାଙ୍କର ଷ୍ଟାର୍ଟ ହେଇଯାଇଥାଏ। ତାଙ୍କର ଓନ୍ ଫିଲିଙ୍ଗ ଥାଏ। ତାଙ୍କୁ ଫିଲ୍ କରିପାରନ୍ତି ସେଇ ସମୟରେ, ଯଦି ଗାଳି ଦେବେ ସେ ଫିଲ୍ କରିପାରିବେ। ହୁଁ। ଆଉ ତାପରେ ସୋସିଆଲ ଡେଭଲପମେଣ୍ଟ, ସାଙ୍ଗସାଥି ସହିତ ବେଶୀ ମିଳାମିଶା କରନ୍ତି। ଫ୍ରେଣ୍ଡ ସର୍କଲ ଭିତରେ ରହିବାକୁ ଚେଷ୍ଟା କରନ୍ତି। ପ୍ଲେମେଟ୍ ସହିତ ବେଶୀ ବନ୍ଧୁତା ସ୍ଥାପନ କରିଥାନ୍ତି ସେମାନେ। ତାପରେ ମୋରାଲ ଡେଭଲପମେଣ୍ଟ ବି ସେଇ ସମୟରେ ଶିଖନ୍ତି। ଯେ ମୋରାଲ ଡେଭଲପମେଣ୍ଟ କିପରି ହବ, କିପରି ଡେଭଲପମେଣ୍ଟ ହବ। ଯେମିତି ଆର୍ଲି ଚାଇଲ୍ଡହୁଡରେ ଶିଖେଇଥାନ୍ତି କଣ ନା ଯେ ପେନ୍ ଚୋରି କରିବାଟା ମାନେ ମହାପାପ ବୋଲି, ବା ପେନ୍ ଚୋରି କରିବାଟା ଖରାପ ବୋଲି। କିନ୍ତୁ ସେ ପେନସିଲ ଚୋରି କରିଥିବ।
ଆମେ ଲେଟର ଚାଇଲ୍ଡହୁଡ ବା ଆମର ମିଡିଲ ଚାଇଲ୍ଡହୁଡ ଆମେ ପିଲାମାନଙ୍କୁ କଣ ଶିଖାନ୍ତି? ଚୋରି କରିବାଟା ସେ ଶିଖି ଯାଇଥାନ୍ତି ଚୋରି କରିବାଟା ଖରାପ ବୋଲି ବା ଖରାପ ଗୁଣ ବୋଲି। ତ ମୋରାଲି ଏଇଭଳିଆ ଡେଭଲପ ହୋଇଥାଏ। ଆମେ ମୋରାଲ ଡେଭଲପମେଣ୍ଟ ଥିଓରି ଯେତେବେଳେ ପଢିବା ଆମେ ଜାଣିପାରିବା। ତ ଆପଣ ପେଡାଗୋଜି ବିଷୟରେ ଡେପ୍ଥ କନସେପ୍ଟ ଆପଣ ଏମସିକ୍ୟୁ ବେସ୍ଡ ବି ଚାହୁଁଛନ୍ତି ଯଦି ଆପଣ ପେଡାଗୋଜି କ୍ଲାसेସ୍ ରହିଛି ପ୍ଲେ ଲିଷ୍ଟ ଆପଣ ସେଠୁ ଯାଇ କରିକି ଆପଣ ଥିଓରି ଗୁଡା ବୁଝିପାରିବେ। ତାପରେ ଆସିଲା ଆଡୋଲସେନ୍ସ ପିରିୟଡ ଯୋଉଟା କି 12-18 ବର୍ଷ ପର୍ଯ୍ୟନ୍ତ ଆମେ କହୁଛନ୍ତି। ସେଟାର ଗ୍ରୋଥ କିପରି ହେଇଥାଏ ପିଲାମାନଙ୍କର ତାଙ୍କର ଯୋଉଟା କି ଆମେ କହୁଛନ୍ତି ଭଏସ ବଡିର ହେୟାର ତ ଏଇ ସବୁର ଗ୍ରୋଥ ହେଇଥାଏ। ତାଙ୍କର ସେକ୍ସୁଆଲ ଅର୍ଗାନ ବି ଗ୍ରୋଥ ହୋଇଥାଏ। ତ ଏଟାକୁ ଆମେ କହୁଛନ୍ତି ଆଡୋଲସେନ୍ସ ପିରିୟଡର ଗ୍ରୋଥଟା। ତାପରେ କଗ୍ନିଟିଭ ରେ ପିଆଜେଙ୍କ ମତରେ ଏଟାକୁ ଆମେ କହୁଛନ୍ତି କଣ ନା ଫର୍ମାଲ ଅପରେସନାଲ ଷ୍ଟେଜ ବୋଲି କହୁଛନ୍ତି। ଯୋଉଠି ପିଲାମାନେ ଆବଷ୍ଟ୍ରାକ୍ଟ ଥିଙ୍କିଂ କରିପାରନ୍ତି, ରିଜନିଂ କରିପାରନ୍ତି ଲଜିକାଲି। ହଁ, ତ ଜିନିଷକୁ ନିଜେ ଆଇଡେଣ୍ଟିଫାଏ କରିପାରନ୍ତି, ଭ୍ୟାଲୁ ବୁଝିପାରନ୍ତି, ବିଲିଭ୍ସ କରିପାରନ୍ତି ଏଗୁଡା ବୁଝଉଛି। ଇମୋସନାଲି ସେ ସମୟରେ ବହୁତ ଷ୍ଟ୍ରଙ୍ଗ ଥାନ୍ତି। ଆରାମସେ ସୋସିଆଲ ଆକ୍ଟିଭିଟିଜ କରିପାରନ୍ତି, ସୋସିଆଲ ରିଲେସନକୁ ବୁଝିପାରନ୍ତି, କନଫ୍ଲିକ୍ଟକୁ ନିଜେ ରିଜଲ୍ଭ କରିବାକୁ ଚେଷ୍ଟା କରିଦିଅନ୍ତି ହେଲା। ସୋସିଆଲ ଡେଭଲପମେଣ୍ଟ ଆରାମସେ ପିଲାଙ୍କ ସହ ମିଶାମିଶି କରନ୍ତି। ବେଶୀ ଅପୋଜିଟ ସେକ୍ସ ପ୍ରତି ସେମାନେ ଆଟ୍ରାକ୍ଟ ହେଇଥାନ୍ତି। ଯେମିତି ରୋମାଣ୍ଟିକ ରିଲେସନସିପକୁ ସେମାନେ ପସନ୍ଦ କରିଥାନ୍ତି। ହୁଁ, ଆଉ ଫ୍ରେଣ୍ଡସିପ ଭିତରେ ବେଶୀ ଡିପକୁ ଯାଇଥାନ୍ତି। ଏଇଟା ବୁଝଉଛି। ତାପରେ ମୋରାଲ ଡେଭଲପମେଣ୍ଟରେ କଣ ରହୁଛି ନା ନୈତିକତା ବିକାଶ ତ ଭଲ ଭାବରେ ହୋଇଯାଇଥିବ। ତ ପିଲାମାନେ ବୁଝିପାରିଥାନ୍ତି ଯେ ଆମକୁ କୋଉଠି ବ୍ୟବହାର ଆଚାର କରିବାର ଅଛି, କାହାକୁ କେମିତି କଥା କହିବାର ଅଛି, ଏଥିକାଲ ଇସ୍ୟୁ ବିଷୟରେ ଆମକୁ ଜାଣିବାର ଅଛି। ତାପରେ ଆସିଲା ୟଙ୍ଗ ଆଡଲ୍ଟ ଯେତିକି 18-40 ବର୍ଷ ପର୍ଯ୍ୟନ୍ତ ବୟସରେ ଯୋଉଠି ଗ୍ରୋଥ କଣ ହେଇଥାଏ ନା ଟାଇପିକାଲି କମ୍ପ୍ଲିଟ ଦ ଗ୍ରୋଥଟା ସେଇ ସମୟରେ କମ୍ପ୍ଲିଟ ହୋଇଯାଇଥାଏ। ଏଇ ଷ୍ଟେଜରେ କମ୍ପ୍ଲିଟ ହେଇଥାଏ। ଆଉ କିଛି ଗ୍ରୋଥ ହବାର ବାକି ନଥାଏ। ଯେମିତି ହେଲ୍ଥ ହଉ, ଫିଟନେସ୍ ହଉ, ସେ ମେଣ୍ଟେନ ହେଇଯାଇଥିବ। ତ ଏଇ ସବୁ କଥା। କଗ୍ନିଟିଭରେ ଆମର କଣ ନା କଗ୍ନିଟିଭ ଏବିଲିଟି, ପ୍ରୋବ୍ଲେମ ସଲଭିଂ, ଡିସିଜନ ମେକିଂ ସବୁ ability। ଇମୋସନାଲି ସେମାନେ ବାଲାନ୍ସ ଥିବ। ସୋସିଆଲି ଡେଭଲପମେଣ୍ଟ ଅଲରେଡି ହେଇଥିବ। ଏରିକସନ ମତରେ ଏଇ ଷ୍ଟେଜଟାକୁ ଆମେ କହୁଛନ୍ତି ଇଣ୍ଟିମେସି ଆଇସୋଲେସନ। ଇଣ୍ଟିମେସି ଆଇସୋଲେସନ ମାନେ କଣ? ଏଇ ସମୟରେ ପିଲାମାନେ ଏଇ ଷ୍ଟେଜରେ ଆଡଲ୍ଟ ଏଜରେ ପିଲାମାନେ ମ୍ୟାରେଜ କରିଥାନ୍ତି। ତ ମ୍ୟାରେଜ କଲା ପରେ ଯଦି ମ୍ୟାରେଜ ସମ୍ପର୍କଟା ଭଲ ଚାଲିଲା, ବୈବାହିକ ଜୀବନ ଯଦି ଭଲ ଚାଲିଲା, ତାହେଲେ ଇଣ୍ଟିମେସି ରହିବ। ଯଦି ବୈବାହିକ ଜୀବନ ଭଲ ନ ଚାଲେ ଏରିକସନ ମତରେ ଆଇସୋଲେସନ ହେଇଯିବ। ସେତେବେଳେ ଆପଣ ହ୍ୟୁମାନ ସାଗର ଗୀତ ଶୁଣିବେ ହେଲା। କାହିଁକିନା ଆପଣ ବିରହରେ ଥିବେ, ଆଇସୋଲେସନ ହେଇଥିବ, ଆପଣ ପାର୍ଟନର ଛାଡିକି ପଳେଇଥିବ, ତ ୱାଇଫ ଛାଡିକି ପଳେଇଥିବ, ତ ଏଇ କ୍ଷେତ୍ରରେ ଆଇସୋଲେସନ ହେଇଯାଏ। ଯଦି ଇଣ୍ଟିମେସନ ରହିବ ଗୋଟେ ଭାର୍ଚୁ ଡେଭଲପ ହବ। କିଏ କହିଛନ୍ତି? ଏରିକସନ କହିଛନ୍ତି। ତା ନାଁ ହଉଛି କଣ? ନା ସେଇ ଭାର୍ଚୁର ନାଁ ହଉଛି କଣ? ନା ଆମେ ଲଭ ବୋଲି କହୁଛନ୍ତି ହେଲା। ଏଟାକୁ ଆମେ ବୁଝିଗଲେ। ତାପରେ ଆମେ ଜାଣିବା ମିଡିଲ ଆଡଲ୍ଟହୁଡ ଯୋଉଟା 40 ରୁ 65 ବର୍ଷ ପର୍ଯ୍ୟନ୍ତ। ଏଠି ଗ୍ରୋଥଟା କଣ ହେଇଥାଏ? ଇନଟୁ ଗ୍ରାଜୁଆଲି ଡିକ୍ଲାଇନ୍। ଧୀରେ ଧୀରେ ମସଲ୍ସ ମାସ୍ ସବୁ ବୋନ ଡେନସିଟି କମିବାକୁ ଲାଗିଥାଏ। ଦେଖା ହବା ବି କମ ହୋଇଥାଏ ଏଇ ବୟସରେ। ତ ଏଇ ଜାଗାରେ କଗ୍ନିଟିଭ ଏବିଲିଟି ବି ଧୀରେ ଧୀରେ କମିଥାଏ। କାହିଁକିନା ବ୍ରେନ କ୍ୟାପାବିଲିଟି କମିଥାଏ। ଇମୋସନାଲ ଡେଭଲପମେଣ୍ଟ ଅଫେନ ଥାଏ। ତ ଏଇ ସାଇଡ ଇମୋସନାଲି ଆଟାଚ ଥାନ୍ତି। ସୋସିଆଲ ଡେଭଲପମେଣ୍ଟ ବି ଭଲ ଥାଏ ସେଇ ସମୟରେ। ଇରିକସନ ମତରେ ଏଇଟା ହଉଛି ଜେନେଟିଭ ଆଣ୍ଡ ଷ୍ଟାଗ୍ନେସନ। ଜେନେଟି ଆଣ୍ଡ ଷ୍ଟାଗ୍ନେସନ ମାନେ କଣ? ଆପଣ ଯଦି କିଛି କରିଛନ୍ତି ତାମାନେ ଆପଣ କଣ କହିପାରିବେ? ନା ୱିଲ୍ ବିଙ୍ଗ ଟୁ ଦ ଅଦର୍ସ। ଯଦି ଆପଣ କିଛି କରିନାହାନ୍ତି, ଆପଣ କାହାକୁ ଏକ୍ସାମ୍ପଲ ଦେଇପାରିବେନି ହେଲା। ତ ଏଇ ପ୍ରକାର ହଉଛି ପ୍ରୋବ୍ଲେମ। ଇରିକସନ ଥିଓରି ଆମେ ଯେତେବେଳେ ନେକ୍ସଟ ୟୁନିଟରେ ଆମେ ଡିସକସ କରିବା ଭଲ ଭାବରେ ବୁଝିଯିବା। ତାପରେ ଆସିଲା ଲେଟ୍ ଆଡଲ୍ଟହୁଡ ଯୋଉଟା କି 45 ବର୍ଷରୁ ମଲା ପର୍ଯ୍ୟନ୍ତ ଯୋଉଟା ଆମେ କହୁଛନ୍ତି। ସେ ସମୟରେ ଗ୍ରୋଥ ପୁରା ଡିକ୍ଲାଇନ ହବାକୁ ଲାଗିଥିବ। ତାପରେ କଗ୍ନିଟିଭ ପ୍ରୋସେସ ସ୍ଲୋ ଡାଉନ ହବାକୁ ଲାଗିବ। ଇମୋସନାଲି ଧୀରେ ଧୀରେ ଫେଲୁଅର ହବାକୁ ଲାଗିଥିବ। ତାପରେ ସୋସିଆଲି ଡେଭଲପମେଣ୍ଟ ସୋସିଆଲି ରେ ଯଦି ପିଲାମାନେ କଣ ନା ଲୋକମାନେ ଯଦି କଣ ଥିବ ଫ୍ରେଣ୍ଡ ସର୍କଲ ଭିତରେ ଥିବେ ସେମାନେ ବେଶୀ କ୍ଲୋଜ ହବାକୁ ଚେଷ୍ଟା କରିଥାନ୍ତି ଫ୍ୟାମିଲି ଭିତରେ। ହୁଁ। ଆଉ ଏରିକସନ ମତେ ଏଟାକୁ ଇଣ୍ଟିଗ୍ରିଟି ଆଣ୍ଡ ଡିସ୍ପାୟାର କୁହାଯାଉଛି। ଇଣ୍ଟିଗ୍ରିଟି ଡିସ୍ପାୟାର ମାନେ କଣ? ରିଫ୍ଲେକ୍ଟ ଦ ଲାଇଫ। ଲାଇଫରେ ଯାହା ଯାହା କରିଛନ୍ତି ତାକୁ ରିଫ୍ଲେକ୍ଟ ହବ। ଯଦି ଭଲ କାମ କରିଛନ୍ତି ଭଲ ଜିନିଷ ରିଫ୍ଲେକ୍ଟ ହବ। ଯଦି ଖରାପ କରିଛନ୍ତି ରିଫ୍ଲେକ୍ଟ ହବ ଆଉ ନିଜକୁ ଡେସ୍ପେୟାର ମନେ କରିବେ। ତ ଏଇ ପ୍ରକାର ହଉଛି କଥା। ତ ଏଇ ହଉଛି ବିଭିନ୍ନ ଆପଣଙ୍କର ହଉଛି stages ବିଷୟରେ ଆମେ ଡିସକସ କଲେ। ଏଠି କନକ୍ଲୁଜନ ରହିଛି ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। 7 ନମ୍ବର କ୍ୱେଶ୍ଚନ କୁ ଯିବା। ରାଇଟ୍ ଦ ଆସ୍ପେକ୍ଟ ଆଣ୍ଡ ଡାଇମେନସନ ଅଫ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ତ ଭେରିୟସ୍ ଆସ୍ପେକ୍ଟ ରହିଛି ଆମେ ଜାଣିଛନ୍ତି ଅଲରେଡି ବୁଝିଛନ୍ତି। ଗ୍ରୋଥ ଡେଭଲପମେଣ୍ଟ କଣ ଆମେ ଜାଣିଛନ୍ତି। ତାର ଆସ୍ପେକ୍ଟ ବା ଡାଇମେନସନ ବିଷୟରେ ଆମେ ବୁଝିବା। ଯେମିତି ଫାଷ୍ଟ ହଉଛି ଫିଜିକାଲ ଡେଭଲପମେଣ୍ଟ କୁ ବୁଝଉଛି। ଫିଜିକାଲ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ଯେତେବେଳେ ଶାରୀରିକ ବିକାଶକୁ ବୁଝାଏ ସେତେବେଳେ ଆମେ କହୁଛନ୍ତି କଣ ଏଇଟା ହଉଛି ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ର ପାର୍ଟ ହଉଛି କଣ ନା ଆପଣ ଫିଜିକାଲ କନସେପ୍ଟଟା ଯେମିତି କି ଫିଜିକାଲ ଗ୍ରୋଥ କୁ ବୁଝଉଛି। ମୋଟର ଡେଭଲପମେଣ୍ଟ ହଁ, ଏଇ ସବୁ ଜିନିଷକୁ ବୁଝଉଛି କଣ?
ନା ଆପଣଙ୍କର ଫିଜିକାଲ ଗ୍ରୋଥକୁ ବା ଫିଜିକାଲ ଡେଭଲପମେଣ୍ଟକୁ ବୁଝଉଛି। ଯେମିତି ଫିଜିକାଲି ଏଇଟା ହଉଛି କ୍ୱାଣ୍ଟିଟେଟିଭ୍ ଚେଞ୍ଜେସକୁ ବୁଝଉଛି, ବଡିର ଷ୍ଟ୍ରକ୍ଚରକୁ ବୁଝଉଛି, ହାଇଟକୁ ବୁଝଉଛି, ୱେଟକୁ ବୁଝଉଛି। ତ ଏସବୁ ଜିନିଷକୁ ବୁଝଉଛି। ଆଉ ମୋଟର ଡେଭଲପମେଣ୍ଟ ମାନେ କଣ, କେମିତି କେତେ ଜମ୍ପ କରିପାରୁଛି, ରନ୍ କରିପାରୁଛି, ଚାଲି ପାରୁଛି, ମୋଟର ସ୍କିଲ୍ ଭଲ କରିପାରୁଛି, ପହଁରି ପାରୁଛି, ଯୋଉ ମୋଟର ଡେଭଲପମେଣ୍ଟକୁ ବୁଝଉଛି। ଇଏ ହଉଛି ଗୋଟେ ଆସ୍ପେକ୍ଟକୁ ବୁଝାଇଲା, ଯୋଉଟା କି ଗ୍ରୋଥ ଆଉ ଡେଭଲପମେଣ୍ଟର। ତାପରେ ହଉଛି ପିଭଟାଲ ଚେଞ୍ଜେସକୁ ବୁଝଉଛି। ଏଇଟା ହଉଛି କୋଉଥିରେ, ଫିଜିକାଲରେ ଯାଉଛି ହେଲା। ଯେମିତି କି ଫିଜିକାଲି ଟ୍ରାନ୍ସଫର ହଉଛି। ଛୋଟ ବୟସରେ ଯେମିତି ଫିଜିକାଲି ଷ୍ଟ୍ରକ୍ଚର ଥାଏ, ବଡ ବଡ ହେଲା ପରେ ଫିଜିକାଲ ଷ୍ଟ୍ରକ୍ଚର ଆହୁରି ବଢି ଯାଇଥାଏ। ତ ସେଇଟା ପିଭଟାଲ ଚେଞ୍ଜେସକୁ ବୁଝଉଛି। ତାପରେ ସେନ୍ସରି ଆଣ୍ଡ ପରସେପଚୁଆଲ ଡେଭଲପମେଣ୍ଟକୁ ବୁଝଉଛି। ଆମେ ଭିଜନ ଦେଖିକି, ହିୟର ଶୁଣିକି, ଟେଷ୍ଟ ଆମେ କରିକି ବା ଟଚ କରିକି ଆମେ ଜିନିଷକୁ ବୁଝିପାରନ୍ତି। ତ ସେଟାକୁ ଆମେ ବୁଝଉଛନ୍ତି ଡେଭଲପମେଣ୍ଟ ଆସ୍ପେକ୍ଟରେ ହେଲା। ତାପରେ ଆସିଲା କଗ୍ନିଟିଭ୍ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ। କଗ୍ନିଟିଭ୍ ଗ୍ରୋଥ୍ କଣ ନା, ଆମେ ଇଣ୍ଟେଲେକ୍ଚୁଆଲ ଡେଭଲପମେଣ୍ଟକୁ ବୁଝଉଛି। କିପରି ଆମେ ଜିନିଷକୁ କେତେ ଚାଲାକ ହେଇପାରୁଛନ୍ତି, କେତେ ଜିନିଷକୁ ଆମେ ପରସେପସନ କରିପାରୁଛନ୍ତି, ମେମୋରି ଦ୍ୱାରା କେତେ ମନେ ରଖିପାରୁଛନ୍ତି, ଆଟେନସନ କେତେ କରିପାରୁଛନ୍ତି, ଏଟାକୁ ବୁଝଉଛି। ଯେମିତି ପିଆଗେଟର ଯୋଉ କଗ୍ନିଟିଭ୍ ଡେଭଲପମେଣ୍ଟ ଥିଓରି ଅଛି, ଆମେ ନେକ୍ସଟ ୟୁନିଟରେ ପଢିଲେ ଏଟାକୁ ଡିଟେଲ ବୁଝିପାରିବା। ଯେମିତିକି ଆମେ କହୁଛନ୍ତି ସେନ୍ସରୀ ମୋଟର ଷ୍ଟେଜ ଇନଫାନ୍ସିକୁ ବୁଝାଏ ପିଆଜେଟଙ୍କ ଅନୁସାରେ। ପି ଅପରେଶନାଲ ଷ୍ଟେଜ ଆର୍ଲି ଚାଇଲ୍ଡହୁଡକୁ ବୁଝାଏ। କଂକ୍ରିଟ ଅପରେଶନାଲ ଷ୍ଟେଜ ମିଡିଲ ବା ଲେଟର ଚାଇଲ୍ଡହୁଡକୁ ବୁଝାଏ। ଆଉ ଫର୍ମାଲ ଅପରେଶନାଲ ଷ୍ଟେଜ ଆଡୋଲସେନ୍ସ ପିରିୟଡକୁ ବୁଝାଇଥାଏ। ହଁ। ତାପରେ ଇନଫର୍ମ ପ୍ରୋସେସିଂ, କେତେ ଶୀଘ୍ର ଆମେ ଇନଫର୍ମେସନ ଗୁଡାକ ପ୍ରୋସେସ କରିପାରୁଛନ୍ତି, ସେଟା ଗୋଟେ କଗ୍ନିଟିଭ୍ ଡେଭଲପମେଣ୍ଟ ଆସ୍ପେକ୍ଟକୁ ବୁଝାଇଥାଏ। ମୋରାଲ ଡେଭଲପମେଣ୍ଟ ଆସ୍ପେକ୍ଟକୁ ବି ବୁଝାଏ, କେତେ ଶୀଘ୍ର ଆମେ କଣ ଜିନିଷଟା କୋଉଠି କେମିତି ଆଚାର ବ୍ୟବହାର କରିବାର ଅଛି ଆମର, ସେଟାକୁ ବୁଝାଏ। କୋଉଟା ରଙ୍ଗ କୋଉଟା ରାଇଟ ଆମେ ବୁଝିପାରିବା, ଡିଷ୍ଟିଂଗୁଇଶ କରିପାରିବା। ଏଟା ହଉଛି କାହାକୁ ନା ମୋରାଲ ଡେଭଲପମେଣ୍ଟ ବୁଝଉଛି। ହଁ। ତାପରେ ଆସିଲା ଇମୋସନାଲ ଡେଭଲପମେଣ୍ଟ। କଣ କାହାକୁ ବୁଝଉଛି ନା, ଇମୋସନାଲି ଆମେ କେତେ କଣ୍ଟ୍ରୋଲ କରିପାରିବା, ନିଜକୁ ରେଗୁଲେଟ କରିପାରିବା। ହଁ, କିଛି ପିଲା ଥାଆନ୍ତି ଟିକେ ଗାଳି ଦବ ସହସା କାନ୍ଦି ପକେଇବେ, କିଛି ଅଛନ୍ତି ମାରିଲେ ବି ସେ କାନ୍ଦିବେନି। ତାମାନେ ଇମୋସନାଲି କିଏ ଷ୍ଟ୍ରଙ୍ଗ କିଏ ୱିକ୍ ଥାଏ। ହଁ, ସେଇଟାରେ କଣ ଥାଏ ନା ଇମୋସନାଲି ଗ୍ରୋଥ ଆଉ ଡେଭଲପମେଣ୍ଟ ଏଟା ବୁଝେଇଥାଏ। ତା ଦେହରେ କଣ ଅଛି, ସେଲ୍ଫ କନସେପ୍ଟ ଆଇଡେଣ୍ଟିଟି ଅଛି। ନିଜର ଗୋଟେ ସେଲ୍ଫ କନସେପ୍ଟ ତିଆରି କରିବା, ଆଇଡେଣ୍ଟିଟି ତିଆରି କରିପାରୁଥିବା ଦରକାର। ଆଟାଚମେଣ୍ଟ ଆଉ ରିଲେସନସିପରେ ଆମେ କେମିତି ରହୁଛନ୍ତି, କିପରି କାହା ସହିତ ଆଟାଚମେଣ୍ଟରେ ରହୁଛନ୍ତି। ଇମ୍ପାଥି ସିମ୍ପାଥି ଆମେ କିପରି ଦେଇପାରିବା, ଏଟା ଫିଲିଂସକୁ ଆମେ କିପରି ବୁଝିପାରିବା, ଆମର ଜଣଙ୍କ ଫିଲିଂସ ବୁଝିକି ଆମ କଣ୍ଟ୍ରିବ୍ୟୁସନ କିପରି ରହିବ ତାକୁ ବୁଝିପାରିବା। ହଁ, ତ ଏଇଗୁଡାକ ବୁଝଉଛି କାହାକୁ ନା, ଆମର ଇମୋସନାଲ ଗ୍ରୋଥ ଡେଭଲପମେଣ୍ଟ ବୁଝଉଛି। ଏଇଟା ଗୋଟେ ଆସ୍ପେକ୍ଟ। ତାପରେ ରହିଲା ସୋସିଆଲ ଗ୍ରୋଥ ଆଣ୍ଡ ଆସ୍ପେକ୍ଟ, ସାମାଜିକ ସ୍ତରରେ ଆମେ କେମିତି ମିଳାମିଶା କରୁଛନ୍ତି, କିପରି ନିଜକୁ ମେଣ୍ଟେନ କରିପାରୁଛନ୍ତି ତାକୁ ବୁଝଉଛି। ପିୟର ଗ୍ରୁପ, ସାଙ୍ଗସାଥି ସହିତ କିପରି ଆମେ ନିଜକୁ ପରିଚାଳିତ କରିପାରୁଛନ୍ତି, ଫ୍ୟାମିଲି ଆଟମୋସ୍ଫିୟର ଭିତରେ କେମିତି ରହୁଛନ୍ତି, ଆମ କଲଚର ଆଉ ସୋସିଆଲ ଇନଫ୍ଲୁଏନ୍ସକୁ କେମିତି ଆଗକୁ ବଢେଇ ପାରୁଛନ୍ତି, ଏହାକୁ ବୁଝଉଛି। ହଁ, ଯଦି ପିଲାଟି ସାମାଜିକ ସ୍ତରରେ କାହା ସହିତ ମିଳାମିଶା କରୁନି, କାହା ସହିତ ତମେ ଜାଣିଲେ ଯେ ସାମାଜିକ ବିକାଶ ତାର ହେଇନି, ତାକୁ କରିବାକୁ ପଡିବ ସାମାଜିକ ସ୍ତରରେ ବିକାଶ, ତାକୁ ବୁଝେଇଲେ। ତାପରେ ହେଲା ମୋରାଲ ଆଉ ଏଥିକାଲ ଡେଭଲପମେଣ୍ଟ ବୁଝଉଛି। ମୋରାଲ ରିଜନିଂ, ଆମକୁ ଯେତେବେଳେ ଆମେ ମୋରାଲ ଥିଓରି ପଢିବା, ସେତେବେଳେ ଆମେ ବୁଝିପାରିବା କୋଲବରର। ହଁ, ତ ମୋରାଲ ଥିଓରି ଆମର କିପରି ମୋରାଲ ରିଜନିଂ କରୁଛନ୍ତି, ଯେତେବେଳେ ଆମେ ଭାବୁଛନ୍ତି ଯେ ଲୋକମାନେ ସବୁ ସଭା ସମିତିରେ ଲୋକ ବସୁଛନ୍ତି, ଆମକୁ କେମିତି ବ୍ୟବହାର କରିବାର, କେମିତି କଥାବାର୍ତ୍ତା କରିବାର ଅଛି, କିପରି ଆଚାର ବ୍ୟବହାର ଦେଖିବାର ଅଛି, ସାଙ୍ଗସାଥି ସହିତ କିପରି ଆଚାର ବ୍ୟବହାର ଦେଖିବାର ଅଛି। ତ ଏଇ ହଉଛି ମୋରାଲ ରିଜନିଂକୁ ବୁଝଉଛି। ମୋରାଲ ରିଜନିଂ ମାନେ ଯେତେବେଳେ ଆମେ ଏବିଲିଟି ଟୁ ଥିଙ୍କ ଦ ଡିସିଜନ ମେକିଂ ଦ ହ୍ୱାଟ କାଇଣ୍ଡ ଅଫ ମୋରାଲ ରିପ୍ରେଜେଣ୍ଟେସନ ଇଜ ଗୁଡ୍ ଅର ବ୍ୟାଡ୍, ଆମେ ସେଟାକୁ ବୁଝିପାରୁଛନ୍ତି ହେଲା। ତାପରେ ସୋସିଆଲ ଜଷ୍ଟିସ ଆଣ୍ଡ ଫେୟାରନେସ କୁ ଆମେ ବୁଝୁଛନ୍ତି। ସୋସାଇଟିରେ କଣ ଜଷ୍ଟିସ, କୋଉଟା ଫେୟାରନେସ, ଆମେ ତାକୁ ବୁଝିପାରୁଛନ୍ତି। କୋଲବର ଥିଓରି ଆମେ ପଢିଲେ ଆମେ ଡିଟେଲ ବୁଝିପାରିବା ନେକ୍ସଟ ୟୁନିଟରେ। ଏଟାକୁ ଆପଣ ଜଷ୍ଟ ଟିକେ ରିଡ କରିଦେଇଥାନ୍ତୁ, ଖାଲି ଆସ୍ପେକ୍ଟ ଲେଖିବାର ଅଛି ହେଲା। ତାପରେ ହଉଛି କଣ, ଲାଙ୍ଗୁଏଜ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ଆମର ଲାଙ୍ଗୁଏଜ ଟା କିପରି ଏକୁଜିସନ ହବ, ଲାଙ୍ଗୁଏଜ ଏକୁଜିସନ କଣ, ଲାଙ୍ଗୁଏଜ ଡେଭଲପମେଣ୍ଟ କଣ, ଏଟା ବୁଝିବାକୁ ପଡିବ। ହଁ, ତ ନମ ଚମ୍ସ୍କି କହିଛନ୍ତି ଲାଙ୍ଗୁଏଜ ଏକୁଜିସନ ଡିଭାଇସ ଅଫ ମାଇଣ୍ଡ ଅଛି, ଏଲଏଡି ବୋଲି ଆମେ କହୁଛନ୍ତି ଲେଫ୍ଟ ହେମିସ୍ଫିୟରରେ। 5 ବର୍ଷ ପର୍ଯ୍ୟନ୍ତ ଲାଙ୍ଗୁଏଜ ଏକୁଜିସନ ଚାଲିଥାଏ। ଲାଙ୍ଗୁଏଜ ଏକୁଜିସନ କଣ, ଯେମିତିକି ଆମେ ମଦର ଟଙ୍ଗ ଟା ଆମେ କୋଉଠି ପଢିନାହାନ୍ତି, ଆପେ ଆମେ ଏନଭାରମେଣ୍ଟରୁ ଫ୍ୟାମିଲିରୁ ଶିଖିଛନ୍ତି। କିନ୍ତୁ ହିନ୍ଦୀ ବା ଇଂଲିଶ ଯେତେବେଳେ ଆମେ ପଢିଲେ ହାୟର କ୍ଲାସରେ, ସେତେବେଳେ ଆମେ ତାକୁ ଅଣ୍ଡରଷ୍ଟାଣ୍ଡିଂ କଲେ ଆଉ ତାକୁ ପଢିଲେ ବା ଲାଙ୍ଗୁଏଜ ଲର୍ଣ୍ଣିଂ କଲେ। ତ ଲାଙ୍ଗୁଏଜ ଏକୁଜିସନ ଟା ଅଟୋମେଟିକାଲି ହୋଇଥାଏ। ତ ସେଟାକୁ ଆମେ ବୁଝିବାର ଅଛି, ସେଟା ବି ଗୋଟେ ଡେଭଲପମେଣ୍ଟ ଗ୍ରୋଥର ଆସ୍ପେକ୍ଟଟା। କମ୍ୟୁନିକେସନ ସ୍କିଲ୍, ଆମେ କେତେ ଫ୍ଲୁଏଣ୍ଟ ହେଇପାରୁଛନ୍ତି। ଲିଟରେସି ଡେଭଲପମେଣ୍ଟ, କେତେ ଶୀଘ୍ର ଭଲ ପଢି ପାରୁଛନ୍ତି। ତ ଏବିଲିଟି ଅଫ ରିଡିଂ ରାଇଟିଂ, ଏସବୁକୁ ବୁଝାଉଛି ଲିଟରେସି ଡେଭଲପମେଣ୍ଟ ସ୍କିଲ୍। ତ ଏଇ ହଉଛି କଣ ନା ତମର ଲାଙ୍ଗୁଏଜ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟର ଆସ୍ପେକ୍ଟଟା। ତାପରେ ହେଲା ସାଇକୋଲୋଜିକାଲ ଡେଭଲପମେଣ୍ଟ, ମାନସିକ ସ୍ତରରେ କେତେ ଆମେ ଡେଭଲପମେଣ୍ଟ ଅଛନ୍ତି। ଯେମିତି ଏରିକ୍ସନ ଥିଓରି ଆମେ ପଢିବା, ଥିଓରି ପଢିଲେ ଆମେ ଡିଟେଲ ଜାଣିପାରିବା। ଯେମିତି ଆମେ ସାଇକୋଲୋଜିକାଲି କେତେ ଡେଭଲପମେଣ୍ଟ, ଯେମିତି ମିସ୍ ଟ୍ରଷ୍ଟ ଆଉ ମିସଟ୍ରଷ୍ଟ ରହୁଛି, ଅଟୋନୋମି ଭର୍ସେସ ସେମ୍ ରହୁଛି, ଇଣ୍ଡଷ୍ଟ୍ରି ଇନଫେରିଟି ରହୁଛି, ଆଇଡେଣ୍ଟିଟି ରୋଲ କନଫ୍ୟୁଜନ, ଇଣ୍ଟିମେସି ଆଣ୍ଡ ଆଇସୋଲେସନ, ଜେନେଟିଭ ଆଣ୍ଡ ଷ୍ଟେଗ୍ନେସନ, ଇଣ୍ଟିଗ୍ରିଟି ଆଣ୍ଡ ଡିସ୍ପେୟାର, ଏସବୁ ଆମେ ଯେତେବେଳେ ଏରିକ୍ସନ ଥିଓରି ପଢେଇବି ସେଥିରେ ଆମେ କହିଛି।
ଅଲରେଡି ଆପଣ ପେଡାଗୋଜି କ୍ଲାସ୍ ଫର୍ ଦ ଓଟିଟି, ଓଏସଟିଟି, ସିଟିଇଟି ଯୋଉ ଆପଣଙ୍କର ପ୍ଲେଲିଷ୍ଟ ରହିଛି ଏଇ ଚ୍ୟାନେଲର, ସେଠିକି ଯାଇପାରିବେ। ଏରିକ୍ସନ ଥିଓରି କି ବ୍ରିଫଲି ଡିସ୍କସ୍ କରାହେଇଛି, ଆପଣ ଆରାମସେ ବୁଝିପାରିବେ ସେଠୁ। ହେଲା। ତାପରେ ଆମେ ଜାଣିବା ହଉଛି କଣ ସେଲ୍ଫ ଏଷ୍ଟିମ୍, ଆମ ଭିତରେ ଆତ୍ମନିର୍ଭରଶୀଳତା ବା ନିଜର ଗୋଟେ ପରସେପଚୁଆଲ ଏବିଲିଟି କିପରି ଡେଭଲପ ହଉଛି। କ୍ରାଇସିସ୍ ଆଣ୍ଡ ରିଜଲ୍ୟୁସନ, ଆମ ନିଜକୁ କେମିତି ପର୍ସନାଲିଟି ଗ୍ରୋଥ କରିବାର ଅଛି, ମ୍ୟାଚୁରିଟି ହବାର ଅଛି। ତ ଏଇ ପ୍ରକାର ଜିନିଷ ଗୁଡାକ ହଉଛି କଣ ଆସ୍ପେକ୍ଟ ଅଫ ଦ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟକୁ ବୁଝଉଛି। ତାପରେ ଆମେ ଜାଣିବା କଲଚରାଲ ଡେଭଲପମେଣ୍ଟ, ଆମ କଲଚରାଲ ଆୱାରନେସ୍ କେତେ ଅଛନ୍ତି, ଆମ କଲଚର ବିଷୟରେ ଆମେ କେତେ ଅବଗତ ଅଛନ୍ତି। କଲଚରକୁ କେମିତି ଆର୍ଟିକୁଲେସନ କରିପାରୁଛନ୍ତି, କଲଚରକୁ ସୋସାଇଟିରେ କେମିତି ଆମେ ନେଇକି ଚାଲିପାରୁଛନ୍ତି। ସୋସିଆଲ ନର୍ମ ଆଣ୍ଡ ଟ୍ରାଡିସନକୁ କିପରି ବୁଝିପାରୁଛନ୍ତି, ସୋସାଇଟି ଥିବା ନିୟମ କାନୁନକୁ ଆମେ ବୁଝିବା ଦରକାର, ଯୋଉ ଟ୍ରାଡିସନ ପରମ୍ପରା ତାକୁ ବୁଝିବାର ଅଛି। ତାପରେ ହେଲା ସ୍ପିରିଚୁଆଲ ଗ୍ରୋଥ, ଆମ ଭିତରେ ଥିବା ଯୋଉ ବିଲିଫ୍ସ, ଫେଥ୍ ସିଷ୍ଟମ ଯୋଉ ରହୁଛି, ଗଡ୍ ଉପରେ ହଉ, ଫିଲୋସଫିକାଲି ହଉ, ବା ଆମର ପ୍ୟାରେଣ୍ଟାଲ ଉପରେ ହଉ, ଯୋଉ ଆମର ଫେଥ୍ ଆଉ ବିଲିଫକୁ ଆମେ ବଢେଇ ପାରିବା। ଗ୍ରୋଥ ଡେଭଲପମେଣ୍ଟର ଗୋଟେ ଆସ୍ପେକ୍ଟ। ମିନିଂ ଆଣ୍ଡ ପର୍ପଜକୁ ଆମେ ବୁଝିପାରିବା। ଆମର ସ୍ପିରିଚୁଆଲ ପ୍ରାକ୍ଟିସ, ଯେମିତି ଆମେ ଭଗବାନଙ୍କୁ ପୂଜା କରିବା, କାହାକୁ ମାନିବା, ଏଇ ସବୁ ହଉଛି କଣ ମେଡିଟେସନ କରିବା, ଏ ସବୁ ହଉଛି ସ୍ପିରିଚୁଆଲ ପ୍ରାକ୍ଟିସ। ଏଟା ହଉଛି ସ୍ପିରିଚୁଆଲ ଗ୍ରୋଥକୁ ବୁଝଉଛି। ତ ଏଇ ସବୁ ଆସ୍ପେକ୍ଟ ଥିଲା ଆପଣଙ୍କର ଗ୍ରୋଥ ଡେଭଲପମେଣ୍ଟର, ଆରାମସେ ଏକ୍ସାମରେ କ୍ୱେଶ୍ଚନ ପାଇଲେ ଲେଖିପାରିବେ। ଆଉ ଏଠି ରହିଛି କନକ୍ଲୁଜନ, ଆପଣ ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ, ଆଉ ଭିଡ଼ିଓକୁ ପଜ୍ କରିକି କନକ୍ଲୁଜନକୁ ଆପଣ ଆରାମସେ ପଢିପାରିବେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ କଣ ଆସିଲା ନା, ଆପଣଙ୍କ 8 ନମ୍ବର କ୍ୱେଶ୍ଚନ ହଉଛି ହ୍ୱାଟ ଆର୍ ଦ ୟୁଜେସ୍ ଅଫ୍ ଲଙ୍ଗିଟ୍ୟୁଡନାଲ ଆଣ୍ଡ କ୍ରସ୍ ସେକ୍ସନାଲ ଆପ୍ରୋଚ୍ ଟୁ ଅଣ୍ଡରଷ୍ଟାଣ୍ଡ ଦ ହ୍ୟୁମାନ ଡେଭଲପମେଣ୍ଟ। ଗୋଟେ ମଣିଷର ଡେଭଲପମେଣ୍ଟ ପ୍ରୋସେସକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ତ ବୁଝିବାକୁ ପଡିବ ଲଙ୍ଗିଟ୍ୟୁଡନାଲ ଆସ୍ପେକ୍ଟ କଣ, ବା ୟୁଜେସ୍ କଣ, ଆଉ କ୍ରସ୍ ସେକ୍ସନାଲ ଆପ୍ରୋଚ୍ କଣ। ଏଇ ଦିଟା ଆପ୍ରୋଚକୁ ଆମେ ବୁଝିବାକୁ ପଡିବ। ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଆପଣ ବାରମ୍ବାର କ୍ୱେଶ୍ଚନ ଆସିଥାଏ ଏକ୍ସାମରେ। ତ ପ୍ରଥମେ ମୁଁ ଆପଣଙ୍କୁ ବୁଝେଇ ଦଉଛି ଲଙ୍ଗିଟ୍ୟୁଡନାଲ ଆଉ କ୍ରସ୍ ସେକ୍ସନାଲ ମାନେ କଣ। ଗୋଟେ ହ୍ୟୁମାନ ଡେଭଲପମେଣ୍ଟ ପ୍ରୋସେସରେ ଯେତେବେଳେ ବିଭିନ୍ନ ଷ୍ଟେଜେସ୍ ଅନୁସାରେ ଆମେ କମ୍ପେୟାର କରୁଛନ୍ତି, ଗୋଟେ ପିଲାଟି ଇନଫାନ୍ସିରେ କେତେ ଡେଭଲପମେଣ୍ଟ ହଉଛି, ତାପରେ ଆର୍ଲି ଚାଇଲ୍ଡହୁଡରେ କେତେ ହଉଛି, ଲେଟର ଚାଇଲ୍ଡହୁଡରେ ହଉଛି, ଆଡୋଲସେନ୍ସରେ ହଉଛି, ଆଡଲ୍ଟହୁଡରେ ହଉଛି, କିପରି ହଉଛି, ବିଭିନ୍ନ ଷ୍ଟେଜକୁ ଯେତେବେଳେ ଆମେ କମ୍ପେୟାର କରୁଛନ୍ତି ତାକୁ କୁହାଯାଉଛି ଲଙ୍ଗିଟ୍ୟୁଡନାଲ ଆପ୍ରୋଚ କୁହାଯାଉଛି ଫର ଦ ହ୍ୟୁମାନ ଡେଭଲପମେଣ୍ଟ। ଯେତେବେଳେ ଆମେ ଅଲଗା ପିଲା ସହିତ କମ୍ପେୟାର କରୁଛନ୍ତି, ଗୋଟେ ପିଲାର ଇନଫାନ୍ସି ଆଉ ଗୋଟେ ପିଲାର ଇନଫାନ୍ସି ଷ୍ଟେଜ ସହିତ କମ୍ପେୟାର କରୁଛନ୍ତି, ଜଣଙ୍କର ଆର୍ଲି ଚାଇଲ୍ଡହୁଡ ଆଉ ଜଣଙ୍କ ଆର୍ଲି ଚାଇଲ୍ଡହୁଡର ଷ୍ଟେଜ ସହିତ କମ୍ପେୟାର କରୁଛନ୍ତି, ସେତେବେଳେ କୁହାଯାଉଛି କ୍ରସ୍ ସେକ୍ସନାଲ ଆପ୍ରୋଚ କୁହାଯାଉଛି। ଏଟା ଆରାମସେ ବୁଝିପାରୁଥିବେ ଆଶା କରୁଛି। The longitudinal and cross-sectional approach are two fundamental research design to use in the study of human development କୁ ଆମେ ବୁଝିବାରେ ସାହାଯ୍ୟ କରିଥାଏ। ଏଇ ଦୁଇଟା approach, each approach has its distinct advance ଆମେ ବୁଝିପାରିବା, and research ବିଷୟରେ ଆମର ଦିଆହେଇଛି। ତ ଏଇଠି ବୁଝିବା ଆମେ longitudinal approach କଣ ନା, longitudinal approach involve the study of same group or individual over an extended period of time, often the year and even decades, and researcher track the changes in the same individual across the different stages ଅନୁସାରେ କିପରି ତାର ଡେଭଲପମେଣ୍ଟ ହଉଛି, এই ବିଷୟରେ ଆମେ ଜାଣିପାରିବା। ଏବେ କହିଲି ମୁଁ longitudinal approach କୁହାଗଲା। ୟୁଜେସ୍ କଣ କହୁଛି, ଟ୍ରାକିଂ ଦ ଇଣ୍ଡିଭିଜୁଆଲ ଡେଭଲପମେଣ୍ଟକୁ ଆମେ ଟ୍ରାକ୍ କରିପାରିବା। କାଜୁଆଲିଟି ଡେଭଲପମେଣ୍ଟାଲ ଚେଞ୍ଜେସ୍, କିଛି ଯଦି ପ୍ରୋବ୍ଲେମ ହେଲା, ହେଲ୍ଥ ଇଞ୍ଜୁରୀ ହେଲା ବା ଡେଭଲପମେଣ୍ଟ ଚେଞ୍ଜେସ୍ ହଉଛି, ତାକୁ ଆମେ ବୁଝିପାରିବା। ଏଜ୍ ରିଲେଟେଡ୍ ଚେଞ୍ଜେସ୍, ଏଜ୍ ଅନୁସାରେ କଣ ଚେଞ୍ଜେସ୍ ହଉଛି ସେଟାକୁ ଆମେ ବୁଝିପାରିବା। ଏଠାରେ ଡେଭଲପମେଣ୍ଟାଲ ଇଣ୍ଡିଭିଜୁଆଲ ଡିଫରେନ୍ସ ଅନୁସାରେ ଗୋଟେ ଡେଭଲପମେଣ୍ଟାଲ ଆପ୍ରୋଚରେ ଗୋଟେ ଲୋକର କଣ ଇଣ୍ଡିଭିଜୁଆଲ ଡିଫରେନ୍ସ ରହୁଛି ପ୍ରତ୍ୟେକ ଷ୍ଟେଜ ଅନୁସାରେ, ତାକୁ ବୁଝିପାରିବା। ଇଫେକ୍ଟିଭ ଇଣ୍ଟରଭେନସନ ଅନୁସାରେ ପିଲାର ଏଜୁକେସନାଲ ପ୍ରୋଗ୍ରାମ ବା ହେଲ୍ଥ ଟ୍ରିଟମେଣ୍ଟ କିପରି ଚାଲିବ, এই ବିଷୟରେ ଆମେ ବୁଝିପାରିବା। ତାପରେ ଲଙ୍ଗ ଟର୍ମ ଟ୍ରେଣ୍ଡ ଏଟା ଚାଲିଥାଏ, ଏଟା ହଉଛି କଣ ଲାଇଫ ସ୍ପାନ ଭିତରେ ଗୋଟେ ଇଣ୍ଡିଭିଜୁଆଲ କଣ ଚାଲିଛି ଆମେ ତାକୁ ଜାଣିପାରୁଛନ୍ତି। ହୁଁ। ତ ଏଟାର ଏକ୍ସାମ୍ପଲ କଣ ନା, ରିସର୍ଚର ଏଠି କଣ କରୁଛି ନା, ଗ୍ରୁପ ଅଫ ଷ୍ଟୁଡେଣ୍ଟ ଫର ଦ ବର୍ଥ ଟୁ ଆଡଲ୍ଟ ପର୍ଯ୍ୟନ୍ତ ନଉଛି, ଆଣ୍ଡ ଟ୍ରାକ୍ ଦ ହାଉ ଦ ପ୍ୟାରେଣ୍ଟିଂ ଷ୍ଟାଇଲ, ଏଜୁକେସନାଲ ଏକ୍ସପିରିଏନ୍ସ ଗୋଟେ ଲଙ୍ଗ ଟର୍ମ ପର୍ଯ୍ୟନ୍ତ ନଉଛି, ସୋସିଓ ଇକୋନୋମିକ ବ୍ୟାକଗ୍ରାଉଣ୍ଡ ଏକୁ ଚେକ୍ କରୁଛି। ଗୋଟେ ପିଲାର ବିଭିନ୍ନ ଷ୍ଟେଜ ଅନୁସାରେ ତାକୁ ଚେକ୍ କରିକା ଯାଉଛି। ତା ଲିମିଟେସନ କଣ, ଟାଇମ କନଜ୍ୟୁମ, ଏଟା ବହୁତ ଟାଇମ ପର୍ଯ୍ୟନ୍ତ ଚାଲେ। ପାର୍ଟିସିପାଣ୍ଟ ବି ଡ୍ରପ୍ ଆଉଟ୍ ହେଇପାରନ୍ତି ଏଥିରେ। କଟ୍ ଇଫେକ୍ଟ, ମାନେ ଯେତେବେଳେ ଆମର ସ୍ପେସିଫିକ ପାର୍ଟିକୁଲାର ପିରିୟଡ ଚାଲେ, ସେଥିପାଇଁ ଫ୍ୟୁଚର ଜେନେରେସନ ପାଇଁ ବେଶୀ ଆପ୍ଲିକେବୁଲ ହବ କି ସେତିକି ଆମେ ଜାଣିପାରିବାନି। এই ପ୍ରକାର ପ୍ରୋବ୍ଲେମ ରହୁଛି। ତାପରେ ଆମେ ଆସିବା କ୍ରସ୍ ସେକ୍ସନାଲ ଆପ୍ରୋଚ କଣ ନା, କ୍ରସ୍ ସେକ୍ସନାଲ ଆପ୍ରୋଚ ଇନଭଲ୍ଭ ଦ ଷ୍ଟଡି ଡିଫରେଣ୍ଟ ଇଣ୍ଡିଭିଜୁଆଲ ଫ୍ରମ ଦ ଭେରିୟସ୍ ଏଜ୍ ଗ୍ରୁପ ଆଟ୍ ଆ ସିଙ୍ଗଲ ପଏଣ୍ଟ ଅଫ ଟାଇମ, ଗୋଟିଏ ପଏଣ୍ଟ ଅଫ ଟାଇମ, ଲଙ୍ଗ ଟର୍ମ ନିୟମରେ ଗୋଟିଏ ପଏଣ୍ଟ ଅଫ ଟାଇମ ନବା, ଯେମିତି କି ଇନଫାନ୍ସି ଏଜ୍ ନବା, ଟୋଡଲର ଏଜରେ ନବା, ଲେଟର ଚାଇଲ୍ଡହୁଡ ଏଜ୍ ସେଇ ଟାଇମରେ ନବା। ତ ଏଇଟା ଗ୍ରୁପ ଅଫ ପିପୁଲକୁ ନବା, କିନ୍ତୁ ଡିଫରେଣ୍ଟ ଗୋଟିଏ ଷ୍ଟେଜ ସହିତ କମ୍ପେୟାର କରିବା, ଏଜ୍ ସହିତ କମ୍ପେୟାର କରିବା। ଏଥିରେ ୟୁଜେସ୍ କଣ, ଇଫେକ୍ଟିଭ କମ୍ପାରିଜନ ଅଫ ଏଜ୍ ଗ୍ରୁପ ସହିତ ଆମେ କମ୍ପାରିଜନ କରିପାରିବା, ସେଇ ଏଜର କାହାର କେମିତି ଡେଭଲପମେଣ୍ଟ ହଉଛି ତାକୁ ଚେକ୍ କରିପାରିବା। ହୁଁ। ଆଇଡେଣ୍ଟିଫାଇ ଦ ଡେଭଲପମେଣ୍ଟାଲ ଟ୍ରେଣ୍ଡ, କିପରି ଡେଭଲପମେଣ୍ଟ ଚାଲିଛି ଗୋଟେ ପିଲାର ଆଉ ଗୋଟେ ପିଲା ସହିତ।
Assessing the prevalence of trait and condition କିପରି କଣ୍ଡିସନ ଚାଲିଛି ଏଜ୍ ଗ୍ରୁପର ତାକୁ ଚେକ୍ କରିପାରିବା। କୁଇକ୍ ଡାଟା କଲେକ୍ସନ ଆମେ ଏଠି ଯେହେତୁ ଏଟା ସର୍ଟ ଟର୍ମ ଆମେ କୁଇକଲି ଡାଟାକୁ କଲେକ୍ଟ କରିପାରିବା। କମ୍ପେୟାରିଂ ଦ ମଲ୍ଟିପୁଲ ଭେରିଏବଲ୍ସ ବିଭିନ୍ନ ମଲ୍ଟିପୁଲି ଆମେ ତାକୁ ଭେରିଏବଲ ଭାବରେ ଆମେ ଚେକ୍ କରିପାରିବା। ୟୁଜଫୁଲ ଫର ଦ ଲାର୍ଜ ପପୁଲେସନ ପାଖରେ ଏଟା ୟୁଜ ହେଇପାରିବ। ହଁ ଏକ୍ସାମ୍ପଲ କଣ ଏ ରିସର୍ଚର ମାଇଟ୍ କମ୍ପେୟାର ଦ କଗ୍ନିଟିଭ ଏବିଲିଟି ଅଫ 3 ଡିଫରେଣ୍ଟ ଏଜ୍ ଗ୍ରୁପ ତିନିଟା ଡିଫରେଣ୍ଟ ଏଜ୍ ଗ୍ରୁପ ଚାଇଲ୍ଡ ଏଡଲ୍ଟ ନିଆଗଲା ଆକ୍ସେସ୍ ଦ ହାଉ ସର୍ଟନ କଣ୍ଡିସନ ଫଙ୍କସନ ଚେଞ୍ଜ ଆକ୍ରସ୍ ଦ ଲାଇଫ ସ୍ପାନ ଅନୁସାରେ କଣ ଚେଞ୍ଜ ହଉଛି ତାକୁ ଆମେ ଚେକ୍ କଲେ। ଲିମିଟେଡ୍ କଣ ନା ନୋ କାଜୁଆଲିଟି ଏଠି ରହିବ ନାହିଁ କାରଣ ଲିମିଟେଡ୍ ଟାଇମ୍ ଇଫେକ୍ଟ ବି ରହୁଛି ହେଲା ଯେମିତିକି ଆମ ଏକ୍ସପିରିଏନ୍ସ କଲଚର ହିଷ୍ଟୋରିକାଲ କଣ୍ଟେଣ୍ଟ ବି ରହୁଛି ଲିମିଟେଡ୍ ଅଣ୍ଡରଷ୍ଟାଣ୍ଡିଂ ଏବିଲିଟି ବି ରହୁଛି ଯେମିତିକି ଆମେ ଏଠି କହିଲେ କଣ ନା କମ୍ପାରିଜନ କଲେ ଲଙ୍ଗିଚୁଡନାଲ ଆପ୍ରୋଚ୍ ଆଉ କ୍ରସ୍ ସେକ୍ସନାଲ ହେଲେ ଏଟା ହଉଛି ଏକ୍ସଟେଣ୍ଡ ପିରିୟଡ଼ ଅଫ ଟାଇମ୍ ଏଟା ହଉଛି ସିଙ୍ଗଲ ପଏଣ୍ଟ ଅଫ ଟାଇମ୍ ଏଟା ସେମ୍ ପାର୍ଟିସିପାଣ୍ଟ ରହିବେ ଡିଫରେଣ୍ଟ ପାର୍ଟିସିପାଣ୍ଟ ରହିବେ ଆମେ ପଢିଲେ ଏବେ ଲଙ୍ଗିଚୁଡନାଲ ଆପ୍ରୋଚ୍ ରହିବ କ୍ରସ୍ ସେକ୍ସନାଲ ଆପ୍ରୋଚ୍ ରହିବ track development of changes over time at a point of time ରେ ଚାଲିବ can help to establish the cause and effect କୁ ଆମେ ଜାଣିପାରିବା କିନ୍ତୁ ଏଠି ଜାଣିପାରିବା ନାହିଁ ଏକ୍ସପେନ୍ସିଭ ଲଙ୍ଗ କନଜ୍ୟୁମିଂ ପାଇଁ ଏକ୍ସପେନ୍ସ ଅଧିକ କରିବାକୁ ପଡିବ ଏଠି ଆମେ ଯୋଉ ଏକ୍ସାମ୍ପଲଟା ନବା ବା ରିସର୍ଚ୍ଚ କରିବା ପିଲାମାନଙ୍କ ଭିତରେ ଏଠି ଟିକେ ଲଙ୍ଗ ଚାଲିବ ଆଉ ରିଲେଟିଭଲି କମ ଚାଲିବ କୋଉଥିରେ କ୍ରସ୍ ସେକ୍ସନାଲ କାହିଁକି ନା ଏଟା ମାନେ ସର୍ଟ ପିରିୟଡ଼ ଅଫ ଟାଇମରେ ହଉଛି ତାପରେ ଆମେ ଜାଣିଲେ allowing the depth analyze ଏଠି depth analyze ହବ କିନ୍ତୁ ଏଠି ହେଇପାରିବ ନାହିଁ ରିପିଟେଡ ଡାଟା କଲେକ୍ସନ ହେଇପାରିବ କିନ୍ତୁ ଏଠି ଡାଟାଟା କ୍ରସ୍ ଏଜ ଅନୁସାରେ ହବ ହଁ ତ ଏ ଅନୁସାରେ ଆମର ଚାଲିବ ତ ଇଏ ଥିଲା ଆପଣଙ୍କର 8 ନମ୍ବର କ୍ୱେଶ୍ଚନ ଏକ୍ସପ୍ଲେନେସନ ଏଠି କନକ୍ଲୁଜନ ରହିଛି ଆପଣ ନିଜେ ଡିରାଇଭ୍ କରିବେ ନିଜେ ଭିଡିଓ ପଜ କରିକି ଆପଣ ଆରାମସେ ବୁଝିପାରିବେ ତ ଏଟା ହଉଛି ୟୁନିଟ୍ 1 ର ମାରାଥନ କ୍ଲାସ ତ ନେକ୍ସଟ କ୍ଲାସରେ ଆମେ ୟୁନିଟ୍ 2 ବିଷୟରେ ଡିସ୍କସ କରିବା ଆଜି ପାଇଁ ଏତିକି ଧନ୍ୟବାଦ ସମସ୍ତଙ୍କୁ